Okay. Good evening, everyone. And like କଣ କହିବା ସେସନ ତ ଏଣ୍ଡ ହେଇଛି ସେସନ ମତଲବ ଗୋଟେ ଜର୍ଣ୍ଣିର ଗୋଟେ ଫେଜ୍ ଏଣ୍ଡ ହେଇଛି ଠିକ ଅଛି ତ ଅଲମୋଷ୍ଟ ଏକ୍ଜାମ କମ୍ପ୍ଲିଟେଡ୍ କହିଲେ ଚଳେ ଓଭର ଦ ଟାଇମ୍ସ କମ୍ ଟାଇମ୍ ବି ହଉ ଯାହା ବି ହଉ ବହୁତ କିଛି ଲର୍ନ ବି କରିଛନ୍ତି ଏଣ୍ଡ ଜର୍ଣ୍ଣି ଏ ବର୍ଷ ଟିକେ ନୂଆ ଥିଲା ସମସ୍ତଙ୍କ ପାଇଁ କରେକ୍ଟ ଏଇଠି ଆମେ ଦେଖିଥିଲେ କି ଭେରାଇଟିଜ ଅଫ ଥଟ୍ସକୁ ନେଇକି ରାଇଟ୍ ଯେତେବେଳେ ଡେ ବାଇ ଡେ ପ୍ରୋସେସ କହୁନାହାନ୍ତି ଯେତେବେଳେ ଆମେ କହୁଛନ୍ତି ଯେ ଗୋଟେ ଟ୍ରାଡିସନାଲ ମାଇଣ୍ଡସେଟ ରହୁଥିଲା ଆଗରୁ ଯେ ଏକ୍ସାମ୍ସର କୋଶ୍ଚିନ୍ସକୁ କରିବା କେମିତି ରାଇଟ୍ ଆମେ ଭାବୁ ଗୋଟେ ଇଟ୍ସ ଏ ଭାଷ୍ଟ ଅଫ୍ ଥିଙ୍ଗ ସେମିତି ନାହିଁ ପ୍ୟାଟର୍ନ କ'ଣ ହୁଏ ନା ଯଦି ତମେ ଅବଜର୍ଭ କରିବନି ପ୍ୟାଟର୍ନକୁ ଆଉ ଡେ ବାଇ ଡେ ଯୋଉ ଲେଭେଲ ଅଫ କମ୍ପିଟିସନ୍ସ ବଢୁଛି ଏଣ୍ଡ ଓପିଏସସି ର ମଜା ଏଥର କହିବାକୁ ଗଲେ ପ୍ରପରଲି ଦେଖିବାକୁ ମିଳିଥିଲା ଏଣ୍ଡ ହୋପଫୁଲି ଏକ୍ସାମ ମୁଁ ତ କହିବି ଯୋଉମାନେ ସିରିୟସଲି କଣ୍ଟିନ୍ୟୁଟି କରୁଥିଲେ ସେମାନଙ୍କ ପାଇଁ ଏକ୍ସାମ୍ସ କିଛି ଗୋଟେ କ'ଣ ଗୋଟେ ବେଟର ଡିରେକ୍ସନ ଦେଇଥିବ ଠିକ ଅଛି ଆଉ କାହିଁକି ଏଇ ପ୍ରୋସେସ ଉପରେ ଆମେ ବହୁତ କିଛି ଶିଖିଥିଲେ ଏ ବର୍ଷ ରାଇଟ୍ so over to you guys almost like what we did it in last 3 months constantly rigorously ଆଉ ଲାଗେ ଯେ ମେଇଁସା ସବୁବେଳେ ଗୋଟେ ଭାଷ୍ଟ ଇଟ୍ସ ନଟ୍ ଭାଷ୍ଟ କିନ୍ତୁ ଆମେ ତାକୁ ଟିକେ ପ୍ରପର ୱେରେ ଚ୍ୟାନେଲାଇଜ କରିବାର ଥିଲା ଯୋଉଟାକି ଆମେ କଣ୍ଟିନ୍ୟୁଟି କରିଛନ୍ତି ରାଇଟ୍ ଆଣ୍ଡ ଯଦି ଏ ପ୍ରୋସେସ ନଥାନ୍ତା ଡେଫିନେଟଲି ଗୋଟେ ଜିନିଷ ଅବଜର୍ଭ ହେଇଥାନ୍ତା ଯେ ଯୋଉ ଅନନୋନ୍ କୋଶ୍ଚିନ୍ସକୁ ହ୍ୟାଣ୍ଡେଲ କରିବାର ପ୍ରେସରାଇଜ ବାଲା ଜିନିଷ ହ୍ୟାଣ୍ଡେଲ କରି ହିଁ ହେଇନଥାନ୍ତା ରାଇଟ୍ ନହେଲେ ଇଟ୍ସ ଭେରି ଡିଫିକଲ୍ଟ ରାଇଟ୍ କିଛି ପ୍ରେଡିକ୍ସନ ମାର୍କେଟରେ ଥାଏ ଯେ ସବୁବେଳେ ଓଭରଅଲ୍ ଗୋଟେ ଆଇଡିଆ ଥାଏ ଯେ ଆମେ 500 400 800 କୋଶ୍ଚିନ୍ସ କରିକି ଯିବୁ ହେଇଯିବ ସେମିତି ହୁଏନି କେବେ ରାଇଟ୍ ଦ୍ୟାଟ୍ ନଟ୍ ଟୁ ବି ପ୍ରିଲିମ୍ସ ଦ୍ୟାଟ୍ ନଟ୍ ଟୁ ବି ମେନ୍ସ ଏଇ ଯଦି ଏକ୍ସାମ୍ସ କ୍ରାକ୍ କରିବାରେ ଗୋଟେ ସିମ୍ପଲ ଫଣ୍ଡା ହେଲା ଯେ ଆକୁ ସେମିତି ମଜା ହୁଏରେ ହିଁ ପଢିବାକୁ ପଡିବ ଶିଖିବାକୁ ପଡିବ ରାଇଟ୍ ଭିଡ ଭିତରୁ ଟିକେ ଅଲଗା କରିବାକୁ ପଡିବ ସେତେବେଳେ କ'ଣ ହୁଏ ନା ଖାତାଟା ଭିଜୁଆଲାଇଜ ହୁଏ so again guys it's not like my turn is over it's over to you କେମିତି କ'ଣ ଯାଇଛି and overall କ'ଣ ଥିଲା experience let's start with Rajesh then Rajesh Swarupa Sri Lakshmi Subhasri many people are there so anyone କ'ଣ ଲାଗୁଛି ନିହାରିକା ହଁ ସାର୍ ହଁ ରାଜେଶ ହେଇ ସାର୍ ଏମିତି ଯେମିତି କହିଲେ କିଛିଟା ଏମିତି ଆମର କିଛିଟା ମାନେ କଣ୍ଟ୍ରୋଲରେ କିଛିଟା ଫ୍ୟାକ୍ଟର୍ସ ଥାଏ କିଛିଟା ବିୟଣ୍ଡ କଣ୍ଟ୍ରୋଲ ଆମର ଥାଏ ତ ଯେତିକି କଣ୍ଟ୍ରୋଲ ଲେବଲ ଫ୍ୟାକ୍ଟର୍ସ ଆମ ପାଖରେ ଥିଲା ମୁଁ ଯଦି ମୋର କଥା କହିବି ଯେତିକି ମାନେ ଯେତିକି ପସିବଲ ହେଇଛି ନିଜର ବେଷ୍ଟ ଦେଇଛି throughout all the papers ଶୁଣୁଛି ଯେ କିଛିଟା ପେପର ମାନେ ପରେ କିଛିଟା ନଥାଏ ଆଉ କିଛିଟା ଜିନିଷ ଥାଏ ଆମର ଫେଭରରେ ଥାଏ ଯେମିତି GS1 ଲାଇକ୍ ଥିଲା ଓଭରଅଲ ଯାଇଛି ସାର୍ ଠିକ ଠାକ मेंस प्रोग्राम केंद्र राजेश लागिल एटलीस्ट एथरो किछि सिखिला मिलला प्रोग्राम्स रे ବହୁତ ଲାଷ୍ଟ ଇୟର ଯେତେବେଳେ କ୍ଲିୟର ଯେତେବେଳେ କରିଥିଲି ତ ବହୁତ ଗୁଡା ଜିନିଷ ମିସିଂ ଥିଲା ଆଇ ଥିଙ୍କ ଯଦି ସେଇ ଲେଭେଲ ଅଫ ମାନେ ସେଇ ଲେଭେଲ ଅଫ ପ୍ରିପାରେସନ ଯଦି ଏଥିରେ ଯଦି କଣ୍ଟିନ୍ୟୁ ହେଇଥାନ୍ତା ଆଇ ଡୋଣ୍ଟ ଥିଙ୍କ ଆଇ ୱଣ୍ଟ ବି ଏବୁଲ ଟୁ କଣ୍ଟ୍ରୋଲ ମାନେ ମାନେ କମ୍ପ୍ଲିଟ ଦ ପେପର ମାନେ କ୍ୱେଶ୍ଚିନ୍ କୁ ଛୁଇଁବା ବି ଡିଫିକଲ୍ଟ ହେଇଯାଇଥାନ୍ତା ତ ସେଇ ଯୋଉ ଜିନିଷଟା ଆମେ ଯେ ପ୍ରାକ୍ଟିସଟା ଆମେ କରିଥିଲେ ଆଣ୍ଡ ରେଗୁଲାରଲି ବସିକିନା ଗୋଟେ ଗୋଟେ କ୍ୱେଶ୍ଚିନ୍ କୁ ଭାଙ୍ଗିବା କେମିତି କରିବା କେମିତି ମାନେ ଡିଲ୍ କରିବା ସବୁ ଯୋଉ ସ୍କିଲ୍ ଆମେ ଶିଖିଲେ ତ ସେଇଟା ଏଇ ଜାଗାରେ ବହୁତ ହେଲ୍ପ କଲା ଲାଷ୍ଟ ଟାଇମ୍ ସେ ଜିନିଷଟା ନଥିଲା ମୋ ପାଖରେ କିଛି ବି ନିହାତି ତ କହିବି ଯେ ମୁଁ ପର୍ସନାଲି ବହୁତ କିଛି ଶିଖିଛି ବହୁତ କିଛି ଜିନିଷ ଅପଗ୍ରେଡ ହେଇଛି ମୋର ଇଏରେ अच्छा so good Rajesh let's ki hopefully ଆଉ ଗୋଟେ ଭଲ rank ଆସୁ ଆଉ ଗୋଟେ better ହେଇକି ଆଉ ଗୋଟେ ଭଲ upgrading post ଆସୁ and yes sir ଦେଖାଯାଉ optionals ଭଲ ଯାଇଛି ରାଜେଶ ଆରଥର ଅପେକ୍ଷା ଏଥର କେମିତି ତମ ପେପର ଥିଲା ପେପର 1 ଟା ମାନେ ଏତେ ବି ମାନେ ଠିକ ଠାକ ମାନେ କହିବି ଯାଇଛି ମୁଁ ଯେମିତି ମାନେ ପ୍ରେଡିକ୍ଟ ଗୋଟେ ଜିନିଷ କରିଥିଲି ଗୋଟେ ଗୋଟେ କହୁଛି ଗୋଟେ ଏମିତି କ୍ୱେଶ୍ଚିନ୍ ଥିଲା ଯୋଉଟା କି ମୁଁ ପ୍ରାକ୍ଟିସ କରିଥିଲି डायरेक्ट सेही क्वेश्चन ଟା ଆସିଯାଇଛି 2 ଘଣ୍ଟା ପୂର୍ବରୁ ଏକ୍ସାମ ରେ ଯିବା ପୂର୍ବରୁ 2 ଘଣ୍ଟା ପୂର୍ବରୁ ସେ କ୍ୱେଶ୍ଚନ ଟା ପ୍ରାକ୍ଟିସ କରିଥିଲି ଗୋଟେ ପ୍ରୋବ୍ଲେମ ଥିଲା ଆକ୍ଚୁଆଲି ଗୋଟେ କ୍ୟାଲକୁଲେସନ
एग्जैक्ट सेही क्वेश्चन टा आसी तो अच्छा गोटे गोटे जिनस भल थिला आ किसी जिनस माने टिके टिके प्रॉब्लम हेइची पेपर 1 ने पेपर 1 टा हमर बहुत माने लंबा था बहुत लेंदी अछि पेपर 1 टा ऑप्शनल पेपर पेपर 2 कंपैरेटिवली ऑप्शनल्स भी टिके ए वर्ष कार कार डायनामिक होम साइंस टिके डायनामिक रहितला ज्योग्राफी वालांकर भी हम किछि किछि किछटा जति कथा होउथिली पिलांग सहित हम्म प्राय पिलांकर सेमती हेमती माने तांकर ओपिनियन थिला समस्त प्राय ऑलमोस्ट कहउछन जे पेपर एथरो जेतिकी हमर माने प्रेडिक्टेड लाइंस रे क्वेश्चन थिला माने ऑप्शनल टा तो जति सिलेबस थाए सेही अनुसार ही फ्रेम होय क्वेश्चन टा किंतु हम्म एथर से माने गोटे एमिदिया ट्रेंड सेट करूछन्ती करंट अफेयर्स को ब्लेंड करूछन्ती स्टैटिक सब्जेक्ट सहित जहां भी अछि जो जो पेपर अछि समस्त तो से मोर माने जेमती देखिली मो पेपर रे भी हे गला पेपर 2 रे जेमती दीटा खंडे क्वेश्चन सेमती करंट अफेयर आउ जो थ्योरी जो अछि हमर कंटेंट ताकू मिसई कि ना एमती क्वेश्चन आस्थिला ताकू इसमें हैंडल करिले जेमती एग्जैक्ट जेमती हमें फ्रेम थाए गोटे भाबी कि ना करिया कला होया ना निहाती तो दैट ओवरऑल इज कहबा को बोले आजिरो टाइम रे जदी ओपीसी हैंडल करिवार अछि सो इट्स अप टू कि हमें गोटे मल्टी डायमेंशनल डायरेक्शन रे पढिबा दरकार इमति नै जे गोटे ट्रेडिशनल हमें थाउ जे गोटे 400 300 एमति जे माइंडसेट सिमति नो एक्चुअली पीआईक्यूज कर देलो ओपीसी जो ऑप्शनल सिमति पीआईक्यू रिपीट भी हेनी बहुत जगह रे सिमति नुहे श्योर श्योर ऑप्शनल्स में तुमको सिलेबस रे एवरी कीवर्ड सारिबा को पड़िबो बिगनर मान को सेटा गोटे लर्निंग हे पारे एंड ऑब्वियस कथा डायनामिक को ओपीसी गलानी तो हमको से लेवल रे प्रिपरेशंस को नबाउ पड़े राइट निश्चय निश्चय तो तापरे एनी आउ जेमती एपिसोड डायनामिक जेमती कहले पूरा ठीक कथा अराउंड लास्ट टाइम एते कथा कहिथिली भी इस टाइम रे जो माने सब सीरियसली जो माने प्रिपेयर करछंती दे विल फिल्टर आउट ए प्रोसेस रे एक्चुअली मेंस प्रोसेस डेफिनेटली रे से माने फिल्टर हेबे मेन्स रे फिल्टर है बेबे नॉन सीरियस वाला आसी ही परिबनी दैट इज द ओनली वे आसी परिबेनी तुमको सेतरे बस एटी जदी हमें हापाजेटली नबा कोट ना कोट अटकीबा दैट इज द वे श्योर आ इमती नुह अंटिल अनलेस जदी हमें सेटा ही हमें लर्निंग करथले ओवर द टाइम्स जो ए प्रोसेस भितरे मु सेटा ही सिखेतिली काहे कि गोटे आगुरु राजेश तुम 30 टा सेट लिखुथलो लाइक प्रीवियस टाइम्स बोल को एबे 10 टा टेस्ट बोल को लाइक तुम बेटर परफॉर्मेंस करि पाछो फॉर दैट रीजन की रीजन समस्त पई राइट नॉट फॉर राजेश एवरीबॉडी जा से तुम इंटरेक्शंस करिछि ए जिंस अबार एटा ही जिंस जे हमको सिखियो को पड़िबो सो एनी थिंग्स लाइक स्वरूपा स्वाधीन और एनीवन लाइक किछि ओपिनियंस किछि फीडबैक्स निहारिका हेलो सर हाँ स्वाधीन नमस्ते सर नमस्ते सर ओवरऑली तो कहवाको गले गोटे खुशी लागुଛି सर गोटे एग्जाम सरी गला कहि जणा नै रिजल्ट कोन हबो आमे हम आटर बेस्ट दे दिछु सर बाकी रहला डेस्टिनी आउ से सर जे खाता चेक करछन तांगो ऊपर रहला बाकी ओवरऑली कहवा गले सर एग्जाम समस्तन को पई माने टिके डायनामिक तो थिला सर माने एमती टोटल की मु एमती प्रेडिक्ट करथली एमती एग्जाम हे गला से टाइप रो एग्जाम तो नथिला स्वाधीन लास्ट टाइम लेखुतलो एथरो लेखिबा भितरे लाइक कोन फरक लागला किछि लाइक इंप्रूवमेंट्स पाई परलो राइट हाँ सर हाँ माने फ्रेम गोटे मिलला सर तापरे प्रॉपर गाइडेंस गोटे मिलला सर जोटा की गला थरो नथिला सेटा मेन जिंसो माने गला थरो पढु तो माने सर पढिबाटा तो मु पूरा गोटे समुद्र लेखा पढी की जाईथि किंतु पढितला सेठी पोखरी लेखा ही पढितला एथर से लिमिटेड जिंस गुटी भलरे पढी की जाई की इंप्लीमेंट कलु सर आमो सेंटर रे गोटे जिंस एमते हला से लास्ट दिन जेहेतु नुआ सेंटर जयपुर टा तो सर माने आउ ऑप्शनल वाइज पिला मन को सेट न करके जे जेमती आरंभ दिन बसतिलु सेमती ही बसई देले फिर सर 9:05 होई जाउ जे माने की खाता खाता दुनांती से सार माने तांको निज निज भीतर चर्चा सर गोटे केमिस्ट्री दियंतु सर गोटे एग्रीकल्चर दियंतु ए दिन कर सर माने 9:05 बेलू देले फिर गोल बुलू बुलू 9:10 हे गला भाई आज तो गला फिर सर लास्ट आड़ को हाथ चल सर हाथ मन पूरा घसी माने गारो गारो टाइप रो माने बहुत स्पीड रे लास्ट माने लास्ट क्वेश्चन मु मोर निजर निजे भी पढ़ी परिबिनी सीन बाकी पेपर कंप्लीट कर देछि नहीं सदिन भलो हबो एथर आर थर कम मार्क रे लाइक लिस्ट रो जाइतलो लेट्स की होपफुली घरु आ गोटे एटलीस्ट सिविल सर्विस रे की एंट्री करिवो आ आपन का आशीर्वाद सर देखा जाओ सो आज्ञा सर सेगा सर सेदिन आपन को मु फोन करथली मते माने असना लागो दिन टिक टेंशन लागथला आपन मते बिजी थिले बिजी तापर रही आपन फोन जाइतले
ମୁଁ ଆଜ୍ଞା କଲା ସାର୍ ବେଳକୁ ଆଜ୍ଞା ସାର୍ ମର୍ଣ୍ଣିଂ ରେ କଲେ ତମେ ବି ବାହାରିକି ଯାଉଥିବ ସେଥିପାଇଁ ହଁ ଜିନିଷ ହଁ ଅସୁବିଧା ଆପଣ ହେଇଥିବ। ଆପଣଙ୍କ ଫୋନ ଦେଖିଲି ମୁଁ କହିଲି ଆଉ ଏବେ ତ କୁଲ ହେଇଗଲେଣି ଆଉ କଣ କଥା ହେବି ସାର୍ ହଉ ଆଜ୍ଞା ସାର୍ ଠିକ ଅଛି। ସୋ ଲେଟ୍स स्वरूपा और निहारिका କେमती कौन थिला एक्सपीरियंस एग्जाम रो? संगीता नाହାନ୍ତି ବୋଧେ। ହୁଁ Yes, sir. ହଁ ନିହାରିକା। ହୁଁ ଏବେ ତ ମାନେ କଣ କହିବି ମାନେ ମୁଁ ତ ଏଥର ପୁରା ଯେମିତି ମାନେ ଜିରୋ ରୁ ଷ୍ଟାର୍ଟ କରିଛି ଭଳିଆ ମାନେ ପୁରା ନ୍ୟୁ ପ୍ରୋସେସ ଆଗରୁ ଯାହା ବି ପଢିଥିଲି ସେଟା ପୁରା ଛାଡିକି ନୂଆ ନୋଟ ନୂଆ ସବୁ ମାନେ ଇଏ କଲି। ତ ପୂର୍ବଥର ଅପେକ୍ଷା ମତେ ଲାଗୁଛି ଭଲ ଯାଇଛି ଏକ୍ସାମ ବାକି ଦେଖାଯାଉ। ନାଇଁ ନିହାରିକା ମାଇଣ୍ଡ ରେ ଥାଏ ଲାଇକ ସମସ୍ତଙ୍କର ଯୋଉମାନେ ବି ଦିଅନ୍ତି କି ଦେବେ ବି ରାଇଟ ମତଲବ ଯୋଉମାନେ ଥିଲେ ସେମାନେ ଭାବନ୍ତି ଯେ ସାର୍ 3 ମାସରେ ହବ ନା ନାଇଁ ଆମେ ତ ଲାଇକ 3 ମାସ ଭିତରେ ମୁଁ ତ କହିବି ଯାହା ପଢିଥିଲେ ସେ ସବୁ ମୁଁ ତ କହିବି ନିହାରିକା ହୁଅନ୍ତୁ ବା ଯୋଉମାନେ ହେଲେ ସମସ୍ତେ ତ ନୂଆରୁ ହିଁ ଜିରୋ ରାଜେଶ ବି ହେଲେ କି ସମସ୍ତେ ଜିରୋରୁ ହିଁ ଆଉଥରେ ଆରମ୍ଭ କରିଥିଲେ କହିଲେ ଚଳେ ଆମ ପ୍ରୋସେସ ଯୋଉ ଥିଲା ଏଣ୍ଟାୟାର ଥିଙ୍ଗସ ବିଲକୁଲ ପୁରା ବିଲକୁଲ ଜିରୋରୁ ସାର୍ କରିଥିଲେ ପୁରା। ବିଲକୁଲ ଆ- ସାର୍ ଜିରୋ ମାନେ ନୋଟ ର ମାନେ ତାକୁ କେତେ କଣ ଆଡିସନ ମୁଁ କହିଲି ଏତେ ଜିନିଷ ଆଡିସନ ହେଇପାରୁନି ତାକୁ ନୂଆ ଫର୍ମାଟ ରେ ହିଁ ପୁରା ଡିଜାଇନ କରିଦବା ଆଉ କିଛି ଆଉ ଟାଇମ ନାହିଁ ଆଉ ଦିଟାକୁ ମିଶେଇଲା ବେଳକୁ ଆଉ ହଉନି ଆଉ ମୁଁ ନାଇଁ ବି ସେଇ ସବୁ ଜିନିଷ ନୂଆ ଲାଇକ ହିଁ ଓଭର ଦ ସବୁ ଟାଇମ୍ସ କଲି ହଁ ସମସ୍ତେ ସେଇ ଜିନିଷ ହିଁ କରିଥିଲେ ଯିଏ ଜିରୋରୁ ହିଁ କରିଛନ୍ତି ସମସ୍ତେ ଭାବନ୍ତି ଯେ ଆଗରୁ ପ୍ରିପେୟାର ଥିଲେ ଏଥର ମେନ୍ ସିଲେକ୍ସନ ମାଇଣ୍ଡରେ ଥାଏ ସେମିତି ନୁହଁ ଆକ୍ଚୁଆଲି ଆମେ ସେ ଜିରୋରୁ ହିଁ କରିଥିଲେ ଆଉ ଜିରୋରୁ ନେଇକି ଏକ୍ସାମକୁ ନେବା ଆଉ ନୂଆ ପୋର୍ଟ୍ରେଟରେ ଆନ୍ସର କରିବା ରାଇଟ ସେଇଟା ଗୋଟେ ଏଇ ବର୍ଷ କହୁନାହାନ୍ତି ଗୋଟେ ଗୋଟେ କଣ ଦି ମାସ ପୁରା ପ୍ରପରଲି ଆମେ ହେଭି ପ୍ରୋସେସରେ କଣ୍ଟିନ୍ୟୁଟି କରିଛନ୍ତି ରାଇଟ ରାତି ଦିନ କରିକି ଲାଇକ ଯୋଉ ଏଫର୍ଟ ଲାଗିଛି ସୋ ମେ ବି ସେଇଟା ଭିଜୁଆଲାଇଜ ହବ। ସୋନିହାରିକା ବି ଯେମିତି କହୁଥିଲେ କି ଆଗରୁ ସିଏ ନୋଟ୍ସ ଫୋଟ୍ସ ବସିକି ବନେଇଥିଲେ ସବୁ ଥିଲେ ସେ ଏଗେନ୍ ସିଏ ବି ଚେଞ୍ଜ କରିଛନ୍ତି ପୁରା ରାଇଟ ନିହାରିକା ଇଭେନ୍ ଯୋଉ ଲାଷ୍ଟକୁ ଏଥିକ୍ସ ବାଲା ଯୋଉ ଇସ୍ୟୁଜ ଥିଲା ସେଇଟା ଗୋଟେ ବଡ ଇସ୍ୟୁଜ ଥିଲା and ତମକୁ Yes. ଯୋଉ ପ୍ରୋସେସ ଏବେ ଯୋଉଟା ଲର୍ନ କଲ ଏଥର କେତେ ହେଲ୍ପ କରିଥିଲା ଏଥର ଏଥିକ୍ସ ବାଲା ପେପର? ହଁ ସାର୍ ମାନେ ପୂର୍ବ ଥର ମୁଁ ଯେମିତି ପଢିଥିଲି ସେମିତି ମାନେ ଏଇ ଟାଇପ ର କ୍ୱେଶ୍ଚନ ଆସିଲେ ମୁଁ ବିଲକୁଲ କରିପାରିନଥାନ୍ତି କିନ୍ତୁ ଆପଣ ଯେମିତି ମାନେ ବତେଇଲେ ମାନେ କେମିତି କଣ କରିବାର ଅଛି ସେଇଟା ମାନେ ବହୁତ ହେଲ୍ପ କଲା ମାନେ ଏମିତି ଡାଇନାମିକ କ୍ୱେଶ୍ଚନ ରେ ବି। ହୁଁ ନା ସେଇଟା ହିଁ ମୁଁ କହୁଥିଲି ଯେ ଯୋଉମାନେ ଆଟଲିଷ୍ଟ ଲେଖିବ ନା ଆଟଲିଷ୍ଟ ଆଇଡିଆସ ହେଇଯିବ ଏଣ୍ଡ ନିହାରିକା କହିଲେ ଆମେ ଧରି ହିଁ ପାରୁନି ଜାଣିପାରୁନି ଏମିତି କେମିତି ହବ ଏକ୍ସାମ୍ପଲ କେମିତି ହବ ଯୋଉ ଏଥିକ୍ସ ଇଜ ଭେରି ସିମ୍ପଲ ଯଦି ତମେ ତାକୁ ପ୍ରୋସେସକୁ ଇଜିଲି ଡିକୋଡ କରୁଛ ବା ଧରି ପାରୁଛ ପିଲା ଡରି ବି ଗଲେ ଯେ ଏଥିକ୍ସ ହବ ହିଁ ନାହିଁ ଏଣ୍ଡ ମୁଁ ସେଇଟା ଆଗରୁ ବି କହୁଥିଲି ଯେ ନିହାରିକା କୋଶ୍ଚିନ୍ ଆସିବ ଆସିଲେ ବି ଏମିତି ହ୍ୟାଣ୍ଡେଲ ହବ ସିମ୍ପଲ ୱେରେ ଯୋଉଟା ଆମେ ଶିଖୁଥିଲେ ଟାଇମ ଭିତରେ ଏକ୍ସାମ୍ପଲ କେମିତି ଜେନେରେଟ କରିବା ଭଲ ଭଲ ହେଡିଙ୍ଗ କେମିତି ଜେନେରେଟ କରିବା ରାଇଟ ସେ ପ୍ରୋସେସ ପାଇଁ ବି ନିହାରିକା ଇମ୍ପ୍ଲିମେଣ୍ଟ କରିଥିବ ଏକ୍ସାମରେ ତମେ। ୟେସ୍ ସାର୍। ହୁଁ ଆଉ ଇଭେନ୍ ତ ଲାଇକ୍ GS3 ଡିଫିକଲ୍ଟ ଲାଗୁଥିଲା ଅନ୍ୟମାନଙ୍କୁ ତମେ ଲାଇକ୍ ଏତେ କଷ୍ଟ ପେପରକୁ ଲାଇକ୍ ତମକୁ ଏଟଲିଷ୍ଟ ମୁଁ ଭାବିବି ଯେ ଏଟଲିଷ୍ଟ ଆମ ପିଲାମାନେ ତ ଏଟଲିଷ୍ଟ ତାକୁ ତ କଷ୍ଟ ଭାବିନଥିବା ଫ୍ରେମିଂ ଯୋଉ ଆମେ ପ୍ରିପେୟାର କରୁଥିଲେ ସେ ଏନର୍ଜି ବାଲା ହଉ ବା ତମର ସେ ରିନ୍ୟୁଏବଲ ଏନର୍ଜି ବାଲା ହଉ ସେ ଜିନିଷକୁ ତମେ କୋଉଠି ନା କୋଉଠି ଏକ୍ସାମ ହଲରେ ପୋର୍ଟ୍ରେଟ କରିଥିବ ମୁଁ ଭାବେ ସୋ ସୋ ଏକ୍ସପିରିଏନ୍ସ ତ ସେୟା ଜିନିଷ ଅପସନାଲ କେମିତି ନିହାରିକା ହୋମ ସାଇନ୍ସ ଥିଲା ବୋଧେ କେମିତି ଭଲ ଯାଇଛି? ୟେସ୍ ସାର୍ ହେଇଛି ମାନେ ମତେ ଲାଗିଲା ମାନେ ପୂର୍ବ ଥର ଡାଇରେକ୍ଟ କ୍ୱେଶ୍ଚନ ଥିଲା ମାନେ ପୁରା ସିଲାବସ ରୁ ପୁରା ଯେମିତି ଥାଏ ମାନେ ସେଇ ମାନେ ୱାର୍ଡସ ଗୁଡା ପୁରା ପଡିଥିଲା କିନ୍ତୁ ଏଥର ପୁରା ମାନେ ବୁଲେଇଥିଲା କ୍ୱେଶ୍ଚନ କିନ୍ତୁ ସେଇଆକୁ ହିଁ ଲେଖିବାର ଥିଲା ଖାଲି କ୍ୱେଶ୍ଚନ ଗୁଡା ବୁଲେଇଥିଲା ସେଇଟା ଟିକେ ଡିଫରେନ୍ସ ଲାଗିଲା ବୋଧେ ସବୁ ତ ଅପସନାଲ ର ସେମିତି ଥିଲା ନା କଣ ମାନେ ଟିକେ ପୂର୍ବ ଥର ମାନେ ଇଜି ଥିଲା ଏଥର ଟିକେ ଟଫ୍ ଥିଲା। ଓକେ ତ ସେଇ ଜିନିଷ କି ଗୋଟେ ହଁ ଭଲ ଡିରେକ୍ସ ହଁ ରାଜେଶ ହଁ ମୁଁ ତମ ପାଖାପାଖି ମୋର ଯୋଉ ଅପସନାଲ ଥିଲା ସେ ମାନେ ସେଇ ରୁମ ରେ ହୁଁ ଦେଖିବି ସେ ତ ବସିଛନ୍ତି ପିଲା ମାନେ ଚୁପଚାପ ହେଇକିନା 3-4ଟା କୋଶ୍ଚିନ୍ ପର୍ଯ୍ୟନ୍ତ ବସିଲେ ଖୋଜିଲେ ଇଏ କରିବା ମୁଁ କହିଲି କଣ ମୋର ସହିତ ଏମିତି ହଉଛି ନା ଏମାନଙ୍କ ସହିତ ଏମିତି ହଉଛି ତାପରେ ବାହାରକୁ ଆସିଲା ପରେ ଜଣା ପଡିଲା ଯେ ନାଇଁ ଏମାନଙ୍କର ମାନେ ପ୍ରାୟ ପିଲାଙ୍କ ମାନେ ଅଲମୋଷ୍ଟ ସମସ୍ତଙ୍କର ଏମିତି ଯାଇଛି ଡାଇନାମିକ ନେଇକିନା ମାନେ ଏମିତି ଲାଗୁଛି ଯେ ସେମାନେ ଗୋଟେ ନୂଆ ଫର୍ମାଟ ହିଁ ମାନେ ଆଡପ୍ଟ କରିଛନ୍ତି ନାଇଁ ନାଇଁ ଯେ ନାଇଁ ଯେମିତି ଏବେ ଏମାନଙ୍କୁ ସି ଗୋଟେ ସାର୍ଟ ଲେଭେଲ କୁ ପ୍ଲେଇଙ୍ଗ ଫିଲ୍ଡରେ ହଁ ହଁ ସି ସାର୍ଟ କୁ ଯେମିତି ନୂଆ ଆଣିଲେ ମେନ୍ସ ଆଗକୁ ସେମିତି ହିଁ ଯିବ ରାଇଟ ପ୍ୟାଟର୍ନ ଚେଞ୍ଜ ହେଇଛି ରାଇଟ ହଁ ଡାଇନାମିକ ଯେମିତି ରଞ୍ଜିତ କହୁଛନ୍ତି ଯେ ହଁ କମ୍ପ୍ଲିଟ ଡାଇନାମିକ ଆଡକୁ ଯାଉଛନ୍ତି। ରଞ୍ଜିତଙ୍କର କେମିତି କଣ ହେଇଛି ରଞ୍ଜିତ ସ୍କିପ୍ କରିଥିଲେ ଏ ବର୍ଷଟା ହଉ ଆଚ୍ଛା ହଁ ଶ୍ରୀଲକ୍ଷ୍ମୀ PSR ଅପସନାଲ ରଞ୍ଜିତ ଉଠେଇଲେ ତ ଲେଟ୍ସ ଗो ଫର ଶ୍ରୀଲକ୍ଷ୍ମୀ କେମିତି ଗଲା ଏକ୍ସାମ୍ସ ଆଗରୁ ଦେଇଥିଲ ଇଣ୍ଟରଭ୍ୟୁ ଯାଇଥିଲ 22 ରେ ସୋ ଏଥର ଆରଥର କଣ ସୋ ଲେଟ୍ସ କି ଦେଖ ଗୋଟେ ଜିନିଷ ସିଲେକ୍ସନ ଆସିବି ଗୋଟେ ଜିନିଷ ଥାଏ ଯେ ଆମେ କଣ କରୁନା ଏଇ ଯୋଉ ମେନ୍ସ ଏତେ ଭଲ କରିଦଉ ବା ଖାଇବା ତାପରେ କଣ ହୁଏ ନା ଟିକେ ଟ୍ରମାକୁ ପଳାଉ ଗୁଡା ଟାଇମରେ ଯେ
मतलब किसी गोटे पॉजिटिव नेगेटिव हेले सो से प्रोसेस रे श्रीलक्ष्मी 22 रे इंटरव्यू जाइथिले 23 रे कुछ ना किछि प्रॉब्लम्स हला अगेन 24 रे से बाउंस बैक करले सो मु कहबार मीनिंग हला जे जर्नीटा स्टॉप करबानी समस्त पई जोते दिन पर्यंत ओपीएससी मना करनी सेते दिन जाय एग्जाम दिया हो और सेते दिन पर्यंत लढिबा सेते दिन पर्यंत गोटे सीट नै खिचिबा एंड श्रीलक्ष्मी इज द एग्जांपल्स के अगेन से फाइट बैक करले 200 पोस्ट रे ऑल्दो से 22 रे इंटरव्यू जाइथिले एंड आई नो पर्सनली सो लेट्स श्रीलक्ष्मी कौन एक्सपीरियंस थिला ए वर्ष और ये प्रोसेस कौन सिखेला एटलीस्ट कौन लर्निंग नुआ करला एथर सर तो मुझे फास्ट मैं अनलर्न कली तापर लर्न कली काहे ना सर लास्ट टाइम माने 22 एग्जाम टाइम रे सर थिला एमती मु कंप्लीटली मॉक टेस्ट पे डिपेंडेंट थी ए जे मॉक टेस्ट 30 40 टा खंड थिला सेति को पढी पढी जाई थी सेति लिखली तो मु बस भाबे जे ए टेस्ट सेंटर था तो ऑलरेडी सर्विस पढी थांती आ मु जे एग्जाम देई रहंती तो सर जहाँ रहा तो एथे तो मु कंप्लीटली आपन को माने किछि नोट्स बनै नथि मु जाई बनैଥିଲି मु आवश्यक कथा हेतिली कि मु यूपीएससी कुछ आपन को नाते पढिबोनी तो तापठ से आपन को सब बेले मोबाइल पे पढथाय समस्त देखन कि तो मोबाइल रे काम पढछु मु सेही नोट्स ताकू 6 थर खाता लिखिबी मु ताठर बेयन किछि भी जाइनी गोटे वर्ड सिस्टम मु बेयन जाइनी खाली एति जो मेनली पढिछि गोटे दिटा खाली मु एक्स्ट्रा खाली करथिली कि बस कोटेशन मन रखिथिली 4-5 टा कोटेशन की करिवि आउ टिके टिके गोटे भलो भलो वर्ड सेमती देखिथिली किछि ता छडा मु बेयन ता छडा मु किछि भी ही देखिनै सेति की तुम भाबु सर जे मु यदि आर वर्ष माने कंटिन्यू करथांती मेंस भी बहुत भलो ही थांता जेटा मु एथक भूल करछि लास्ट टाइम सर प्रीलिम न हबार बड़ रीजन भी सेया थिला कि बहुत डिस्ट्रैक्ट हेतिली माने प्रीलिम सेंटर रे अब रिजल्ट सर देखि जेतबेले मो प्रीलिम मार्क था सर मात्र पॉइंट समथिंग की 1 मार्क 1 पॉइंट समथिंग मार्क से मुझे पछर अछि से भूलटा मु आथर करथिली कि मु सेंटर देखली कटक जोठी मो सब फ्रेंड माने एका संगे पढुथिले ताक संग गपे एग्जाम दा जाउथिली तो मु पुनी सर मो भूलटा को माने रेक्टिफाई करली एथर पुन भुवनेश्वर सेंटर देली चुपचाप से एग्जाम सेंटर जाए निजे लेखे वापस आसे मु कहा संगे भी एते माने कांटेक्ट ही रखि नथिली कि पचार नथली कि तम माने कोन अछि तम कोन होइछ तो टोटल से कट आउट होइथिली और सर मु देखि सर एटा मो पे बहुत काम देला ओकर लास्ट ईयर जो प्रीलिम हबा त रीजन ता सर मु हब सेया थिला तो एमती किछ ना जे क्वेश्चन आसतला कि मार्क्स भल नै और सेटा से बड़ प्रॉब्लम थिला कि मु बहुत माने इन्फ्लुएंस हे संग साथी गप सब भितरे तो सेथर को सर मु तो बहुत पे करछि सर ऑप्शनल यातला कि सर मो सब्जेक्ट ला भलो मते भल लागला पेपर कौन से ये पढ़ नथिला बट जते जानथिले कि पढ़ियो बोली जते बांग्लादेश पढ़िबो कि श्रीलंका पढ़िबो किछि करंट अफेयर्स थिला सब तो जाना थिला कि तो पढ़ियो फॉर जो इंडियन न्यूक्लियर पॉलिसी पढ़िबो कि सेथर गोटे से देला कि माने जे कोर को पढ़िनी जे कोर जानिनी से केबे पेपर लिखि परिबोनी माने खाली ऊपर ऊपर जो आगु जो पिला टॉपिक पढ़वे जाउथिले से माने पर केबे लिखि परिबेनी माने मो जीएस हो कि ऑप्शनल हो जब जे पिला प्रॉपर्ली पेपर टा को लाइन बाय लाइन न पढ़िछि ता भितरे प्रति ऑप्शन माने प्रत्येक जगह को ठीक से न बुझिछि ता पे पेपर दबा इम्पॉसिबल हे जिवो और जो माने भी सागुरु पढुतले एथिक्स की प्रीलिम माने पीआई को कर दे जा पळे आसीबो सेटा ही पॉसिबल हो पीआई माने एथिक्स भी मु होते सब ठरो माने गोटे गेम चेंजिंग और ऑप्शनल एथिक्स दिटा गेम चेंजिंग हबो कारण एथिरे जहार थ्योरी टिके भलो थिबो आ जे भलो लिखि पारुथिबो लास्ट पर सजे लिखि पारुथिबो सेटा सर और एथरो होप करू कि नहीं हबो मु जेंति भाबुनी सो हबो श्री न श्रीलक्ष्मी particularly ଗୋଟେ ମିନିଟ ହର ଶ୍ରୀଲକ୍ଷ୍ମୀ ଆକ୍ଚୁଆଲି ଲାଷ୍ଟ ଟାଇମ୍ସ ଯେମିତି କହୁଥିଲେ ଆମେ ଯୋଉ ସେସନ ନଉଥିଲେ ଟେଲିଗ୍ରାମରେ ସେ ୟୁଟ୍ୟୁବରେ ବହୁତ ଫଲୋ କରୁଥିଲେ ଅନଲାଇନଲି ଲାଇକ୍ ଏଗେନ୍ ମେନ୍ ସୋଲକୁ କନେକ୍ଟ କଲେ ସାର୍ ଏଥର ପାର୍ଟ ନେବି ମୁଁ ଲାଇକ୍ ବହୁତ ଜାଗାରେ ଆଗରୁ କରିଛି କିନ୍ତୁ ସାର୍ ଡିରେକ୍ସନଟା ମୋତେ ମେ ବି କିଛି ଅସୁବିଧା ଥିଲା ସୋ ଏଗେନ୍ ସେ ଫୋନ କଲା ପରେ ମୁଁ କହିଲି ଶ୍ରୀଲକ୍ଷ୍ମୀ ଲେଖା ଲେଖି ସାର୍ ଲାଷ୍ଟ ମାସ ଲେଖିନେବି ଆଉ ହେଇ ହିଁ ଯିବ କାହିଁକି ୱାନ୍ ପେଜର ବାଲା କନସେପ୍ଟ ମୁଁ ଭାବେ ଯେ ଓଡ଼ିଶାରେ ତ କେହି ଦଉ ହିଁ ନାହାନ୍ତି ଫାଷ୍ଟ କଥା କୋଉ ବି ମକ୍ ଟେଷ୍ଟର ଗୋଟେ ସିଲାବସ୍ ଡିକୋଡ୍ କରିକି ପଢଉନାହାନ୍ତି ୟୁପିଏସସି ଲେଭେଲରେ କେଉଁମାନେ କରୁଛନ୍ତି ଶ୍ରୀଲକ୍ଷ୍ମୀ ଆମେ କଥା ହଉ ଏଟଲିଷ୍ଟ ମିଡିଲ ଟାଇମରେ ଦେଖିବ ଯୋଉ ସିବିଏନ୍ସି सर आपण मते बारंबार मना कि यूपीएससी आदो फॉलो करनी निज मु दास्ती पढ मु सेति सर पढिछि आ किछि एक्स्ट्रा पढिनि ହଁ ସିଏ ବି ଯେତେବେଳେ ୟୁପିଏସସି କହିଲେ ସାର୍ ଏମିତି ଏମିତି ମାନେ ଭଲ ମୁଁ କହିଲି କିଛି ଭଲ କରନି ରାଣ୍ଡମଲି ଖାଲି ଏତିକି ଫଲୋ କର ସିଏ କହିଲେ ସିବିନ୍ ସାର୍ଙ୍କର ଗୋଟେ ଭଲ ଚାଲେ କିନ୍ତୁ କୁହନ୍ତି ସେ ତାଙ୍କ ପ୍ରୋସେସ ଅଲଗା ସୋ ୱାନ୍ ପେଜର କନସେପ୍ଟ କେହି ଦିଅନ୍ତି ହିଁ ନାହିଁ ଆଣ୍ଡ ସିଲାବସ୍ ବ୍ରେକିଂ ବାଲା ଜିନିଷ କେହି କରନ୍ତି ହିଁ ନାହିଁ ଆଣ୍ଡ ୱି ଡିଡ୍ ଇଟ୍ ଆମେ 2 ମାସ ଭିତରେ କରିଥିଲେ ଆଣ୍ଡ ତାକୁ ବେଟର ୱେରେ କରିଛନ୍ତି କ୍ୱାଲିଟି କଣ୍ଟେଣ୍ଟ ସହିତ ଏନରିଚମେଣ୍ଟ ବାଲା ଜିନିଷ ଯୋଉଠିକି ଯୋଉମାନେ ଲେଖୁଛନ୍ତି ନା ସେମାନଙ୍କୁ ଭିଜୁଆଲାଇଜ ହବ ଏକ୍ସାମ ହଲରେ
କିନ୍ତୁ ତମେ ଯଦି କହିବ ମୁଁ ଖୋଜିବି ଏକ୍ସାକ୍ଟ ୱାର୍ଡ ଇଭନ୍ ଅପସନାଲରେ ବି ତମକୁ ମିଳିବନି, ତମେ ଯେମିତି ଅପସନାଲ ପଢିକି ଗଲେ ବି। ଫର ଦ୍ୟାଟ ରିଜନ କି ଆଜିକାଲି ଓପିଏସସି କୁ ହଡେଲ କରିବାର ଅଛି ତ ତମକୁ ରାଇଟିଂ କରିବାକୁ ହିଁ ପଡିବ, ରାଇଟ୍? ତମକୁ ଯୋଉ ଭିଜୁଆଲ ଯୋଉ ହ୍ୟାଣ୍ଡ ରାଇଟିଂ ର ମୋଡ ସ୍ପିଡ ଏ ଉପରକୁ ଯିବାକୁ ପଡିବ। ସୋ ସେଥିପାଇଁ ସିଲେକ୍ସନ କଲେ ସାର୍ ମୁଁ ଆପଣଙ୍କୁ ଇନଡାଇରେକ୍ଟଲି ଫଲୋ କଲି ଏଥର ବ୍ଲାଇଣ୍ଡଲି, ଆରଥର ପ୍ରିଲିମ୍ ନହେଲା ପରେ ମୁଁ ଯୋଉ ଜିନିଷ ନିଜେ କରୁଥିଲି ଆପଣ ପୁରା କରେଇକି ଦେଇ ଦେଇଥିଲେ ସେ ଜିନିଷ, ତାପରେ ସେ ମେନ୍ସ କୁ ଆସିଥିଲେ ଏଗେନ୍ ସେ ଜିନିଷ ପୁରା ସେମ୍ ଜିନିଷ, ପ୍ରୋସେସ କୁ ଟ୍ରଷ୍ଟ କରିବା ଦରକାର। ଆମେ କଣ କରୁନା ମଲ୍ଟିପୁଲ ଜିନିଷକୁ ଖାଇବା ଚକ୍କରରେ ନିଜର ଭିଜୁଆଲାଇଜେସନ କମେଇ ଦଉ। ହଁ ଶ୍ରୀଲକ୍ଷ୍ମୀ କଣ କହୁଛ? ଆଉ ସାର୍ ମୁଁ ଗୋଟେ କଥା କହିବାକୁ ଚାହୁଁଥିଲି କି ମୁଁ ଆପଣଙ୍କୁ ଜାଣିଛି ସେବେଠାରୁ, ମାନେ ଯେବେ ଫାଷ୍ଟ ଟାଇମ୍ ଏକ୍ଜାମ ଦଉଥିଲି, ହଁ 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 ଫାଷ୍ଟ ତ ମୁଁ ଆପଣଙ୍କ ନାଁ ଜାଣିନଥିଲି, ଆପଣଙ୍କ ଗ୍ରୁପ ରେ ଥିଲି, ଆପଣଙ୍କ ନାଁ କି ଆପଣ କି ଜାଣିନଥିଲି। ତ ତାପରେ ନେକ୍ସଟ ଥିଲା ଆପଣ କହିଲେ ଓପିଏସସି ପାଇଁ ପୁଣି ଷ୍ଟାର୍ଟ କଲେ ପ୍ରିଲିମ୍ସ। ଆପଣ ଯୋଉ ପ୍ରୋସେସ ଥିଲେ ମୁଁ ସେଇ ପ୍ରୋସେସ ଯାଉଥିଲି, ବଟ୍ ମୋର ଟ୍ରଷ୍ଟ ସେତେବେଳେ ନଥିଲା। ବିକଜ ମୁଁ ଥରେ ଅଲରେଡି ଟ୍ରଷ୍ଟ କରିକି ମାନେ ମୋର ଅବସ୍ଥା ବହୁତ ଖରାପ ହେଇଯାଇଥିଲା। ତ ମୁଁ ଫାଷ୍ଟ ତାକୁ ଟେଷ୍ଟ କଲି କି ଆପଣ ଭଲ ପଢୁନାହାନ୍ତି, କାରଣ ମୁଁ ଆକ୍ଚୁଆଲି 3-4 ବର୍ଷ କୋଶ୍ଚିନ୍ ଧରିକି ପ୍ରିଲିମ୍ସ ର ପ୍ରପର ଦେଖିଥିଲି ଯେ କଣଟା ପରେ କଣ ଆସିବ, ଏମିତି କୋଶ୍ଚିନ୍ ପଡିଲା ତ କେମିତି କୋଶ୍ଚିନ୍ ଆସିବ। ତ ସେ ଆପଣ କହିଲେ କି ଏମିତି ଏମିତି ତ ଜାଣିଲେ ଯେ ନାଇଁ ମାନେ ମ୍ୟାଚ୍ କରୁଛି ଥିଙ୍କିଂ ପ୍ରୋସେସ। ତାପରେ ତ ମୁଁ ଗୋଟେ କ୍ଲାସ ଜିନିଷ କରିପାରେନି, କାରଣ 10ଟା ପରେ ମୁଁ ବାପା ଘରେ ଚଳି ଆସିଥାଏ, ଆଉ ଘରେ ପଢିବା ପସିବଲ ହୁଏନି। ବଟ୍ ସେ ଯୋଉ ଟାର୍ଗେଟ ଆପଣ ଦେଇଛନ୍ତି ସାର୍, ମୁଁ ଲାଗି ମୁଁ ସେମିତିକା ପିଲା ଯିଏକି ମାନେ କହିବ ପଢିବା ଅପେକ୍ଷା ମତେ ଟାର୍ଗେଟ ସେଟିଂ ପଢିବା ଆଉ ରିଭିଜନ କରିବା, ମୁଁ ଏଥିରେ ବେଶୀ ଭଲ କରିପାରେ। ତ ସେଥିପାଇଁ ମୋଷ୍ଟଲି ସାର୍ ମୋର ଯୋଉ ଥାଏ ନା, ମୁଁ ରିପ୍ଲାଏ ଦେଇନି କ୍ଲାସ ଏଇଥିପାଇଁ କି ମୋ ମାନେ ମୁଁ ଭାବିଛି ମୋ ପାଇଁ ରିଭିଜନ ଟା ମଲ୍ଟିପୁଲ ରିଭିଜନ ବେଶୀ ଫୋକସ କରେ। ବହୁତ ପିଲାଙ୍କ କଥା ଯେ କହିଦେଲି ତାଙ୍କ ମନେ ରହିଯାଏ, ମୋର କିନ୍ତୁ ସାର୍ ଓଲଟା, ମତେ ବାର ବାର ପଢିଲେ ହିଁ ମନେ ରୁହେ, କିଏ କହିଲେ ମୋର ମନେ ରୁହେନି। ତ ପ୍ରିଲିମ୍ ରେ ମୁଁ ଯୋଉ ପିଲାମାନେ ମୁଁ ବହୁତ ମାନେ ଟେଷ୍ଟ କରି ଆପଣଙ୍କୁ ଫଲୋ କରିଥିଲି। ମୁଁ ଜାଣିଛି ସେ ପିଲାମାନଙ୍କୁ ଅବାଗିଆ ଲାଗିପାରେ, ବଟ୍ ମୁଁ ଥରେ ଯେ ଆପଣ ଭୁଲ ରାସ୍ତାରେ ପଳେଇଥିବେ, ତାପରେ ଆଉ କାହାକୁ ଟ୍ରଷ୍ଟ କରିବା ପାଇଁ ବହୁତ ଟାଇମ ଲାଗିବ। ଏଇଟା ଆକ୍ଚୁଆଲି ତମ ସହିତ ନାହିଁ ଶ୍ରୀଲକ୍ଷ୍ମୀ, ବହୁତ ପିଲାଙ୍କ ସହିତ ସେମିତି ଆସୋସିଏଟ ହେଇଛନ୍ତି, ସମସ୍ତଙ୍କ ସେ ଜିନିଷ ହେଇଛି। ଓଭର ଦ ଟାଇମ ସେମାନେ କୋଉଠି ନା କୋଉଠି ଏ ପ୍ରୋବ୍ଲେମ ଫେସ୍ କରିକି ଆସିଛନ୍ତି। ସୋ ମାନେ ଟାଇମ ପଳାଏ, ମତଲବ ସି ଯୋଉ 22 ମସିହାରେ ତମେ ଆଜି ଗୋଟେ ତହସିଲଦାର ହେଇକି ବସିଥାନ୍ତ ସେ ବର୍ଷ ମେ ବି କିଛି ନା କିଛି ଯାହା ବି ହଉ, ବଟ୍ ଜିନିଷ ହେଲା ଯେ ସେଇ ଜିନିଷ ଲାଇକ ମାର୍କେଟ ବୋଲି ଶ୍ରୀଲକ୍ଷ୍ମୀ ଆସିବା ପୂର୍ବରୁ ମାର୍କେଟକୁ ଦେଖିକି ଆସିଛନ୍ତି ଏଠିକି ଆଉଥରେ, ମାର୍କେଟ ଚାଲିଛି କଣ କେମିତି କଣ ଓଭର ଦ ଟାଇମ ସେଇ ଜିନିଷ ଭିତରେ। And ଠିକ ଅଛି ଶ୍ରୀଲକ୍ଷ୍ମୀ, ଲେଟ୍ସ ହୋପ ସାର୍ ଫର ଦ ବେଷ୍ଟ। ହଁ ହର Yes, sir, yes, sir. ସାର୍ ସୋସିଓଲୋଜିର ସର୍ଟ ନୋଟ ଆପଣଙ୍କ ପାଖରେ ନାହିଁ? ନାଇଁ ସେ ବନେଇବାକୁ ପଡିବ ନିଜେ। ବନଉନାହାନ୍ତି କି ମୁଁ କାହିଁ ବନେଇବି ସାର୍। ସେଇଟା, ହର ମୁଁ କାହିଁ ବନେଇବି? ହଉ କଥା ହବା କହିଲେ ହର, ସେଟା ପରେ କଥା ହବା ହେଲା, ହଁ ଚାଲିଛି ଗୋଟେ ହଁ ଏଇଟା। ପରେ କଥା ହବା ସାର୍। ହଁ ଟିକେ ବନେଇକି ଟିକେ ବନେଇକି ଟିକେ ଦିଅନ୍ତୁ, ମୁଁ ଏଇ ବର୍ଷ ଯାହା ବି ହେଲେ ଟିକେ ମାନେ ବାହାରି ଯିବାର ଅଛି, ନହେଲେ ଭାରି ଅସୁବିଧା ହଉଛି। ହଉ କଥା ହବା। କଣ ହଉ ସାର୍, କହିଲି ଯେ ସାର୍ ଟିକେ ଦେବେ, ଆପଣଙ୍କ ପାଖରେ ଅଛି ଆଉ। ଆରେ ମୋ ପାଖରେ କୁଆଡେ ସୋସିଓଲୋଜି ଆସିବ? ଆଉ ସେ ମ୍ୟାଡାମ କହିଲେ ଏବେ ସି ପିଏସିଆର ଅପସନାଲ ନା ମ୍ୟାଡାମଙ୍କର। କୋଉ ମ୍ୟାଡାମ, ଏଠି କୋଉ ମ୍ୟାଡାମ ନୁହଁ, ସେ ଯୋଉଠି ମତେ ଯୋଉ ଜଏନ କରିନାହାନ୍ତି ସେ ମ୍ୟାଡାମ ଯୋଉ ମତେ ଅପସନାଲ। ମୋ ନାଁ କହିଲେ। ହଁ କହିଲେ ତାଙ୍କୁ ଟିକେ କୁହ, ସେ ସର୍ଟ ନୋଟ ତାଙ୍କ ପାଖରେ ଥବ। ହଉ ମୁଁ କଥା ହଉଛି ତମ ସହିତ, ଛାଡ। ସୋ କଥା ହବା ହର। ଏଇ କୁହ ରାଜ। ହଁ, ମୁଁ ସେଇ ଯୋଉ କଥାଟା କହିଲେ, ମୁଁ ଏଠି ଗୋଟେ ପଏଣ୍ଟ ଖାଲି ମୁଁ ସାର୍ କହିବି, ଏଇଟା ଆମେ ସମସ୍ତେ ଏଇଟା ଧ୍ୟାନ ରଖିବା, ଯୋଉମାନେ ବି ଅଛନ୍ତି ଶୁଣୁଛନ୍ତି। ଏକ୍ସାମ ମିନ୍ ହ୍ୱାଇଲ ଯେତେବେଳେ ଗୋଟେ ଯୋଉ ବ୍ରେକ୍ ଟା ହୁଏ, ଇରେସ୍ପେକ୍ଟିଭ ଅଫ ପ୍ରିଲିମ୍ ହଉ କି ମେନ୍ସ ହଉ, ସେଇ ଟାଇମରେ କେମିତି ଆଇସୋଲେସନରେ ରହିବେ, କାହା ସହିତ କିଛି କଥାବାର୍ତ୍ତା କରିବେନି। ହୁଁ ସେଟା ଯୋଉ କଥାବାର୍ତ୍ତା ରିଗାର୍ଡିଂ ଡିସ୍କସନ ହେଇଗଲା କି କଣ ହେଲା, ଯୋଉଠି ବି ମାହୋଲ ଥିବ ସେଠି କେହି ଛିଡା ହେବେନି, ମାନେ ସେ ସବୁ ଜିନିଷ କରିବେନି କେହି ବି। ଏଟା ଏକ୍ସପିରିଏନ୍ସ ମାନେ ଯୋଉ ନେକ୍ସଟ ଯୋଉ ପରଫରମାନ୍ସ ରହେ, ସେଟା ବହୁତ ଖରାପ କରିଦିଏ ସେଇ ଇଏରେ। ସେଥିରେ କହିଲେ ଗୁଡ ପଏଣ୍ଟ। ଇଭେନ ଆଉ ଶ୍ରୀଲକ୍ଷ୍ମୀ ସେ କଥା କହୁଥିଲେ, ଲାଇକ ଫ୍ରେଣ୍ଡସ ହୁଁ ଜୋନ ଭିତରେ ଆମେ ଏତେ ବୁଡି ଯାଉ, ସେ ଭିତରୁ ଟିକେ ଅଲଗା ରହିବାକୁ ପଡିବ, ନହେଲେ ଅସୁବିଧା। ହୁଁ ସେ ସିଲେକ୍ସନ ଗୋଟେ ବର୍ଷ ଠିକ ଖରାପ ଅଛି। ହେଇଯାଇଥିଲା। ଏଠି ଗୋଟେ ମାନେ କମ୍ପିଟିଟିଭ ଏକ୍ସାମ ଟା ନା, ତ ଯାହା ବି ହେଲେ କମ୍ପିଟିସନ ନିଜର କିଛିଟା ଗୋଟେ ମାନେ ରୁଲ୍ସ ଅଛି, ଅନସେଟ ରୁଲ୍ସ। କରେକ୍ଟ। ତାକୁ ଯିଏ ମାନିବ, ସିଏ ତାର ମାନେ ଫାଇଦା ଟା ନବ। କଣ କରିବା, ମାନେ ଯାହାର ଯୋଉଟା ଅଛି, ମାନେ ଯୋଉଟା ଯୋଉ ଫିଲ୍ଡ ଯୋଉଟା ନର୍ମସ ଅଛି, ତାକୁ ମାନିବାକୁ ପଡିବ। ମାନେ ଟିକେ ବାଇ ହାର୍ଟ, ମାନେ ଛାତିରେ ପଥର ରଖିନା, ମାନେ ଯୋଉ ବୁଝିପାରୁଛି ଏମିତିଆ କଥା।
ସେଇଟା ଆମେ ଧ୍ୟାନ ରଖିବା ଆମେ ସମସ୍ତେ। ଗୁଡ୍ ମୋର ପଏଣ୍ଟ। ପାଖରେ ଯେତେବେଳେ GS3 ଯେତେବେଳେ ହଉଥିଲା ସରିଲା ପରେ ସେ ମୋ ପାଖରେ ଆସିଲେ, ସେ ଭାଇ ଜଣେ ମୋର ସାଙ୍ଗରେ ଇଣ୍ଟରଭ୍ୟୁ ଯାଇଥିଲେ। ସିଏ ଆସି ଛିଡା ହେଲେ, ମୁଁ ମୋର ପଢୁଛି ମାନେ 4 ପାଇଁ। ସେ ଆସି କଥା ହଉଛନ୍ତି, ମୋର 5 ବର୍ଷର ପ୍ରିଲିମିନାରୀ ଟୋଟାଲ ମାନେ 5 ବର୍ଷର କ୍ୟାରିୟରରେ କେବେ ବି ଏମିତି ମାନେ ଇଏ ପଡିନି। ଇଏ ହେଇଗଲା, ସେମିତି ହେଇଗଲା, ସେମିତି ହେଇଗଲା। କିଛି କହୁନଥାଏ, ଚୁପଚାପ ଶୁଣୁଥାଏ, ଏପଟେ ଖାଲି ଧ୍ୟାନ ଦଉଥାଏ। ତ ତାପରେ ସେ ଶୁଣିଲେ, ମୁଁ ଦେଖିକିନା ସେ ମାନେ ମୁଁ ଯାକୁ ରେକଗ୍ନାଇଜ କଲିନି, ଏତେ ସେ ପଳେଇଲେ ଛାଡିକିନା। ତ ଏସବୁ ଜିନିଷ ଟିକେ ଧ୍ୟାନ ରଖିବେ ସମସ୍ତେ ଆଉ। ସମସ୍ତେ ଧ୍ୟାନ ରଖିବା ଏସବୁ ଜିନିଷ, ଯାହା ବି ହଉ, ପ୍ରିଲିମ୍ ହଉ କି ମେନ୍ସ ବି ହଉ। ଏକ୍ସିଲେଣ୍ଟ ଜିନିଷ ଯେ ସେଇଟା ହିଁ ଗୋଟେ ଜିନିଷ ଯେ ଆମକୁ ସେଇଠି ଆଇସୋଲେଟ୍ ହେବାକୁ ହିଁ ପଡିବ, ନହେଲେ ଅସୁବିଧା ହେଇଯିବ। ଏଣ୍ଡ ଦେଖାଯାଉ କଣ ହଉଛି। ସୋ ଲେଟ୍ସ ଶୁଭଶ୍ରୀ ଏଣ୍ଡ ସ୍ୱରୂପା। ହ୍ୟାଲୋ ସାର୍, ନମସ୍କାର ସାର୍। ସ୍ୱରୂପା, ହଁ। ସାର୍ ମୁଁ ତ କହିବାକୁ ଗଲେ ସାର୍, ଏଠି ଯେତେ ବି ଅଛନ୍ତି ସମସ୍ତଙ୍କଠୁ ମାନେ ପରେ ଆସିଛି ବ୍ୟାକ୍ ବେଞ୍ଚର୍ସ କହିବାକୁ ଗଲେ ହେବ ସାର୍। ମୁଁ ପୁରା ବହୁତ ଲେଟ୍ରେ ସାର୍ ଷ୍ଟାର୍ଟ କରୁଛି, ଆପଣ ଜାଣିଥିବେ। ସାର୍ ସବୁ ପେପର ଓଭରଅଲ୍ ଠିକ୍ ସାର୍। ଏଥିକ୍ସ ସାର୍ ବେଶୀ ସାର୍ ଖରାପ ଲାଗୁଛି କି ମୁଁ କେସ୍ ଷ୍ଟଡିକୁ ଆଟେଣ୍ଡ କରିପାରିଲିନି ଟାଇମ୍ ସମସ୍ତଙ୍କ ସାମ୍ନାରେ ସାର୍। ସେଇଟା ମୁଁ ମାନେ କହୁଛି କି ବଟ୍ ଅପସନାଲ୍ ସାର୍, ଆପଣ ଯେମିତି ସେଦିନ କାନ୍ଦୁଥିଲି କହିଲେ କି ଯାହା ହେଇଛି ହେଇଛି, ଆମ ପାଖରେ ଆହୁରି ଅଛି ମାର୍କ, ତ ଅପସନାଲ୍କୁ ବେଟର୍ କର। ଲାଷ୍ଟ ଥର ସାର୍ ଡାଇନାମିକ୍ ମୁଁ ତ ହୋମ୍ ସାଇନ୍ସ ଚେଞ୍ଜ ମାନେ ପ୍ରିଭିୟସ୍ ରୁ ଚେଞ୍ଜ କରିଛି। ପ୍ରିଭିୟସ୍ କ୍ୱେଶ୍ଚନ୍ କେମିତି ଥିଲା ମୁଁ ଜାଣିନି, ଡାଇନାମିକ୍ ହେଇଥିବ ସବୁ କ୍ୱେଶ୍ଚନ୍ ତ ସାର୍ GS 1 2 3 ସବୁ ଡାଇନାମିକ୍ ଥିଲା। ତ ମୁଁ ଲେଖିଛି ସାର୍, ମୋତେ ସାଟିସ୍ଫାଏ ଲାଗୁଛି। କଣ ହେବ ମୁଁ ଜାଣିନି, ମୋତେ ସାଟିସ୍ଫାଏ ସାର୍ ଲାଗୁଛି। ବାସ୍ ଖାଲି ସାର୍ ସେଇଟା ସେ ଫ୍ରେମିଂ ସାର୍ GS3 ର ଯାର୍ ସେ ମନି ଭୁଲଟା ତ ଭାବୁଛି ସମସ୍ତେ ସେ ଫ୍ରେମିଂରେ ହିଁ ମାନେ ଗଳି ଯାଇଛନ୍ତି। ସେଇ ଫ୍ରେମିଂ ସାର୍ ଆପଣଙ୍କର ସେ ଫ୍ରେମିଂରେ ହିଁ ସମସ୍ତେ ମ୍ୟାକ୍ସିମମ୍ ସାର୍, ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ସେଇ ଫ୍ରେମିଂ ହିଁ ସାର୍ ଲେଖିଛନ୍ତି। ଆଉ କଣ ସାର୍, ଯାହା ହବ ଦେଖାଯିବ ସାର୍। ନାଇଁ ଏଗେନ୍ ସ୍ୱରୂପାଙ୍କ କଥା କହୁଛି, ଲାଇକ୍ 22 ମସିହାରେ ସେ କନେକ୍ସନରେ ଯେତେବେଳେ ଥିଲେ, କହିଲେ ସାର୍ ଓଭର ଦ ଟାଇମ୍ ଲାଷ୍ଟ କଣ୍ଟିନ୍ୟୁଅସଲି ଆଗରୁ ବି ଏକ୍ଜାମ ଦେଇଛି, କେବେ ହଉନି ସାର୍, ଯେବେ ଗୋଟେ ସୁଯୋଗ ମିଳୁ। 22 ରେ ସୁଯୋଗ ବି ମିଳିଲା, ସେ ବହୁତ ଆଉ ଗୋଟେ ସାର୍ କଥା କହିବି ସାର୍, ପ୍ରିଲିମ୍ ସାର୍ ମୁଁ ମାନେ ଯଦି ପ୍ରିଲିମ୍ରେ ସାର୍ ଭଗବାନ ସାର୍ କହିବେ ସାର୍, ଆପଣଙ୍କୁ ମାନେ ସମସ୍ତଙ୍କୁ ଏଇଟା ବି ସାର୍ କହୁଛି, ଆଗରୁ ମୋ ସାର୍ ପ୍ରିଲିମ୍ ହଉନଥିଲା ସାର୍। ପାଠ ପଢିବାକୁ ହୁଏ ନଥିଲା ମୋର, ଆଉ ସେଥିପାଇଁ ସାର୍ ଅନ୍ଧ ଭାବରେ ଆପଣଙ୍କୁ ବିଶ୍ୱାସ କଲି। ଆପଣ ଭାବନ୍ତୁ, ସମସ୍ତେ ଗୋଟେ ମାସ ପୁରା ଆଗକୁ ଗଲା ପରେ ମୁଁ ତାପରେ ସ୍କୁଲରୁ ଛୁଟି ନେଲି। ଆଉ ମାନେ ମକ୍ ଟେଷ୍ଟ ଏମିତି ନାହିଁ ସାର୍, ମୁଁ କ୍ଲାସ୍ ସବୁ ଟିକେ ଟିକେ ଶୁଣିଛି। ଆଉ ସେ ଫ୍ରେମିଂକୁ ସାର୍ ଆପଣ ଯୋଉ କ୍ଲାସରେ ଦେଇଥିଲେ ମାନେ ରେକର୍ଡିଂସରୁ, ସେ ଫ୍ରେମିଂକୁ ସାର୍ ମାଇଣ୍ଡରେ ରଖି ସେଇଟା ହିଁ ସାର୍ ଫଲୋ କରିଛି ବାସ୍। ଆଉ କିଛି ବି ଆଉ 1 ପେଜର ମୁଁ ସେ ନୋଟ୍ ଟିକେ 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 ସାର୍ ମାନେ ଲେଖୁଥିଲି। ସେଇଟା ସାର୍ ଭାବ ଏତେ କମ ପୋଷ୍ଟରେ ସ୍ୱରୂପ ଏଗେନ୍ ଫାଇଟ୍ ବ୍ୟାକ୍ କରିକି ଆସିଲେ, ରିଜନ କଣ? ସିଏ କିଛି ଟେଷ୍ଟ ନାହିଁ, କିଛି ନାହିଁ। ଆଗରୁ ବି ଓଭର ଦ ଟାଇମ୍ସ ଫିଲ୍ମ ହଉ ବି ନଥିଲା। ଇଭେନ୍ ଯେବେ 22 ରେ ହେଲା, 23 ରେ ହେଲା ବି ନାହିଁ। ଏଗେନ୍ ଆଉଥରେ ହେଲାନି, ସେ କହିଲେ ସାର୍ ହେଲାନି, ଏମିତି ସେମିତି ଆଉଥରେ। ମୁଁ କହିଲି ଏଗେନ୍ ଆଉଥରେ ସେ ଫାଇଟ୍ ବ୍ୟାକ୍ କଲେ, 200 ପୋଷ୍ଟରେ ଲିଡ୍ କଲେ। ଲିଡ୍ କରିବା ଇମ୍ପୋର୍ଟାଣ୍ଟ ନାହିଁ, ମେନ୍ ହେଲା ଯେ ଯାହା ପଢିବା କମ୍ ପଢିବା, ବେଟର ୱେରେ ପଢିବା, ପ୍ରୋସେସକୁ ଷ୍ଟିକ୍ କଲେ ହେଇ ହିଁ ଯିବ। କିନ୍ତୁ ମେନ୍ ହେଲା ଯେ କୋଉଠି ନା କୋଉଠି ଏ ଜର୍ଣ୍ଣି ଭିତରେ ଯୋଉ ଡିରେକ୍ସନଟା ଗୋଟେ ଅଭାବ ଥାଏ। ଯେମିତି ଆମେ ଯଦି ୱିଥାଉଟ୍ ଫ୍ରେମିଂ ଆମେ ଯଦି ଏ ମଡେଲ ଯଦି କରିନଥାନ୍ତେ, ହୁଏତ ରାଇଟିଂ ଅଫ୍ GS3 4 ବହୁତ ଡିଫିକଲ୍ଟ ଥାନ୍ତା ଅନ୍ୟମାନଙ୍କ ପାଇଁ। ଇଭେନ୍ ଦୋ GS2 ବି ଗୁଡ଼ାଏ ଜାଗାରେ ତମେ ଫସିଥାନ୍ତ। ଆଇ ଥିଙ୍କ ଏଗ୍ରି ହେବେ ସହିତ ମୋ ସହିତ ପଏଣ୍ଟରେ ରାଜେଶ, ନିହାରିକା, ସ୍ୱରୂପ, ସ୍ୱାଧୀନ। ଟ୍ରୁ ଟ୍ରୁ ସାର୍, ଟ୍ରୁ। ୱିଥାଉଟ୍ ଏ ମଡେଲରେ ତମେ କାମ କରି ହିଁ ପାରିନଥାନ୍ତ ଏକ୍ସାମ ହଲରେ। କୌଣସି କ୍ୱେଶ୍ଚନ ସାର୍ ଆପଣ ଦେଖନ୍ତୁ, କୌଣସି କ୍ୱେଶ୍ଚନ ମାନେ କିଛି ବି ଏମିତି ମକ୍ ଟେଷ୍ଟରେ କି ଆମେ ପ୍ରିଫର କରିକି ଯାଇପାରିବାନି। ଜଷ୍ଟ ଆମର ନଲେଜ ଯାହା ବି ଏତେ ଦିନ ତ ପଢିଛ ସାର୍, ଆପଣଙ୍କର ଫ୍ରେମିଂ ସେଇଟା ହିଁ ସାର୍ ଏକ୍ଜାମରେ କାମ ଦଉଛି। ଯାହା ବି ଏତେ ଫ୍ରେମିଂ ଦିନ ଏଥର ଯୋଉ ମଡେଲ ଆମେ କରିଥିଲେ ଫ୍ରେମିଂ ମଡେଲ, ସେ ଫ୍ରେମିଂ ବିନା ତମେ କରିପାରିନଥାନ୍ତ। ଯେତେବେଳେ ଇଥାନଲ ବ୍ଲେଣ୍ଡିଂ ବାଲା କ୍ୱେଶ୍ଚିନ୍ ତମେ ଏନର୍ଜି ବାଲା ସିକ୍ୟୁରିଟି ମଡେଲରେ ପକାଅ, ଆନ୍ସର ହଉଥିଲା, ରାଇଟ୍? ଆମେ ସେ ମଡେଲରେ କରିଥିଲେ ଯେ କ୍ୱେଶ୍ଚିନ୍ସ ଆସିବ, ଭାଷା ବଦଳିବ, କିନ୍ତୁ ଫ୍ରେମ୍ ସେମ୍। ସେ ୱାର୍ଡିଂ ଚେଞ୍ଜ କରିବ, ଏକ୍ସାମ୍ପଲ ଚେଞ୍ଜ କରିବ। ଏଇ ତ ମଡେଲ ଶିଖିଥିଲା ଆମେ କରେକ୍ଟ ଆଜିର ଟାଇମରେ। ତ এইটা লেটস হোপ ফর দ্য বেস্ট। ସ୍ୱରୂପା ସେନ୍ ଶୁଭଶ୍ରୀ, କଣ ଥିଲା ଏକ୍ସପିରିଏନ୍ସ? ଆଜ୍ଞା ଓଭରାଲ ଆଜ୍ଞା ଏକ୍ସପିରିଏନ୍ସ ସାର୍। କଣ ଥିଲା? ଆଉ କଥା ତ ହେଇଛନ୍ତି, ଲେଟ୍ସ ଲାଷ୍ଟ ବାଲା ଯୋଉ मतलब 2 ମାସର ଷ୍ଟ୍ରଗଲ ପରେ ତମର ଓପିନିଅନ। ସାର୍ ସବୁତ ନୂଆ ସେମିତି ନିହାରିକା କହୁଥିଲେ, ଅଧା ତ ନୂଆ ହିଁ ଷ୍ଟାର୍ଟ କଲି ପୁରା। ଆଉ କେତେ ତାକୁ ଆଉ କେତେ ଗେଞ୍ଜିବି, ଆଉ ପେପର ହିଁ ସରିଗଲା। ତାପରେ ନୂଆ ଷ୍ଟାର୍ଟ କଲି ପୁରା, ମୁଁ ସବୁ ଫାଡି ଫୁଡି ଦିଅ, ଆଉ ନୂଆ ଲେଖିଦିଅ।
तापरे किंतु आपण से जो स्केलेटन डा सिखेलेनी कि किछि भी क्वेश्चन आसु तमे ए स्केलेटन जाई था तापरे ता ऊपरे खाली जहा जेमतिया क्वेश्चन पचारिबो सेमतिया केवल एग्जांपल दिया हबो माने पॉइंट को जस्टिफाई करा हबो सेही वे रे तो सेईटा गोटे बहुत भलो काम देथिला आ तापरे आपण गोटे थिंकिंग एबिलिटी बढ़ाइथिले जोथरे कि माने निजे गोटे डायग्राम फ्रेम करि परिबा गोटे हठात गोटे कमेंट रिपोर्ट को आनि कि सेठी थोई दे परिबा क्वेश्चन डिमांड अनुसार तो सेईटा जो ब्रेन टा सेटा एग्जाम हले काम करथला ସେଇଟା ଗୋଟେ ଭଲ କଥା ବାକି କ୍ୱେଶ୍ଚନ ଏଥର ଯେମିତି ଆସିଥିଲା ଏଥର ମୁଁ କରିକି ତ ଆସିଛି କିନ୍ତୁ କେଜାଣି କଣ ପାଇଁ ସାଟିସ୍ଫାକ୍ସନ ହିଁ ଆସୁନି ମେ ବି ଆପଣ ସେଦିନ ଯୋଉ କହୁଥିଲେ ପ୍ରିପାରେସନ ବୋଧେ ଭଲ ହେଇଯାଇଛି ସେଥିପାଇଁ ଆସୁନି କି ପ୍ରିପାରେସନ ସେମିତି କଣ ଏତେ ଏବଭ ଲେଭେଲ ପଳେଇଛି ତ ଶୁଭଶ୍ରୀ ସେଥିପାଇଁ ମିଟ୍ କରୁନି ଏକ୍ସପେକ୍ଟେସନ କୁ ସାର୍ ମତେ ସେଇଟା ଗୋଟେ ରହିଛି एंड शुभश्री गोटे जिनस लाइक आमे जो एसे कथा कहबा लाइक जो प्रॉब्लम्स मु तमर आइडेंटिफाई करैथिले जे दिस इज द बिगेस्ट इश्यूज आमे जो धरिथिले से फ्लोटा हाँ सर ସେଇ ଯୋଉ ଫ୍ଲୋ ଟା ମୁଁ କେବେ ବୁଝି ପାରେନି ମାନେ ମୁଁ ଏତେ ସାରା ଭିଡିଓ ବି ଦେଖିଛି ଏସେ ପାଇଁ ଆ ପାଖରୁ ତା ପାଖରୁ ପଚାରିଛି ବି ଯେ କଣ ମାନେ ଯୋଉ କୁହନ୍ତି ନା କନେକ୍ଟିଭିଟି ଫର୍ଷ୍ଟ ପାରାଗ୍ରାଫ ସେକେଣ୍ଡ ପାରାଗ୍ରାଫ କନେକ୍ଟିଭିଟି ମୁଁ ସେଟା ବୁଝି ପାରେନି କଣ କନେକ୍ଟିଭିଟି କେମିତି ଏକ୍ସାକ୍ଟଲି ସେ ଆପଣ ସେଇ ଯୋଉ ଗୋଟେ ଏସେ ଆପଣ ଦେଖିକି ଦେଲେ ତା ଦେଖି ସାରିଲା ପରେ ସେଇ ଯୋଉଟା ବହୁତ ସାରା କମେଣ୍ଟ ଆପଣ ଦେଇଥିଲେ ମୁଁ ତାକୁ ପୁରା ପୁରା ଲାଇନ ବାଇ ଲାଇନ ମୁଁ ପଢିଲି ଦେନ୍ ମୁଁ ଆଇଡେଣ୍ଟିଫାଇ କଲି କି ଆଚ୍ଛା ଏମିତି ସେଟା ଏକ୍ସାମ୍ପଲ ସହିତ ଥିଲା ନା ସେ ଯୋଉ ଭୁଲଟା କେମିତି ରେକ୍ଟିଫାଇ କରାହବ ସେଇଟା ଗୋଟେ ଆଇ ଓପନିଂ ଥିଲା କି ଯେ ଆଚ୍ଛା ଏମିତି ଲେଖା ହୁଏ ତାପରେ ସେଟା ସେଥିପାଇଁ ଏଥର ମତେ ଟିକେ ମାନେ ଯେତେ ସବୁ ଭିତରେ ମତେ ସେଟା ବହୁତ ମାନେ ଭଲ ଲାଗିଛି ମାନେ ବଢିଆ ଲାଗିଛି ओवर द टाइम जो माने ରେଜଲ୍ଟ ଯାହା ବି ହଉ हां 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 शुभश्री ହଁ ସାର୍ ରେଜଲ୍ଟ ଯାହା ବି ହଉ କିନ୍ତୁ ସେ ଏସେଟା କିନ୍ତୁ ଏଥର ମୁଁ ବେଟର କରିଛି ମାନେ ଲାଷ୍ଟ ଇୟର ଯେତେ ସବୁ ଏଥର ଦେଇଛି ଏସେ ବେଟର କରିଛି नहीं सेम जिनस शुभश्री पाखे कंटेंट थिला गुरु लिखिछंती राइट गोटे जगह जिबा गोटे जगह को जाइबा सेठी एक्चुअली लिखिबा सो कोठी गोटे सैटिस्फैक्शन फील ही हो नतला एथर अगेन आसला पर आउ थरे जीरो रु नोट आरंभ कले सिंती निहारिका कहउतले राजेश कहउतले स्वाधीन कहउतले स्वरूप मतलब से जीरो रु नोट्स प्रिपेयर कले आ से नोट्स को नेकी अगेन से 2 मास भीतर पढिले रनिंग नोट करती संडे दिन टेस्ट लिखती टेस्ट पर अगेन फोन रे कथा दे सर ये कौन इंप्रूव करा जो कहले थिंकिंग एबिलिटी ना सो धीरे धीरे शुभश्री राइटिंग रे एते इंप्रूव हो गला कोटी डायग्राम पोर्ट्रेट करबा कोटी कमिटी आनी की पोस्ट करबा कोटी को हेडिंग नेकी किंती सजे देकी पळेबा द बेस्ट राइटिंग वन ऑफ द ग्रुप भीतर लाइक भाग्यश्री शुभश्री निहारिका राजेश लाइक बहुत लाइक जो धीरे ड्रास्टिकली इंप्रूव करछनी तमे तमर मॉक टेस्ट 1 को देखो आजिर राइटिंग को देखो एग्जाम हॉल रे देखो निजे फील करि पाथियो जे की वर्षे तोर खाता को देखो जोडी टेस्ट लिखुतलो से राइटिंग रे गोटे हेलेन हेवन डिफरेंस ही पाइथिबो जो स्किल्स हमें देखुतले करेक्ट ମୁଁ ମାନେ yes sir କାଲି ମୁଁ ସବୁ ଡିକ୍ଲଟରିଂ କରୁଥିଲି ମୋର ଯୋଉ ମାନେ ଷ୍ଟଡି ସେଲ୍ଫ ଯୋଉଟା हम्म 2 ବର୍ଷ ତଳର ପାଇଲି ମକ୍ ଟେଷ୍ଟ ର କିନ୍ତୁ ମାନେ ଯୋଉଥିରେ ମୁଁ ଲାଷ୍ଟ 2 ବର୍ଷ ତଳର ପାଇଲି ଲାଷ୍ଟ ଇୟର ରେ ପାଇଲି ସେଥିରେ ମୋର ପ୍ରିଲିମ୍ ହେଇନଥିଲା କିନ୍ତୁ ମେନ୍ସ ରେ ଟ୍ରାଏ କରୁଥିଲି ଲେଖିବାକୁ ସେ ବର୍ଷ ଗୋଟେ ପାଇଲି ତାପରେ ଯୋଉ ବର୍ଷ ହେଲା ସେଇ ବର୍ଷ ବି ଦେଖିଲି ମୁଁ ଲେଖିଛି ଅଧା ପେଜ ରେ ସେଇ ଯୋଉ 7 ମିନିଟ 10 ମିନିଟ ର ଯୋଉ ଗ୍ୟାପ ହୁଏ ସେଇ ପେଜ ର ଗୋଟେ ପେଜ ଲେଖେ ମୁଁ ସେଇ ଜିନିଷ ଏମଏସଏମଇ ର ଏଥର ଦେଖୁଛି ମୁଁ ନିଜେ ବି ଜାଣିପାରୁନି ଏତେ ସ୍ପିଡ କେମିତି ଲେଖୁଛି बस 7 पेज 30 पेज 35 पेजेस रे केते घंटा कंप्लीट हो जाए किंतु एबे एते माने माने कंटेंट आसीबा मझरे सुनला सहित कथा होतली प्राय हां काली कॉल करथिले से भी मते कहउतले हां तम कथा हां से कथा बोले एते केमती हला सेरा मु भी जानि परनी एते तापर 2 मास भीतर टाइम रे एते फास्ट जिबा ता भीतर केबे केते बेला कॉल आस जीवो जे तुम जॉइन करियो अछि एसी अछि तातला किछ करि होबनी मेन होइले तो एग्जाम माने प्रीलिम परे परे किछि सेलिब्रेशन किछि नाही कोडे सोशल लाइफ जेमित जीरो थिला सेम जीरो आ पछरे सेमती लागिथिले थैंक गॉड जे माने से इंसरा काम देला एठी ये कोन होबो राजेश एक्चुअली आमे जो प्रोसेस रे स्लो एंड स्टडी भितर जो कहना गोटे नॉर्मलाइज प्रोसेस रे गले ना जणा ही पड़िबो ना ऑटोमेटिकली हो जाए ओवर द टाइम तन्मिता मैम हिमाद्री मैम हेले कि लिप्सा मैम एमन को हमें ए जो प्रोसेस रे हम पके नहीं थिलो सो ओवर द टाइम 50 पेज में 3 घंटा रे लेखंती ए टारगेट जो माइंडसेट थिला से धीरे धीरे डेवलप करनल माने धीरे धीरे से जो माने भी लाइक इवन आमे मु कथा होतली लाइक तम सहित हो शुभश्री भाग्यश्री मान सहित कहो जे सर हाथ तो ऊपर रॉकेट भलिया चलुची खाली जो भी टॉपिक्स आसले थॉट आसुची तो लेखी हबो ए सेंस डेवलप हो सातला निहारिका भी जेमती कहउतले निहारिका भी कहउतले सर वर्ष तरह खाता देखुतलु लागुतला एबे फील होउची जे काहे कि हमर मेंस हो नथला राइट निहारिका ट्रू ट्रू सर yes sir ମୁଁ ଫାଳେ ପେଜ ମାନେ ମୋର ମାନେ ପ୍ରିଭିୟସ ନୋଟ୍ସ ମୁଁ ଯାହା ଦେଖୁଥିଲି ମାନେ ଗୋଟେ ଫାଳେ ପେଜ ମୁଁ ଲେଖିଛି ତ ତାକୁ କେମିତି ମୁଁ 4 ପେଜ ରେ ଲେଖିବି
ସେମିତି ମାନେ ସେଇଟା ପ୍ରୋବ୍ଲେମ ଥିଲା ମୋର। ନାଇଁ ସେମ୍ ଜିନିଷ ଆଉ ଇଭେନ୍ ଇଭେନ୍ ହଁ ରାଜେଶ ଗୋଟେ ମିନିଟ୍ ସୋ ଏଇଠି ସେମ୍ ଜିନିଷ କହୁଥିଲି ନିହାରିକା ବି କହୁଥିଲେ ସାର୍ ଆଗରୁ ବି ପଢୁଥିଲି ମଡେଲ ଆନ୍ସର ବଗେରା ସବୁଠି ପଢେ ଯୋଉଠି ଲେଖା ଲେଖି କରୁଥିଲି କିନ୍ତୁ ଏବେ ମୁଁ ବୁଝିପାରୁଛି ଯେ କ୍ଲାସ୍ ପରେ ସେ ଜାଣିପାରିଲେ ଯେ ଆକ୍ଚୁଆଲି ଜିନିଷଟା ଏତେ ଇଜି ଥିଲା କିନ୍ତୁ ଆମେ ବାଇ ହାର୍ଟ କରୁଥିଲୁ ଭୁଲରେ କରେକ୍ଟ ଏଇଟା ଗୋଟେ ଯୋଉ ମାଇଣ୍ଡ ସେଟ୍ ଥାଏ ନା ହଁ ନିହାରିକା ସୋ ସେଇ ଜିନିଷ ହିଁ ଆମେ କହୁଥିଲୁ ଯେ ଏଇ ଜିନିଷଟା ଓଭର ଦ ଟାଇମ୍ ରହିଛି ଆମେ ଭାବୁଛେ ଗୋଟେ କ୍ୱେଶ୍ଚିନ୍ ଆନ୍ସର ମଡେଲ ଆନ୍ସର ପଢିଲେ ହେଇଯାଏ ସେମିତି ବି ଲାଗେ ନିହାରିକା କହୁଥିଲେ ଆମେ ତ ପଢୁଛୁ ଭଲ ଲାଗୁଥିଲା କିନ୍ତୁ ଆଜି ଯେତେବେଳେ ମଝିରେ ଆମେ କଥା ହଉଥିଲେ ନିହାରିକା ଯୋଉ କହୁଥିଲେ ସାର୍ ପ୍ରେସିଡେଣ୍ଟର କି ଆମେ ଇଣ୍ଟରଷ୍ଟେଟର ସେ ଜିନିଷ ହିଁ ପଢୁଥିଲି କିନ୍ତୁ ଏଥର Yes, sir. ଜାଣିପାରିଲେ ଯେ ଲିଙ୍କେଜ ବାଲା ଜିନିଷଟା ଆଜ୍ଞା। ତ ସେଇଟା ହଁ ରାଜେଶ କୁହ କଣ କହୁଥିଲ ତାପରେ ଆଉ ଗୋଟେ ଜିନିଷ ମୁଁ କହିବି ଏଠି ଜିନିଷ ଯେ ପେନ୍ ଚେଞ୍ଜ କରିବାର ଯୋଉ ଡିସିଜନ ପେନ୍ ଚେଞ୍ଜ କରିବା ଡିସିଜନ ଆଉ ଏକ୍ସାମ ହଲରେ ଫର୍ମାଟର ଡିଫରେନ୍ସ ଫର୍ମାଟ ଚେଞ୍ଜ ଏକ୍ସିଲେଣ୍ଟ ଏକ୍ସିଲେଣ୍ଟ ଏଇଟା ପର୍ସନାଲି ବି ମୁଁ କନେକ୍ଟ କରିକି ରାଇଟିଂରେ ରାଜେଶ ଯୋଉଟା କରିଲା ମୁଁ ଯୋଉମାନେ ଲେଖୁଥିଲେ ଶୁଭଶ୍ରୀ ମାନେ ତ କୁହନ୍ତି ଲାଇକ୍ ପଏଣ୍ଟ ସେଭେନ ଏଇଟା ଚେଞ୍ଜ କରିବୁ ଏଇଟା ଚେଞ୍ଜ କରିବୁ ଏମିତିରେ ଆମେ ସେ ଲେଭେଲରେ ମାଇନ୍ୟୁଟ ଲେଭେଲରେ ବି କାମ କରିଥିଲେ ସେତେବେଳକୁ ବିଲକୁଲ ବିଲକୁଲ ଏସବୁ ଜିନିଷକୁ ମୁଁ କହିବି ଯେ କେବେ ବି କୋଉମାନେ ବି ଇଗ୍ନୋର କରନ୍ତୁନି ଯୋଉମାନେ ବି କଥା ଶୁଣୁଛନ୍ତି ଆପଣମାନଙ୍କର ଟାଇମର ଆଟେମ୍ପ୍ଟକୁ ସେଭ୍ କରିବାର ଏଟା ହଉଛି ମୋର ମାନେ ଗୋଟେ ଆଟେମ୍ପ୍ଟ ନିଜ ହ୍ୟାଲୋ ପେନ୍ ସାର୍। କୁ ଡିସାଇଡ୍ କରନ୍ତୁ ବିକଜ ସେ ପେନ୍ ର ଲାଷ୍ଟ ଟାଇମ ଯେତେବେଳେ ଲେଖୁଥିଲି ମତେ ବହୁତ ପ୍ରେସର ହଉଥିଲା ହାତ ପେନ୍ ହେଇଥିଲା ଗୋଟେ ଇଏ ପରେ କେମିତି ମୁଁ ଲେଖିଛି ମୁଁ ଜାଣିଛି କିନ୍ତୁ ଏଥର ଯେତେବେଳେ ପେନ୍ ଚେଞ୍ଜ କଲି ତ ସେଇ ଜିନିଷଟା ବହୁତ ଫାଷ୍ଟ ଚାଲିଲା ଇଭେନ ଗୋଟେ GS4 ପରେ ବି ଠିକ ଠାକ ଯେମିତି ଯାଇଛି ଅଦରୱାଇଜ ଲେଖି ହିଁ ନଥାନ୍ତା ସେ ଗୋଟେ ଜିନିଷ ଦେନ୍ ତାପରେ ଆଉ ଗୋଟେ ଜିନିଷ ହଉଛି ଫର୍ମାଟିଂ ଏକ୍ସାମ ହଲ ଗୋଟେ ଫର୍ମାଟଟା ଏଥର ବି ଚେଞ୍ଜ କଲି GS1 2 ରେ ଯେତେବେଳେ ଗଲା ଗୋଟେ କ୍ୱେଶ୍ଚିନ କି ଦିଟା କ୍ୱେଶ୍ଚିନ ଏମିତି ଟିକେ କମ୍ପ୍ରୋମାଇଜ ହେଲା କଣ୍ଟେଣ୍ଟରେ ମାନେ ସର୍ଟ କଣ୍ଟେଣ୍ଟ ଲେଖିବାକୁ ପଇଲା 3 4 ବେଳକୁ ସେ କଣ୍ଟେଣ୍ଟ ଫର୍ମାଟଟା ଚେଞ୍ଜ କଲେ ଆଗେ 20 ମାର୍କ ତାପରେ ଇନିशिয়াଲ ଯୋଉ 15 ମାର୍କ ରହିଲା ପାଞ୍ଚଟା ରୁ ଛଅଟା କ୍ୱେଶ୍ଚିନ ପୁରା ଫର୍ମାଟରେ ସାଇଜରେ ଲେଖିବା ଦେନ୍ ଦେନ୍ ନେକ୍ସଟ ଦିଟା କ୍ୱେଶ୍ଚିନ ଟିକେ କମ୍ପ୍ରୋମାଇଜ କରିବା ଆଉ ଦିଟା କ୍ୱେଶ୍ଚିନ ଟିକେ ହେଲେ ବି ଚଳିଯିବ ଗୋଟେ ଦିଟା ତ ଏଇଟା ସେଇ ଆମେ ୱେରେ ରାଜେଶ ଗଲେ ଆମେ ରାଇଟିଂ ଟାଇମରେ କହୁନଥିଲେ କି ଏଟଲିଷ୍ଟ ଫାଷ୍ଟ 3 4ଟା କ୍ୱେଶ୍ଚିନ୍ସ ପେପର ଲେଖିବା ଦେନ୍ ଆମେ 20 ମାର୍କକୁ ସୁଇଚ୍ କରିବା ଦେନ୍ ଆଉ ଥରେ ମିଡିଲକୁ ଆସିବା ଟିକେ ଫର୍ମାଟରେ ଟିକେ ସ୍ପିଡ୍ ଅପ୍ କରିବା ଫର୍ମାଟ ହଁ ଏଇ ସବୁ ସେଇ ନା ଫର୍ମାଟଟା ଡେଲି ଗଲେ ପୁରା ଏମିତି ହବ ହଁ ଏଗେନ୍ ଯୋଉ ରାଜେଶ କହିଲେ ସେ ଓଭର ଦ ଟାଇମ୍ସ ଆଗେ ଲାଷ୍ଟ ଟାଇମ ଭିତରେ ଲେଖୁଥିଲେ ଆଉ ଏଥର ଲେଖା ଭିତରେ ଏଥିପାଇଁ ଫରକ ଆସିଲା ନା କଣ୍ଟିନ୍ୟୁଅସ୍ ଷ୍ଟଡି ଯଦି ପ୍ରପର ୱେରେ କରୁଛ ଗୋଟେ ଅର୍ଗାନାଇଜ ପ୍ଲାନ୍ ଭିତରେ ଭିଜୁଆଲାଇଜ ହବ ୱିଥିନ୍ 2 months ଆମେ ସେଇଟା ଲର୍ନ କରିଥିଲେ କରେକ୍ଟ ସୋ ହ୍ୟାଲୋ ସାର୍। ଏବେ ସମସ୍ତେ ବି କହିବି ଯେ ସମସ୍ତେ ବି ଡିସାଇଡ କରନ୍ତୁ ଯେ ସେ ପେନ୍ ରେ ଗୋଟେ ଫିକ୍ସ କରନ୍ତୁ ଯେ କୋଉ ପେନ୍ ହଁ ଆମେ ହଁ ରଖିବୁ ଆଉ ୱାନ୍ସ ମୁଁ ସେଇଟା ଫିକ୍ସ ମୁଁ କରିଦେଲେ ମାନେ ଟେଷ୍ଟ ସବୁ ସେଇଥିରେ ହିଁ ଲେଖନ୍ତୁ ପ୍ରାକ୍ଟିସ ଆପଣ ଯୋଉଥିରେ କରିବେ ଟେଷ୍ଟ ଆପଣ ସେଇଥିରେ ଲେଖନ୍ତୁ ଯୋଉ ପେନ୍ ଆପଣ ମେନ୍ସରେ ହିଁ ଲେଖିବେ ହାତ ସେଟ୍ ହେଇଯିବା ଦରକାର ସେ ପେନ୍ ରେ ହଁ ସ୍ୱାଧୀନ କଣ କହୁଥିଲ ହଁ ସାର୍ ମୁଁ ସେଇ ରାଜେଶ ଭାଇଙ୍କ ସେଇ କଥାକୁ ଏଗ୍ରି କରୁଥିଲି କାହିଁକି ରାଜେଶ ଭାଇ ସେଦିନ ଯୋଉ କହିଲେ ପେନ୍ କଥା ସାର୍ ମୁଁ କଣ କଲି ମୁଁ ସେଇ ପେନ୍ କିଣିକି ଏକ୍ସାମରେ ଟ୍ରାଏ କଲି ଫାଷ୍ଟ କ୍ୱେଶ୍ଚିନ୍ ହିଁ ଲେଖିଲି ସାର୍ ମତେ 13 ମିନିଟ୍ ଲାଗିଗଲା ତାପରେ ମୁଁ ପେନ୍ ସାଇଡରେ ରଖିଦେଲି ମୁଁ ଯୋଉ ପେନରେ ଲେଖୁଥିଲି ସେ ପେନରେ ପୁଣି ସ୍ପିଡରେ ଲେଖିବା ଟ୍ରାଏ କଲି ତ ମୁଁ ଏଇ ଜିନିଷ କହୁଛି ରାଜେଶ ଭାଇ ଯୋଉ କଥା କହିଲେ ଠିକ କଥା ଯେ ଯୋଉ ପେନ୍ ଆପଣ ଷ୍ଟିକ୍ ଖାବାକୁ ଚାହୁଁଛନ୍ତି ନା ସାର୍ ସେଟା ପୂର୍ବରୁ କରିବାକୁ ପଡିବ ଏକ୍ସାମ ଟାଇମରେ କେବେ ଚେଞ୍ଜ କରିବା କଥା ନୁହଁ ବର୍ଷ କାହିଁକି ସାରା ଷ୍ଟିକ୍ ହବାକୁ ହଁ ପଡିବ ହଁ ସେ ହଁ ଗୋଟେ ପେନ୍ ରେ ବର୍ଷେ ସାରା ଆଉ ସାର୍ ଲାଷ୍ଟ ମୋମେଣ୍ଟରେ ଯଦି ଚେଞ୍ଜ କରିବେ ତାହେଲେ ହବନି କାହିଁକି ସାର୍ ମୋର କଣ ଥିଲା ମାନେ ମୋ ପେନ୍ ଟିକେ ପତଲା ଥିଲା ସେ ପେନ୍ ଅବଶ୍ୟ ଭଲ ଚାଲୁଥିଲା ରାଜେଶ ଭାଇ ଯୋଉ ପେନ୍ କହିଥିଲେ ସେ ଯୋଉ ଆଇବଲ ପେନ୍ ଟା ଭଲ ଚାଲେ କିନ୍ତୁ ତାର ହ୍ୟାଣ୍ଡଲିଂ ଟା ଟିକେ ମୋଟା ଥିଲା ମୁଁ ଆଗରୁ ପତଲା ଲେଖୁଥିଲି ତ ରାଇଟିଂ ସ୍ପିଡରେ ଅବଭିୟସଲି ସାର୍ ଇଫେକ୍ଟ କରିବ ତ ପୂର୍ବରୁ ପ୍ରାକ୍ଟିସ କରିଥିଲେ ସେଇଟା ପୁରା ସ୍ମୁଥ ରେ ଚାଲିଯିବ ତ ଯିଏ ବି ପ୍ରାକ୍ଟିସ କରୁଛନ୍ତି ଆଗରୁ ମାନେ ବହୁତ ପୂର୍ବରୁ ଯେବେ ମେନ୍ସ ର ରାଇଟିଂ ଷ୍ଟାର୍ଟ କରିବେ ମକ୍ ଟେଷ୍ଟ ଲେଖିବା ବି ଷ୍ଟାର୍ଟ କରିବେ ସେବେଠୁ ସେଇ ପେନ୍ ରେ ଲେଖିଲେ ଲାଷ୍ଟ ବେଳକୁ ହାତ ପୁରା ରକେଟ ପରି ଚାଲିବ ଲାଷ୍ଟ ଗୋଟେ ପେନ୍ ମୋମେଣ୍ଟରେ ଷ୍ଟିକ୍ ଚେଞ୍ଜ ହବ କରିବା କଥା ଲାଷ୍ଟ ମୋମେଣ୍ଟରେ କରିବନି ଯାହା କରିବ ଆଗରୁ ବର୍ଷ ସାରା ସେ ଗୋଟେ ଜିନିଷରେ ନବା ଏଇଟା ବହୁତ ମ୍ୟାଟର କରେ ଗୋଟେ ତମକୁ ପାଖାପାଖି 50 ମାର୍କକୁ ଲିଡ୍ କରିବ ଗୋଟେ ଜାଗାରେ ଏଇ ସବୁ ନା ଷ୍ଟ୍ରାଟେଜି ସବୁ ଟପର୍ସ ମାନେ ଲାଇନ ବାଇ ଲାଇନ କରନ୍ତି ଦେବବ୍ରତ ପ୍ରିୟବ୍ରତ ଏମାନେ ସବୁ ଲାଇନରେ କରନ୍ତି ଏଭ୍ରି ଟାଇମ ସେମାନେ ଲାଇକ୍ 90 rupees 70 rupees ବାଲା ଯୋଉ ଏମିତି V7 V5 ସେଇଠୁ ଇଣ୍ଟ୍ରୋଡ୍ୟୁସ ହେଇଥିଲା ଯୋଉଟାକି ତମେ ଓଭର ଦ ଟାଇମ କୋଉଠୁ ଶୁଣିଥିବ ଓଡିଶା ମାର୍କେଟରେ ସେଇଠୁ ଆରମ୍ଭ ହେଇଥିଲା ଆକ୍ଚୁଆଲି ମତଲବ କେହି କୁହନ୍ତିନି ପେନ୍ କଥା ବି ସୋ ଟ୍ରାଏ ଟୁ ହଁ ଏଭୋଏଡ୍ ଯୋଉ ବହୁତ ଅଣ୍ଡରରେଟେଡ କିନ୍ତୁ ଇମ୍ପାକ୍ଟଫୁଲ ବହୁତ ଇମ୍ପାକ୍ଟ ବହୁତ ଇମ୍ପାକ୍ଟଫୁଲ ଆଉ ଏଇ ଜିନିଷରେ ମୁଁ କହିବି ଯେ ଯୋଉମାନେ ବି ଫାଇନାନ୍ସିଆଲ କନଷ୍ଟ୍ରେଣ୍ଟ ଅଛି ବୁଝିପାରୁଛି ସମସ୍ତଙ୍କର ମାନେ ଇକ୍ୱାଲ ନାହିଁ କିନ୍ତୁ ଗୋଟେ ଜିନିଷ ହଉଛି ଇଟ୍ସ ୟୋର ମ୍ୟାଟର ଅଫ କ୍ୟାରିୟର କଥା ଏଇ ଜାଗାରେ କଞ୍ଜୁସି କରିବାଟା ଠିକ ନୁହେଁ କରନ୍ତୁନି ଟିକେ କମ୍ପ୍ରୋମାଇଜ କରିକିନା ଯଦି ହଉଛି ଗୋଟେ ଲାଇଫରେ ଗୋଟେ ଆଗକୁ ସେଟେଲ ହେଇଯିବ ଫିକ୍ସରେ କାରଣ ରେଜଲ୍ଟ ଆଉଟପୁଟ ଦବ
तो स्टिक रुहंतु आउ किछि भी चेंज करंतुनी कारण एग्जाम हॉल एक्सपेरिमेंट रो नुहे से डायरेक्ट आपण आउटपुट ही देबे कारण माइंड काम करिवनी से 3 घंटार स्पैन रे केमिति जीवो जणा ही पड़िवनी ए रे आ सेठी एक्सपेरिमेंट टोटल करिवेनी जोटा दैतबे सेटा ही स्टिक रखिबे किछि चेंज नहीं एगेन वन मोर थिंग्स इटी मु एडिशन करी पेन सहित एगेन बहुत जनकर माइंडसेट था जे आमे केवल आंसर पढ़ी देले हे जाय क्लासेस करबा दरकार नै क्लासेस न करि परंत अन्य जगह रे कि जहार पढ़ा पढ़ी से कथा न बट अंटिल नॉलेज खाली आमे मॉडल आंसर ऊपर डिपेंडेंट हे गले आपण केबे लर्न करि परिबेनी आमे ऑन रिकॉर्ड एंड ऑफ रिकॉर्ड एते जिंस आइडेंटिफाई करिसंती एंड बहुत जन मिस आउट भी करथिबे जदि ऑफ रिकॉर्ड बहुत गुडा सेशन हम शिखिथिला होपफुली से जगह ही एजी सेशन रे काम रे आछि तुमको राइटिंग रे कोट ना कोठी जो अननोन क्वेश्चंस को हैंडल करबा प्रेशराइज करबा कि तमे को टाइप रो गोटे मॉडल क्लिक करबा कोटे डायग्राम पोर्ट्रेट करबा राइट को फ्रेमिंग पके की जीवा एतिमे क्लासेस मिस करनी सो दैट कि तुमको ना विजुअलाइज होबनी एग्जाम हॉल रे एटलीस्ट खाली आमे जदि आंसर लिखियो ना लिखि पळेबो जानि ही पारिबोनी जे सेंस ता कोन कारण एथरे गुडा प्रिपेयर कोन मॉडल रे थिला को भी जगह रे तुम पोर्ट्रेट करो मॉडल रे थिला राइट आउ ए जिंसो ओवरऑल वाला सो भाग्यश्री ऑलवेज यू आर साइलेंट सो लेट्स की पर्सनली तो को एटलीस्ट तमरो ओपिनियन कोन थिला सर एटा तो 3 नंबर टाइम मीन्स आउ एटा मते टिके बेसी माने आपण तो जानिथिबे अलगा पिला प्रिपेयर करबा मो प्रिपेयर करबा टोटली डिफरेंट यस फ्रेंड्स मते मते खूब कम टाइम मिलथला मु गोटे की क्लास करिनी बाकी जा मॉक लिखि देछि जहाँ आपण देखिथिले सेति की रखिछि माने एग्जाम हॉल ले जते बेले लास्ट 5 मिनिट थाए मु चाहे कि टिके मु जहाँ लिखिछि मु टिके लास्ट टाइम पई ताको देखिनी किंतु सेति की भी पॉसिबल हो नथिला कारण गोटे क्वेश्चन रहि जाउथला ताको लिखबा को पडुथला आ मु एटा माइंड सेट करिथिली कि मु जहाँ भी हो रिजल्ट मो खाता मगेबी आ सार को टिके देखैबी कि एई लेवल मार्क दिया होउची ठीक होउची कि भूल होउची आ बाकी सर गोटे जिंस होउची कि मु एग्जाम टाइम रे जत्ते भी डिस्कशन हेची मु जॉइन होइना कारण मु जानि छी किछि पिलांकर माइंड सेट अछि से सर जहाँ लिखि थांतु ना काहे कि एटा होउची गोटे सब्जेक्टिव एग्जाम मते 5 मिलिबो ताकू 4 मिलिबो काहाकू कोन मिलिबो जणा नाही किंतु किछि पिला अछंती से अ क ब जहाँ पारिथिबे लिखिथिबे बाहरिबे कहबे हां हां आमे एटा कर देछु सेटा कर देछु किछि अलगा पिला थिबे जो माने एक्चुअली भलो पिला सेमानकर मोरालिटी एकदम फॉल हे जाय सेमाने भाबंती आमे बुधे लैक करूछु किंतु सर रिजल्ट माने समथिंग अलगा ओपीएससी रे जते बळे रिजल्ट पब्लिश हुए देखिबे से टाइप रो पिलांकर ना टोटल न थाए तो मु शुभश्री सह टच रे थिली सीए तांकर मोर कथा हो मु खाली तांको तमे काहे व्यस्त होछ तमे अपेक्षा कर देखिबो रिजल्ट समथिंग अलगा हेबो ये किए कहि देला बारे किछि नाही अरे आमे तो लेखुचंती खाता देखिबे आउ जणे खाता देखाटा समथिंग अलगा एधिरे किछि नाही मो मन बुझुची मु लेखि देली 60 पेज किछि डज नॉट मैटर करिवो 2 वर्ष होला लेखुछु ना किछि नाही खाता देखा हबो सेटा गोटे समथिंग अलगा प्रोसेस किंतु सर एईटा मु कहिबी कि एई थरो जो खाताडा मु मगेबी आपण को देबी आपण एई प्लेटफॉर्म रे देखेबे सर चाकरी हो कि न हो एबे भी तो दुई चाकरी ना मु जानि छी चाकरी बेटर हबो भलो वे हबो भाग्यश्री ऑलमोस्ट ऑलरेडी ओ मास इंटरव्यू जेचंती ओ डबल सी क्रैक करचंती सो मल्टीपल टाइम्स एटा मेन संकर विथ जॉब रे प्रिपेयर करबा अगेन एई थरो प्रोसेस रे से ड्रास्टिकली इंप्रूव्स करथिल राइट शुभश्री ले भाग्यश्री राजेश स्वाधीन मेनी पीपल्स एंड ड्रास्टिकली इंप्रूव्स सो भाग्यश्री एई थरो जो मॉडल थिला तफर राइटिंग कोन रियल एग्जाम्स रे कोन हेल्प करथिला एग्जैक्टली कोन नुआ लर्न करथिलो सेई जिंसटा सर कहबा को चाहूची एवरी क्वेश्चन ने मु जोटा लिखिची मु तो सर एबे कहले पिला बिलीव करिवेनी सेटा मु खाताटा मगेबी आपण देखै देबे प्लेटफॉर्म रे किंतु सर गोटे जिंस होउची कि एथरो अलगा लेवल लेखा हेची माने जोटा आपण सिखेइले माने मु सेटा जानि नथिली मेने ए जिंस लेखा हुए बोली कोन लेखुथिलु से पाठरे सर किछि दाम नथिला माने 2-3 मार्क हमको जे दोउथिले तांको थैंक यू से सेमिति टोटली सर लेखा जिबा कथा नुई जो 22 आ 23 जो 1000 पोस्ट जाईची सर सेदिने किछि नथिला मसला बोली किछि नाही मार्क काहे कि रहिबो कोन पई मींस क्लियर जे जिंस निहारिका भी कहउतले शुभश्री भी से कथा कहउतले सर एक राजेश भी कहउतले जे सर हमें लेखुतले एबे जणा पड़छ से किछि कंटेंट ही नथिला सेथरे
जो कंटेंट आम रेडीमेड भाभी दू एत सब पढ़ी एमती लिखिदे हुए सेमती एक्चुअली आज खाता पढ़ो तुमको से खाता पढ़ो विजुअलाइज हम राइट भाग्य से जो जिन तुम कहूल आम उभय टाइम कथा भी हो विषय ये राइटिंग और से राइटिंग ଆଉ भितर हेल एंड हेवन डिफरेंस भाग्यश्री एंड तमें तो लाइक मु कहबी मु तुम मान भितर राइटिंग मु पढ़ी पढ़ा जिन तुम लिख कि भाग्यश्री जो राइटिंग करती मॉक टेस्ट सॉल्यूशन देखाती से राइटिंग रो से वर्ड से एते बढ़िया रखिंट बोले आम समस्त ही गोटे अलग लेवल लिखती सी अलग लेवल राइटिंग अलग लेवल केस स्टडीज मैंने आम कौन तुम मैंने मोटू शिखुल सी जेहेतु आगर भी ओभर द टाइम कंटेंट थिला कि सी पिकआउट करके टाइम काढ़ी सी ताकू आज अपर लेवल को नहीं गोटे गोटे फेज अपर लेवल रे खेलुले जो पीआरआई सिस्टम नॉर्मल डायग्राम आम रखुले कि तार अपर लेवल मिनिस्ट्री ऑफ साइट डाटा आनिक रखिले एते बढ़िया सजाइले दैट्स टाइम टू टाइम ओवर द लाइक आम देखि परबा सो सेटा एटा ही लागे जे मुझे भाग्यश्री कहती सर सब लिखुची मीन्स होनी कहीं सो एथर मु कहूली देख तुम मे भी पढ़ाटा रंग थी आम के होनी रीजन थाए जे आम हूँ तो सी एप्रोच को डिकोड कर न ନିହାତି था ସାର୍ ନିହାତି ନିହାତି ଆମେ ଜାଣିନଥିଲୁ ଏଇ ମଡେଲଟା ଅଛି ଏଇ ମଡେଲରେ ଲେଖାଯିବ ବୋଲି ଆଉ ସାର୍ ମାନେ ଲେଖିଦବା ସେମିତି ଲେଖା ତ ଯିଏ ନାହିଁ ସିଏ ଲେଖିଦବ ସେଥିରେ ସାର୍ କିଛି ଦାମ ନାହିଁ ଗୋଟେ ଭଲ ପଏଣ୍ଟ ଲେଖିବା ଗୋଟେ ଆନ୍ସର ପଢିଲା ସାର୍ ଲାଷ୍ଟ ଟାଇମ କଥା କହୁଛି ଯୋଉ ଜିଓଗ୍ରାଫିର ମାଇନ୍ସ ର କ୍ୱେଶ୍ଚନ ମୋ ଖାତା ଅଛି ଯୋଉ 22 ମସିହା ଖାତା ସେ ଖାତା ଦେଖିଲେ ଗୋଟେ ପଞ୍ଚମ କ୍ଲାସ ପିଲା ବି ଆହୁରି ଭଲ ଲେଖୁଥିବ କିନ୍ତୁ ସାର୍ ଆଜିକା ଡେଟରେ ଯୋଉ ନୋଟଟା ସେଟା ଗୋଟେ ମାନେ ମିନିଷ୍ଟ୍ରି ଅଫ ମାଇନ୍ସ ର ସେ ରିପୋର୍ଟ ପଢିଲା ଭଳିଆ ଲାଗିବ ସେ ଖାତା ଦେଖିଲେ ସାର୍ ଚାକିରି ହଉ କି ନ ହଉ ଲାଇଫରେ କିଛି ଜାଣିଲି ଶିଖିଲି କିଛି ତ୍ୟାଗ କଲି ସେତିକି ବଡ ଜିନିଷ ଆଉ ସାର୍ କିଛି ଦରକାର ନାହିଁ ଚାକିରି ତ ଅଛି ଆଉ ଡର କଣ नहीं बहुत भल हम से जिन ओभर द टाइम कथा हो सर एबे समस्त कहते सर करूँ होनी 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 नहीं मे भी आम आगे लाकुना अच्छे ना आम भिजुआलाइज करूँ ये जो प्रोसेस मत शिखेबार थिला तुमको हाँ सर सरपा सर गोटे जिनिस सर बहुत चेंज ହେଇଛି सर जो क्वेश्चन आसला माने एग्जांपल देबा पे ऑटोमेटिक हाथ उठी जाउला सर मैं लास्ट ईयर कोन से एग्जांपल माने बहुत रेयर ऑफ द रेयरेस्ट एग्जांपल दउतली कि डायग्राम गोटे भी सर डायग्राम दउनथली सर एथरो माने डायग्राम और एग्जांपल ऑटोमेटिक सर हाथ उठी जाउतला कि देई जा नहीं सीटा ही लाइक इंक्लूडिंग एसे टू स्टार्ट करके एवरी जो जीएस रे ईच बीट रे खेलिबा ताकू कोठी डायग्राम पोर्ट्रेट करबा जो आमे लर्न करथले थ्रू आउट 1 वीक भितर आ से दिन तमे से वीक सारा पढ़ी कि संडे लिखिबा ताकू आउथरे गोटे मॉडल आंसर आसला पर आउथरे एडिशन करबा अगेन ता पर वीक रो स्लॉट आरंभ हो सो 2 मंथ्स रो जो जर्नी होपफुली जो जिंस आज लर्न करछ ना तमे स्कोर रे विजिबल करबो नन ऑफ द पेपर जदि तमे पेपर कंप्लीट करछो एते डिफिकल्ट पेपर आज भी मैं कहूची 140 35 तळको आसीबो ही नाही टेक इट माय वर्ड यदि ए पेपर 4 रे अदर मान को स्कोर एंड तम मान को स्कोर भितर तमे निजे कंपेयर करबो 135 प्लस ता तळको आसीबो ही नाही एटा देखो रिजल्ट आसिले वेट कर किंतु सेटा ही मते कहिबार थिला जे प्रोसेस सी एटी हो एटी गोटे जिंस कहितांती लेट शुभश्री कहबे शुभश्री कि भाग्यश्री भी कहि पारे प्रोसेस जिमती बाहर पिला को विजुअलाइज हुए जे कहते एटा बहुत डिफिकल्ट एते पढ़िया को पड़े एमती पढ़िया को पड़े रियली जिते आम करुले प्रोसेस भितर अन्य मैंने जानवे जो मैंने हूँ मिस आउट करते कि निहारिका हूँ राजेश भी कहे प्रोसेस रियली केते डिफिकल्ट थिला मेंस टा ସାର୍ ପ୍ରିଲିମ ଟା ଆକ୍ଚୁଆଲି ଡିଫିକଲ୍ଟ ମେନ୍ସ ଟା ବହୁତ ଇଜି ଏଇଥର ଲାଗିଲା ପ୍ରିଲିମ ଟା ବହୁତ ଡିଫିକଲ୍ଟ କାରଣ କୋଉଠୁ କୋଉ ସାଇଡ ରୁ ହିଁ କ୍ୱେଶ୍ଚନ ସେମାନେ ଉଠେଇକି ପକେଇ କିଛି ପ୍ରୋବ୍ଲେମ ନାହିଁ ବାସ୍ ଇଂଲିଶ ରେ କମାଣ୍ଡ ଥିବା ଦରକାର यस से शुभश्री से ସାର୍ जिंस ମୁଁ କହୁଛି हाँ शुभश्री ସାର୍ ମୁଁ କହିବି ସାର୍ ଏ ପ୍ରୋସେସ ନା ମେନ୍ସ ଟା ଅଛି ଯଦି ବହୁତ ସାରା ପଢିଦେଲେ ନା ଫେଲ ହେଇଯିବ ମୁଁ ଫେଲ ହେଇଛି ମୁଁ ବହୁତ ପଢିଛି ଆଉ ମୁଁ ଫେଲ ହେଇଛି ଆଉ କିନ୍ତୁ ଯେତେବେଳେ ଠିକ ୱେ ଜଣାଥିବ ବହୁତ ପଢିବା ଦରକାର ନାହିଁ ଗୋଟେ ଲେଖିବା ପ୍ରୋସେସ ଜାଣିଥିବାର ଅଛି ଆପଣ ଯୋଉ ସ୍କେଲିଟନ ଧରେଇ ଦେଇଥିଲେ ସେମିତି ସ୍କେଲିଟନ ଟା ବୁଝିବାର ଅଛି ମୋଟାମୋଟି ଗୋଟେ ବେସିକ ନଲେଜ ଥିବାର ଅଛି ଆଉ ଗୋଟେ ମାନେ ରେସିଡୁଆଲ ନଲେଜ ବହୁତ ଏତେ ବର୍ଷ ପ୍ରିପାରେସନ ଭିତରେ ଗୋଟେ ରେସିଡୁଆଲ ନଲେଜ କ୍ରିଏଟ ହେଇଯାଏ ନା ଅଟୋମେଟିକ ତ ସେତିକି ହେଲେ ହେଲା ଗୋଟେ ଠିକ ମେଣ୍ଟରସିପ ମିଳିଲେ ଜଣେ କରିପାରିବ ଆପଣ ପ୍ରୋସେସ ଟାକୁ ବହୁତ ସ୍ମୁଥ କରିଦେଇଥିଲେ ମୁଁ ଟୋଟାଲି ଶୁଏନି ମୁଁ ପାଠ ପଢେ କିନ୍ତୁ ଏଥର ମୁଁ ଠିକ ଠାକ ମାନେ ଯେମିତି ପଢିବା କଥା ଯୋଉଟା ଗୋଟେ ନର୍ମାଲ ହ୍ୟୁମାନ ବିଙ୍ଗ ପାଖେ ପଶିବୁ ସେଇ ଜିନିଷ ହିଁ କରିଛି सर हाँ मुझे कहबे हाँ हाँ श्रीलक्ष्मी सर मु तो फर्स्ट टाइम देखली कि हमें सब बड़े कंप्लेन करू कि ओडिसा लिटरेचर मटेरियल नहीं ओडिसा लिटरेचर मटेरियल नहीं कि मु तो फर्स्ट टाइम देखली कि ओडिसा हो कि माने इंडिया हो अपन पर सब जगह पॉइंट्स थिला
ମୁଁ ତ ଏତେ କେବେ ବି ମାନେ ଗୋଟେ ଥର ଲାଷ୍ଟ ଟାଇମ ମାନେ ଦେବା ଟାଇମ ରେ ହଉ କି ଲାଷ୍ଟ ଟାଇମ ଯେତେବେଳେ ମୁଁ ନିଜେ ନିଜେ ବସିକି ପଢୁଥିଲି ମୋ ପାଖରେ ଏତେ ସାରା ପଏଣ୍ଟ ଥିଲା ଲେଖିବା ପାଇଁ କି, କିନ୍ତୁ ଆପଣଙ୍କର ସବୁ ଟପିକ ସବ୍ ଟପିକ ସବୁ ପାଖରେ ଆପଣଙ୍କର ପଏଣ୍ଟ ଥିଲା। ତ ସେଇଟା ହିଁ ସାର୍ ହଉଛି ଏଇଟା ଗେମ୍ ଚେଞ୍ଜର। ତେବେ ତ କାହିଁକି କେବେ ବି ମୁଁ ଏତେ ପଏଣ୍ଟ କେବେ ବି କୋଉଠି ପାଇନି। ମୁଁ ତ ଫାର୍ଷ୍ଟ ଟାଇମ ଦେଖିଛି ଏତେ ପଏଣ୍ଟ ବି ହେଇପାରିବ। ନାଇଁ ସେଇଟା ପଏଣ୍ଟସ୍ ନାହିଁ, ଆକ୍ଚୁଆଲି ଏଇଟା ମାଇନ୍ୟୁଟ ଲେଭେଲରେ କାମ କରେ। ରାଜେଶ ଗୋଟେ କହୁଥିଲେ ବୋଧେ, ହଁ କିଛି କହିଦେ ରାଜେଶ। ହଁ ସାର୍ ମୁଁ କହୁଥିଲି ଯେ ମାଇଟ୍ ବି ଯୋଉ ଆମେ କମ୍ପିଟ୍ କରିବା ଓ ଏସଏସସି ଯୋଉ ଟ୍ରିପଲ ଏସସି ଯୋଉ ପିଲା ଆସୁଛନ୍ତି, ମାନେ ସେ ଯୋଉ ସେ ପିଲାଙ୍କ ସହିତ ତାଙ୍କ ପାଖରେ ପ୍ରିଲିମ୍ କ୍ୱାଲିଫାଏ କରିବା ପାଇଁ ଆଇକ୍ୟୁ ଲେଭେଲ ବହୁତ ତାଙ୍କର, କିନ୍ତୁ ମେନ୍ସ ରେ ହିଁ ଜଷ୍ଟିସ ମିଳେ ଏଠି ପିଲାଙ୍କୁ ଆମର। ତାଙ୍କ ସହିତ ମାନେ ଯେମିତି କାଲି କାଲି ନା ପରଦିନ ଜଣଙ୍କ ସହିତ କଥା ହଉଥିଲି, ସେ କହିଲେ ମୁଁ ତ ଏତେ ମ୍ୟାଥ୍ ଟୋଟାଲ କରି ହିଁ ପାରେନି, କଣ କରିବି ମୁଁ? ତାଙ୍କୁ ସେ କହିଲେ, ମୁଁ କହିଲି ତମେ CSAT ରେ ତମେ ଏମିତି ଗୋଟେ ଫର୍ମାଟ ଗୋଟେ ବନାଅ, ଯେମିତି ଆଗେ RC ରିଡିଂ କମ୍ପ୍ରିହେନସନ୍, ତାପରେ ରିଜନିଂ, ତାପରେ ମ୍ୟାଥ୍ କୁ ବାଲାନ୍ସ କରିବା ପାଇଁ ବାଛି ବାଛି କ୍ୱେଶ୍ଚିନ୍ କର, ତା ଦେହରେ କ୍ୱାଲିଫାଏ କରିକି ପଳାଅ। ତ ସିଏ ଗୋଟେ ଜିନିଷ ଏମିତି କରିବା, ଆଉ କାରଣ ତାଙ୍କୁ ତ ପାରି ହବନି ନା ସେଥିରେ ଇଏରେ, କାରଣ ସେମାନେ ଯେତେ ସ୍ପିଡ୍ ଆଉ ଆକ୍ୟୁରେସିରେ ସେମାନେ କରିବେ ଯୋଉ ପ୍ରୋବ୍ଲେମ୍ସ ଗୁରାକୁ, ମ୍ୟାଥମେଟିକ୍ସ ର ଇଏ ରହିଲା, ତ ଆମେ ସେମିତି କରିପାରିବାନି ନା। ଯୋଉମାନେ ସବୁ ମାନେ ଡେଡିକେଟେଡ୍, ଯୋଉମାନେ ଫିଲ୍ଡ ସର୍ଭିସେସ୍ ରେ ଅଛନ୍ତି, ଯୋଉମାନେ ତାଙ୍କର ଅବଜେକ୍ଟିଭ ଅଛି ଫିଲ୍ଡ ସର୍ଭିସେସ୍ ରେ, କିନ୍ତୁ ଜଷ୍ଟିସ୍ ଟା ମିଳିବ ମେନ୍ସ ରେ। ସେଠି ସେମିତି ଆଉ ମାନେ କାମ ହବନି, 9ଟା ପେପର ପୁରା ଗ୍ରିଲ ହବ, ପୁରା ସେଠି ପୁରା ସେଠି ମାନେ ପୁରା ସେଠି ଜଷ୍ଟିସ୍ ମିଳିବ, ଆଉ ଯେ ଦେଖିବା ଏଠି ମେଣ୍ଟାଲ ଲେଭେଲ ପରସିଭରାନ୍ସ କାହାର କେତେ ଆଉ। ନାଇଁ ଏବେ କିଏ ପ୍ରୋସେସ କେତେ ଆକ୍ଚୁଆଲି ଏବେ ଆଜିର ଟାଇମରେ ଆମେ ଭାବୁ ବହୁତ କିଛି ପଢିବା ଦରକାର, ବହୁତ ଦରକାର ନୁହଁ। ମେନ୍ସରେ ଲିମିଟେଡ୍ ଜିନିଷ, କିନ୍ତୁ ତମେ ବେଟର ୱେରେ ଶିଖିଥିବାର ଅଛି। ଆଗରୁ ହୁଁ, ଆମେ କଣ ବହୁତ ରେଣ୍ଡମଲି ପଢି ଦଉ, ରେଣ୍ଡମ ନୁହଁ, ଆକ୍ଚୁଆଲି ଗୋଟେ ଅର୍ଗାନାଇଜ ପ୍ରୋସେସ। ଆଉ ବିଲକୁଲ ତାଙ୍କୁ ସେମାନେ ଖୋଜୁଛନ୍ତି ଯେ ବୁକଲେଟ ସିଷ୍ଟମ ସେମାନେ ସେଇଥିପାଇଁ ଇଣ୍ଟ୍ରୋଡ୍ୟୁସ କଲେ। 3ଟା ପେଜ, ସେ 3ଟା ପେଜରେ ଆପଣ ଆମକୁ କ୍ୱାଲିଟେଟିଭ କଣ୍ଟେଣ୍ଟ ଦିଅନ୍ତୁ, ଏତେ ଜିନିଷ ଲେଖନ୍ତୁନି। ଆମକୁ ବାସ୍ ସେଇ ଜିନିଷ ଭିତରେ ଯେତିକି ଆମେ ଦେଇଛୁ, ତାରି ଭିତରେ ଆପଣ ଯାହା ଜାଣିଛନ୍ତି ସେଇତକ ଦିଅନ୍ତୁ ଆପଣ। ତ ଆପଣ କଣ ଦେବେ ସେଇ ଜିନିଷରେ ସେଇଥିରେ ଆସିବ ନା, କ୍ୱାଲିଟେଟିଭ କଣ୍ଟେଣ୍ଟ ଆସିବ ସେଇ ଜାଗାରେ। ତ ସମସ୍ତେ ସେଇଟା ଗୋଟେ ତ ଲେଖିପାରିବେନି ନା, ଆଉ ସେମାନେ ଖୋଜୁଛନ୍ତି ଗୋଟେ ଅର୍ଗାନାଇଜଡ, ଯେ ପିଲା ଯେତେ ଅର୍ଗାନାଇଜଡ ଥିବ ଆନ୍ସର, ତାର ମାନେ ମାନେ ଯୋଉ ବୁକଲେଟ ଟା, ମାନେ ତାର ଯୋଉ ଆନ୍ସର କପି ଟା ସେତେ ଅଧିକ ଆଟ୍ରାକ୍ଟ କରିବ ମାର୍କସ, ଯେତେ ସ୍କୋର, ଯେତିକି ପ୍ରୋସେସ ମୁଁ ଜାଣିଲି ସେଟା। ଯେ ନାଇଁ ସେମାନେ ନିହାତି ଖୋଜୁଛନ୍ତି ଯେ ସେଇଟା ତ ଅର୍ଗାନାଇଜ ରାଜେଶ, ମୁଁ ଆନ୍ସର। ସେଇଟା ମୁଁ ରାଜେଶ କହିଲିନି ଆରଥର ଯେତେବେଳେ ଆମେ ବିଫୋର ୟୋର ଇଣ୍ଟରଭ୍ୟୁ ରିଜଲ୍ଟ ପରେ ମୁଁ କଣ କହିଲି, ରାଜେଶ ରାଙ୍କ ମିଳିବ, କିନ୍ତୁ ଦେଖ GS ରେ ମାର୍କ ଉଠି ନଥିବ ଏଥର, କାହିଁକି ସେ ରାଇଟିଂ ଟା ମାର୍କ କାରଣ ମିଳିବନି। ମୁଁ ତ ବହୁତ ଲେଟ ରେ ସାର୍ ଆପଣଙ୍କ ସହିତ କନେକ୍ଟ କଲି, ମାନେ ପ୍ରିଲିମ ତ ଯେମିତି ହେଲା, ମାନେ ମେନ୍ସ ସବୁ ସରିଗଲା, ଯେତେବେଳେ ମେନ୍ସ ର ରେଜଲ୍ଟ ଯେତେବେଳେ ଆସିଲା, ମୁଁ ସେତେବେଳେ ଆପଣଙ୍କ ସହିତ କଣ୍ଟାକ୍ଟ କଲି। ଆପଣ କହିଲେ, ଆମେ ସବୁ କଥାବାର୍ତ୍ତା ହେଲେ, ଆପଣ ପଚାରିଲେ ଯେ କଣ ତମ ବ୍ୟାକଗ୍ରାଉଣ୍ଡ, ଆଉ କଣ କେମିତି ପ୍ରିପାରେସନ ଥିଲା ତମର, ସବୁ ସରିଲାଣି ସେତେବେଳେ। ମୁଁ ମାନେ ଆଉ କିଛି ନାହିଁ, ମାନେ ଘରେ ଏକେଲା ପଢିଲା ଭଳିଆ ନାଇଁ କାମ ସବୁ। ତମର ଖାତା ବି ମୁଁ ଦେଖିଥିଲି, ଭାଗ୍ୟଶ୍ରୀଙ୍କ ଖାତାକୁ। ଭାଗ୍ୟଶ୍ରୀ ମୁଁ ଡେ 1 ରୁ ଲାଇକ 22 ମସିହାରୁ ହିଁ କହିଥିଲି ଯେ ସେ ରାଇଟିଂ ରେ ଭାଗ୍ୟଶ୍ରୀ ପ୍ରୋସେସ ଅଟକେଇ ଦବ କୋଉଠି ନା କୋଉଠି। ସେବେ ଗୋଟେ ରାଉଣ୍ଡ କହିଥିଲି, ତାପରେ ଆଉ କନେକ୍ସନ ନଥିଲା, ଆଉ ଥରେ ସିଏ ଏବେ କନେକ୍ଟ କରିଥିଲେ ଏତେ ଲମ୍ବା ଜର୍ଣ୍ଣି ପରେ। ଆଉ ସେଇଦିନ ମୁଁ ଯେବେ ଖାତା ଦେଖିଥିଲି 2 ବର୍ଷ ତଳେ, ମୁଁ କହିଲି ଏ ରାଇଟିଂ ରେ ମାର୍କ ମିଳିବନି। ଖରାପ ଲାଗିଥିବ ଭାଗ୍ୟଶ୍ରୀଙ୍କୁ, ସାର୍ ଏମିତି କାହିଁ କହିଲେ, କିନ୍ତୁ ସେଟା ଆକ୍ଚୁଆଲି ନୁହଁ ସେ ରାଇଟିଂ। ସେ ଆଜି ଯୋଉଟା କହିଲେ ଯେ ଆଜି ସାର୍ ସବୁ ମାଇନିଂ ମିନେରାଲ ବାଲା ଆନ୍ସର ଟା, ସେଦିନ ଯୋଉଦିନ ଫାର୍ଷ୍ଟ ଦିନ ଦେଖିଲି, ମୁଁ କହିଲି ଭାଗ୍ୟଶ୍ରୀ ରାଇଟିଂ ମିଳିବନି। ସର୍ ଲାଉ କବେ କନେକ୍ଟ ହେଇନି ତାଙ୍କ ସହିତ, ଆଜି 2 ବର୍ଷ 3 ବର୍ଷ ପରେ କନେକ୍ଟ ହେଲା ପରେ ସେ କଥା ସେ ଆଜି କହିଲେ, ସାର୍ ଆଜି ଡ୍ରାଷ୍ଟିକାଲ ଚେଞ୍ଜେସ ଦେଖୁଛି ମୁଁ। ହଁ ସାର୍ ଯେତେବେଳେ ମାନେ ଆଜି ଯୋଉଟା 1 ମନ୍ଥ ଭିତରେ ମାନେ ୱର୍ଷ୍ଟ ଟାଇମ୍ ୱିଥ୍ ଜବ୍ ରେ ଆଜି ଯୋଉ ଜିନିଷଟା ହେଲା, ସେତେବେଳେ ଆକ୍ଚୁଆଲି ଜବ୍ ନଥିଲା, ଫୁଲ ଟାଇମ୍ ପ୍ରିପାରେସନ ଥିଲା, ଆହୁରି ଭଲ ହୋଇପାରିଥାନ୍ତା, କିନ୍ତୁ ବ୍ୟାଡ ଲକ୍ ଆଉ। ଯାହା ସାର୍ ହବାର ଥିଲା ହେଇଗଲା। ସେଇ କଥା ସେ ଜଣା ପଡିଯାଏ, ଯେମିତି ରାଜେଶ ବି କହିଲେ, ଯେମିତି ଯୋଉ ଏବେ ଆଜି ଯେତେବେଳେ ତମେ କମିଟି ରିପୋର୍ଟ ଡାଇଗ୍ରାମ ଫାଇଗ୍ରାମ କରିକି ଏତେ ଜିନିଷ ଧରି ପାରୁଛ, ରିଜନ ହେଲା ଯେ ଏଇ ସବୁ ରାଇଟିଂ ବହୁତ ରେୟରେଷ୍ଟ ଅଫ ଦ ରେୟରେଷ୍ଟ ପିଲା କରନ୍ତି ଏକ୍ସାମ ହଲରେ। ଓପିଏସସି ର ଖାତା ଉଠାଉ କରିପାରନ୍ତିନି, ସେଥିପାଇଁ ୱେଟ୍ କର କି ବେଟର କରିପାରିବ। ଏ ଜିନିଷ ଗୋଟେ ପ୍ରୋସେସ ସେ ୱେରେ ଗଲେ ତମେ ଭିଜୁଆଲାଇଜ ହବ। ପ୍ରିଲିମ୍ ଇଜ ଡିଫିକଲ୍ଟ, ମେନ୍ ଡବଲ ଡିଫିକଲ୍ଟ ନୁହଁ, ତମେ ଡିଫିକଲ୍ଟ ବନେଇ ଦେଇଛ। ଆମେ ଗଭର୍ନେନ୍ସ ପଢିଥିଲେ, ଗୋଟେ ମଡେଲ ପଢିଥିଲେ, ଗୋଟେ ଦିନ 2 ଘଣ୍ଟା, ଗୋଟେ କ୍ୱେଶ୍ଚନ ଏକ୍ସାମରେ ଆସିଥିଲା। ମତଲବ ସେମିତି ଅଧିକ କରିବାର ହିଁ ନଥିଲା ସେଇଠି। ଏନି କାଇଣ୍ଡ ଅଫ ଥିଙ୍ଗସ, ସୋ वी आर ଅଲୱେଜ କି ଆମେ ଶିଖିବାର ଅଛି। ୱାନ୍ସ ଶିଖିଦେଲ ନା, ଦ୍ୟାଟ ଇଜ ଡନ୍।
ଯେମିତି ଏବେ ଭାଗ୍ୟଶ୍ରୀ ସହିତ କଥା ହଉଥିଲେ ଯେ ସାର୍ ଆମେ ଯୋଉଟେ ଏନର୍ଜି ବାଲା ଗୋଟେ ମଡେଲ ବନେଇଥିଲେ କ୍ୱେଶ୍ଚିନ୍ ଆନ୍ସର ବନେଇଥିଲେ ରାଇଟ୍ ଇଥାନଲ ବ୍ଲେଣ୍ଡିଂ ବାଲା ପଡିଥିଲା ଡାଇରେକ୍ଟଲି ସେ ଫ୍ରେମ୍ ପକାଉ ଆନ୍ସର ହଉଥିଲା ସେଠି ରାଇଟ୍ ଏଭ୍ରି ମାଇନ୍ୟୁଟ୍ ଲେଭେଲର ଜିନିଷ ଉପରେ ଆମେ ସେଇଟା ହିଁ କରିଛନ୍ତି ଆଣ୍ଡ ଯେମିତି ଶ୍ରୀଲକ୍ଷ୍ମୀ କହିଲେ ଯେ ଯୋଉ ମାଇନ୍ୟୁଟ୍ରେ ଏକ୍ସାମ୍ପଲକୁ ଯୋଡ଼ିବା ଭାବିବା ଏ ଜିନିଷ କରନ୍ତିନି ଆଣ୍ଡ ସେତେବେଳକୁ ବି ଏ ଜିନିଷ ଯୋଉମାନେ କନେକ୍ସନରେ ରହୁଥିଲେ ସେମାନଙ୍କୁ ପର୍ସନାଲି ଜିନିଷ କହିଦିଏ ମତଲବ ଯେତେବେଳେ ଥାଆନ୍ତି ବଟ୍ ଠିକ୍ ଅଛି ଆଉ ଡିଲେ ହେଇଗଲା ବଟ୍ ଚଳିବ ଆଣ୍ଡ ହୋପଫୁଲି ଗୋଟେ ବେଟର ରିଜଲ୍ଟ ହଉ ଆଣ୍ଡ ହୋପଫୁଲି ଅନ୍ୟମାନେ ଯୋଉମାନେ ବି ପାର୍ଟ ଅଫ୍ ସେ ପୂଜା ଲେନ୍ ଓକେ ଭୁଲିଗଲି ସୋ ଲେଟ୍ସ ପୂଜା ଲେନ୍ ଏକ୍ସାମ୍ କେମିତି ଅବଭିୟସଲି ଯାହା ତ ହେଇଛି କିନ୍ତୁ ଏଥର ପୂଜା ଲେନ୍ ବେଟର ଅପସନାଲ୍ସ ବଗେରା ବେଟର କରିଛ ତ ଆଜ୍ଞା ଭାଇ ପ୍ରଣାମ। ପ୍ରଣାମ ଅପସନାଲ ପେପରଟା ଠିକ ଠାକ ଯାଇଛି ମାନେ କିଛି କ୍ୱେଶ୍ଚିନ୍ ସ୍କିପ୍ କରିନି ପୁରା କମ୍ପ୍ଲିଟ ଏକ୍ସାମରେ କିନ୍ତୁ ସୋ ପୂଜା ଲିନ୍ କଥା ଗୋଟେ କଣ୍ଟେଣ୍ଟ କେମିତି କହିଦେବି କଣ ଅଛି ସୋ ଏଟଲିଷ୍ଟ ଯେବେ ମୁଁ ତାଙ୍କୁ ମିଟ୍ କରେ ନର୍ମାଲ ଯେତେବେଳେ ସିଏ ବିଗ୍ନର ଥିଲେ ବିଗ୍ନର ଟାଇମରେ ସବୁବେଳେ ମିଟ୍ କରେ ମୁଁ ପୂଜା ଲିନ୍ ମେନ୍ସ ଟିକେ ଲେଖୁନ ଫିଲ୍ମ ହେଲା ନହେଲା ଠିକ୍ ଅଛି ତାଙ୍କ ଫିଲ୍ମଟା ହୁଏନି ଗୋଟେ ଥର ବୋଧେ ହେଇନି କି ଯାହା ବି ହେଇନି ମୁଁ କହିଲି ସେ ଟିକେ ଲେଖୁନ ମେନ୍ଟା ସେ ହଁ ହଁ କରିକି ରହିଯାଆନ୍ତି ମୁଁ କହିଲି ଦେଖ ଆଜି ଲେଖୁନ ଟାଇମ ଆସିବ ତମର ହେଇଯିବ ସେ ଲେଖିପାରିବନି ଆଉ ତାଙ୍କର ହେଲାନି ଆଉ ହେଲା ତ ହେଲା ଏ ବର୍ଷ ହେଲା 200 ପୋଷ୍ଟରେ ଏଗେନ୍ ସେ ବହୁତ ପ୍ୟାନିକ୍ ଯେ କଣ କରିବି କଣ ନାହିଁ କେମିତି ଲେଖିବି ମାସେ ଗଲାଣି ମୋ କ୍ଲାସ୍ ବି ଜଏନ୍ କରିଛନ୍ତି ହେଲେ ବି ସେ ଜାଣିପାରୁନାହାନ୍ତି କି ଚଲେ ଚିନ୍ତା କରିଥିଲି ଫୋନ୍ କରିଥିଲି କଣ ହେଇଥିଲା ପୂଜା ଲେନ୍ କୁହ ଆଜ୍ଞା ଭାଇ ଏ ଫାଷ୍ଟ ଆଟେମ୍ପ୍ଟ ଆମର ଏମିତି ହେଇଥିଲା କି ଭାଇ ମୁଁ ଯେମିତି କ୍ଲାସ କରୁଥିଲି ଅଫଲାଇନରେ ତ ମୁଁ ପ୍ରିପେୟାର ନଥିଲି ମାନେ ପ୍ରିଲିମ୍ସ ପାଇଁ ପ୍ରିପେୟାର ବି ନଥିଲି ତ ଜଷ୍ଟ ସେଇ ଏକ୍ସାମରେ ବସି ଯାଇଥିଲି ତ ସେଇ ଆଟେମ୍ପ୍ଟଟା ପ୍ରିଲିମ୍ସ ହେଇନଥିଲା କିନ୍ତୁ ଏଇ ଆଟେମ୍ପ୍ଟରେ ମୁଁ ଖାଲି ପ୍ରି ପାଇଁ ହିଁ ପଢୁଥିଲି ତ ପ୍ରିଲିମ୍ସଟା ହେଇଗଲା ତାପରେ ମେନ୍ସ ପାଇଁ ଆପଣଙ୍କ ଠାରୁ ନେଲି କିନ୍ତୁ ଆପଣ କୁହନ୍ତି କି ଖାଲି ତୁ ଯଦି କିଛି ନ ଜାଣିଛୁ ତାହେଲେ ଖାଲି ସେ ମଡେଲ ଆନ୍ସର ଗୁଡା ଦେଖିବେ ସେଇଟାକୁ ଖାଲି ବାର ବାର ଲେଖ କିନ୍ତୁ ମତେ ଲାଗେ ମଡେଲ ଆନ୍ସର କେମିତି ଲେଖିକି ମୁଁ ତ କିଛି ଜାଣିନି ମାନେ ସିକ୍ୟୁରିଟି କଣ ଯୋଉ ଡିଜାଷ୍ଟର ମ୍ୟାନେଜମେଣ୍ଟ କଣ ମୁଁ କେବେ କିଛି ପଢିନି ତ କେମିତି କଣ ଲେଖିବି ତାପରେ ମାସେ ନେଲା ପରେ ଆପଣ ମତେ କହିଲେ କି ତତେ ମୁଁ କହିଥିଲି ସେମିତି ପଢିବାକୁ ତ ତୁ ସେମିତି ହିଁ ପଢ ସେବେଠୁ ମୁଁ ଷ୍ଟାର୍ଟ କଲି ମାନେ ଟୋଟାଲ 2 ମାସ ହିଁ ପଢିଛି ଲାଷ୍ଟ ତାପରେ ସେମିତି ଲେଖୁ ପ୍ରାକ୍ଟିସ ହେଲା ଆଉ ମାନେ ହାତ ରହିନି ଏକ୍ସାମ ହଲରେ କେବେ ବାକି କଣ୍ଟେଣ୍ଟ ଫାଷ୍ଟ ଟାଇମ ଯେହେତୁ ଥିଲା କଣ୍ଟେଣ୍ଟ ମତେ ଲାଗୁଛି କମ୍ପ୍ରମାଇଜ ହେଇଛି କିନ୍ତୁ ସୋ ବେସିକାଲି ପୂଜା ଲେନ୍ ଲେଟ୍ରେ ଆଟେମ୍ପ୍ଟ ସବୁ ଅଣ୍ଡରଷ୍ଟାଣ୍ଡିଂ କଲେ କରିଦେଇଛି ହଁ ସିଏ ତମେ ଯୋଉଠି ବି ପଢ ଏଟଲିଷ୍ଟ ତମେ ଯୋଉ ପ୍ରୋସେସରେ ଯୋଉ କହୁନାହାନ୍ତି ତାପରେ କହିଲେ ଆରେ ଆରମ୍ଭ କାହିଁକି ହଉନି ଆମେ ଯୋଉ ମଡେଲ ଭାଙ୍ଗିଥିଲେ ସପ୍ତାହ ସାରା ବୁଝୁଥିଲେ ପଢୁଥିଲେ କରୁଥିଲେ ଲେଖୁଥିଲେ ଯଦି ଟାଇମ ହଉନି ଦେନ୍ ମୁଁ କହୁଥିଲି ଯେ ତମେ ଦେଖି ପ୍ରାକ୍ଟିସ ତ କର ସମସ୍ତଙ୍କୁ ମୁଁ କହିଛି ମଲ୍ଟିପୁଲ ଟାଇମ ଗ୍ରୁପରେ ମେସେଜ କରିଛି ଡୁ ରାଇଟିଂ ଟାଇମର ଦିଅ ଅନ୍ କର ଲେଖ ଆଣ୍ଡ ପୂଜା ଲେନ୍ କରୁ ମେନ୍ସ ଲେଖି ନେଲେ ସବୁ ପେପର କମ୍ପ୍ଲିଟ ବି ହେଲା ଇଭେନ୍ ମୁଁ ଯେତେବେଳେ ପଚାରିଲି ତମେ ଟେଷ୍ଟ ଲେଖୁନ ସୋ ସିଏ କହିଲେ ଯେ ଲେଖି ହିଁ ପାରୁନି ଘଣ୍ଟାଏ ଭିତରେ 5ଟା କ୍ୱେଶ୍ଚିନ୍ ଲେଖିବା ମୋ ପାଇଁ ପସିବଲ ହିଁ ହଉନି ରାଇଟ୍ ପୂଜା ଲେନ୍ ଏମିତି ବି କଣ୍ଡିସନ ଥିଲା ସୋ ଆଜ୍ଞା ଭାଇ ସେଇଠୁ ସିଏ ଇମ୍ପ୍ରୁଭ କରି ଆଜି ମେନ୍ସରେ ପେପର କମ୍ପ୍ଲିଟ୍ କରିଛନ୍ତି ସୋ ଦିସ୍ ଇଜ ଦ ଥିଙ୍ଗସ୍ କି ଆମେ ଏଇ ଟାଇମଟାକୁ ବି ୟୁଟିଲାଇଜ କରିବାନି ତୁଳସୀ ହେରିକା ବି ଲେଖୁଥିଲେ ରାଇଟ୍ ଅଲଦୋ ଆଗରୁ ମେନ୍ସ ଲେଖିଛନ୍ତି ସିଏ ତାଙ୍କର ଡ୍ରାଷ୍ଟିକାଲି ଇମ୍ପ୍ରୁଭ ହେଇଥିଲା ମତଲବ ରାଇଟିଂ ଭିତରେ ମୁଁ କହିବି ୱାନ୍ ଅଫ୍ ଦ ଟପ୍ 3-4 ଆମେ ଯଦି ଗ୍ରୁପ ଭିତରେ ଦେଖିବା ତୁଳସୀଙ୍କ ରାଇଟିଂ ଆସେ ଏଥିକ୍ସ ଗୋଟେ ହଟକେ ବାଲା ଏକ୍ସାମ୍ପଲ ଦିଅନ୍ତି ମଝିରେ ସେ ଯୋଉ କହୁନାହାନ୍ତି ମାଇଥୋଲୋଜିକାଲ ଏକ୍ସାମ୍ପଲ୍ସ ଆଣିକି ପୋର୍ଟ୍ରେଟ୍ କରିବା ସୋ ଏତେ ଥଟ୍ ଏଇ ଥଟ୍କୁ ନେଇକି ଲେଖାଯାଏ ମତଲବ ଥଟ୍ ପ୍ରୋସେସ ଉପରେ କାମ କରିବାର ଅଛି ବାକି ବି ବହୁତ ଜଣ ଥିବେ ସୋ ଏଇଟା ହିଁ ଯେ ତମକୁ କରିବାର ହିଁ ଅଛି ଏ ପ୍ରୋସେସ ବହୁତ ସିମ୍ପଲ ଆଉ ଯଦି ଛଡା ଯଦି କିଛି ମଡେଲ ଅଛି ନା ମୁଁ କହିବି 3 ମାସ ଭିତରେ କିଛି ମଡେଲ ନାହିଁ ଆଠୁ ଡିଫିକଲ୍ଟ ମଡେଲ ପାଇବ ସେଟା ଇଜି ମଡେଲ ନାହିଁ ତମେ ଯାଅ ଯେମିତି କରୁଛ କର ଆଠୁ ଡିଫିକଲ୍ଟ ମଡେଲ ପାଇବ କିନ୍ତୁ ଆଠୁ ଇଜି ମଡେଲ ନାହିଁ ଏକ୍ଜିଷ୍ଟ କରୁନି 3 ମାସ ଭିତରେ ଯଦି ତମେ ମେନ୍ ସାରିବାର ଅଛି ଆଉ ମେନ୍ସ ଗୋଟେ ଅର୍ଗାନାଇଜ ପ୍ରୋସେସ ତାକୁ ଯଦି ବେଟର ୱେରେ କରିବା ହେଇଯିବ ଆଉ ଏତେ ଏଥିକ୍ସ ପେପର ଡିଫିକଲ୍ଟ ଥିଲା ନା ମୁଁ କହିବି ଏଟଲିଷ୍ଟ ଯୋଉମାନେ ପ୍ରୋସେସରେ ଆମ ସହିତ ଥିଲେ ସେମାନଙ୍କୁ ଡିଫିକଲ୍ଟ ନଥିବ ଲାଗୁ ନଥିବ କାରଣ ସେଟା ରାଇଟିଂଟା ଗୋଟେ ସ୍କିଲ୍ ଯୋଉଟା ମୁଁ ଡେଭଲପ କରୁଥିଲି କହୁଥିଲି ଗୋଟେ ଏକ୍ସାମ୍ପଲ୍ସ ଭାବ ବାଛ ତାକୁ ହେଡିଂ ଯୋଡ ଏକ୍ସାମ୍ପଲ୍ସ ବାଛ ଭାବ ହେଡିଂ ଯୋଡ ସେଇଟା ତ ଫର୍ମାଟ ଥିଲା ନା ଏଥିକ୍ସରେ ରାଇଟ୍ ଦୁନିଆ ହେରିକା ଯେମିତି କହୁଥିଲେ ସେ ଆକ୍ଚୁଆଲି ଏଥିକ୍ସ ଆଗର ଭଳିଆ ହେଇଥିଲେ ତ ଲେଖି ହିଁ ହେଇନଥାନ୍ତା କାରଣ ସିଏ ଅଲରେଡି ପିଆଇକ୍ୟୁ ଉପରେ ରିଲେ କରୁଥିଲେ ୟୁପିଏସସି ର କରେକ୍ଟ ନିହାରିକା Yes, sir.
सो से जिनस जे जो मैंने भी लिखी ना भिजुआलाइज हो एंड पेपर वन को जीवा पेपर वन आम भांगी सिलेबस एग्जाम हॉल रे सेमती ही एग्जाम हॉल रे सिलेबस पढ़ी के आसुला एंड तुम मान भितर जिते बहुत जन बिगनर मैंने जो मैंने अच्छा सर कष्ट क्वेश्चन आसला इे सियाड़े पड़ला सेमती एक्चुअली तुमको भिजुआलाइज होची सिना जो फ्रेमिंग वे रे आम डिजाइन करथिलु थ्रू आउट दैट रीडिंग वाला जो सेशन थिला इवन द मॉडल आंसर को मुझे सजई थिले तुम आगे से जिनस ही कहती देख इमेजिन कर ये जो क्वेश्चन थिला पेपर 3 रो ये सपोज मु गोटे जिनस कहबी एटा ओके एटा पेपर 3 तो हाँ यहाँ मन को इथानल ब्लेंडिंग वाला राइट ये विकसित यहाँ गोटे थी मनी मूल तो ठीक अच्छी गोटे क्वेश्चन थी मुझे कहबी सॉरी यहाँ इथानल ब्लेंडिंग पेट्रोल्स थोड़ी ना तुम एग्जाम काली जब आउ कौन पचारा कि आप जिते तुम मॉडल आंसर को भलसे पढ़ी एटलिस्ट लिखि से तुमको भिजुआलाइज हम ये मॉक टेस्ट 9 रो ये जिनसटा जो आम एनर्जी वाला गोटे ही फ्रेम बनई राइट लुक्स लाइक रिन्यूएबल एनर्जी को लेकिन राइट 2030 रिन्यूएबल एनर्जी केमती हो पार ए वार्डिंग उठे था खाली फ्रेमिंग पर आम मॉडल कौन था फ्रेमिंग रो मॉडल तुम खाली रैपिड लाइक सोलार तो नुह यार फीचर्स वाला पार्ट को जाता जे करेंट फॉसिल फुल सब्सिडारी बर्डन ए हेडिंग था ये एग्जांपल चेंज कर राइट सो जो फिजिकल स्पेस ऑफ रिन्यूएबल एनर्जी इन्वेस्टमेंट ये वार्डिंग आम रेडी करूँ सी वार्डिंग खाली पके पके चेंज कर दिस इज द वे आम जो बनई कौटी कमिटी दबा कौटी कौन करवा यही तो जिनस पाई था एंटायर फ्रेम को मुझे बनई राइट तुम जो आज सोलार वाला जो कौन थी सोलार डेब्रिज कथा थी ये जो स्पेस वाला जो फ्रेमवर्क देती तुमको स्पेस पॉल्यूशन ये जिनसा ऑलमोस्ट मुझे कभर अप करी जो मैजिक आम नोट्स भितर से तो इमर्जिंग टेक्नोलॉजी भितर रखा है जोटा कि जो बिग स्काई थ्योरी को लेकिन स्पेस डेब्रिज इंक्रीजिंग केमती करुच्ची तार एग्जांपल्स लेकिन 4D कॉन्सेप्ट जिन कहते राइट जो ओम भाई से आसिक बुझाते ये जिनसा यहाँ रेडीमेड फ्रेम ही थी तुम पाखे जोटा कि आम सॉरी ये जो लास्ट पार्ट आम कहते किसी इमर्जिंग टेक्नोलॉजी पढ़ले तुम को वार्डिंग यूज कर डिटेक्ट एनी काइंड ऑफ लाइक एनी काइंड ऑफ इमर्जिंग टेक्नोलॉजी आ किसी पढ़ार ही नाला कारण से क्वेश्चन जहाँ स्पेस ना आज पढ़ला तुम नेक्स्ट ईयर को जीव कौन विजन 100 कि 200 पेज करेंट अफेयर पढ़ नो दीज आर द फ्रेम्स राइट यहाँ को ही आम लाइक हिटी पोर्ट्रेट करूँ जो एंटायर मॉडल आंसर को सेमती सजाई डाटा फैक्ट हेडिंग दब खाली चेंज कर हेडिंग दब चेंज कर सो यहाँ ही थी मॉडल कि एनी काइंड ऑफ क्वेश्चन पढ़ला ना तुम पोर्ट्रेट करके नहीं पारथा से सो यहाँ ही वे जे कि तुम गोटे स्मार्ट वे रे तुमको एग्जाम को डील कर राइट डिफिकल्ट इज द फर्स्ट फेज सेकेंड फेज इज इजी एंड एनीवे ओवर द टाइम्स आम यहाँ कर सो लेट्स होप फॉर द बेस्ट एंड ओवर एंड किसी किसी करेंट अफेयर सेशन रखा टिल देन रिजल्ट आसला जाए सो दैट कि आसला बेलू तुमको फाइनल कॉल आसला बेलू प्रिपेयर थी इंटरेक्शन को कंटिन्यूटी करवा एंड अन्य मैंने जो मैंने एग्जाम दब नेक्स्ट टाइम बेलू बी प्रिपेयर्ड ऑन दैट एंड ये प्रोसेस को अंडरस्टैंड करो दैट इज मोर इम्पोर्टेंट एल्स तुम ए प्लाटफर्म रू अन्य प्लाटफर्म एसोसिएट रुह किंतु आठ इजी मॉडल ना एग्जिट ही करूनी एंड केवल जब तुम खाली कंटेंट ऊपर को जीव ओपीएससी डिफिकल्ट वेरी डिफिकल्ट इवन मो कंटेंट को खाली जीव ओपीएससी डिफिकल्ट तुम पोर्ट्रेट बुझी ही पारनी कारण तुमको एग्जाम हॉल खाली क्वेश्चन देखा जिन शुभश्री कहते राजेश कहते जो प्रोसेस शिखापी तुमको लिखा पड़ो लिखला जो रिव्यू जाए मु आई पर्सनली रिमेम्बर आई एग्री आई थिंक्स जो मैंने लिखी आई कनेक्टेड देम पर्सनली राजेश हूँ शुभश्री हूँ भाग्यश्री हूँ एव्री टेस्ट रे निहारिका हूँ एव्री टाइम्स मु कॉल करती यहाँ प्रॉब्लम यहाँ रेक्टिफाई करवा चेंज करवा स्वरूपा एनीवन यू कैन आस्क एग्री ए पॉइंट रे यस सर आपण पूरा टेलर्ड सॉल्यूशन दियंती जहा पई जोटा जहा को जोटा प्रॉब्लम आपण से अनुसार ही सॉल्यूशन दियंती समस्त जार जो स्ट्रेंथ पॉइंट राइट तुम स्ट्रेंथ पॉइंट यहाँ रईटिंग गोटे स्किल्स अच्छी तुमको से अनुसार जीव राजेश रईटिंग ये अनुसार जावाक पड़ो भाग्यश्री रईटिंग से ऊपर जावाक पड़ो से जो माइन्यूट लेवल वाला आई कनेक्टेड पर्सनाली आ टेल मुझे तुम ये कम कर निहारिका को हिसाब से कही तुम हैंड राइटिंग बड़ होती चेंज करवा राइट निहारिका यस सर अन्य कौटी तुम फोन कर पीपल आर नॉट पिकिंग द कॉल उठेबे के रेस्पॉन्ड ही करेंगे राइट यू हैव टू वेट यू हैव टू निजे ही लड़ फिल्टर आउट हम कहीं उठेबे इवेन जदि देन लिखिछ देन तुमको फीडबैक ऊपर ये कम करने पड़ो ये इम्प्रूव करवा ये तुम फ्रेमिंग मन पड़नी तो कौन निमोनिक्स बना जीव कौटी भैल्यू एडिशन कहीं होनी टाइम मैनेजमेंट कौटी हो पार ये माइन्यूट लेवल भी आम देखी सो धीरे धीरे स्वाधीन हाँ राजेश
ମୁଁ ଏଠି ଆଉ ଗୋଟେ ପଏଣ୍ଟ ମୁଁ କହିବି ମ୍ୟାଟର ପରେ ସାର୍ ଆପଣ ଟେଷ୍ଟ ଲେଖୁଛନ୍ତି ସବମିଟ କରୁଛନ୍ତି ସାର୍ ଇଭାଲୁଏଟ କରିକି ଆନ୍ସର ସିଟ୍ ଦଉଛନ୍ତି ତାଠୁ ବି ବହୁତ ବଡ ମ୍ୟାଟର କରେ ସେଲ୍ଫ ଇଭାଲୁଏସନ ଇଭାଲୁଏଟେଡ ଆନ୍ସର କପି ପାଇଲେ ତାପରେ ଯେତେବେଳେ ମୋ କଥା କହିବି ସାର୍ ଯେତେବେଳେ ଇଭାଲୁଏଟେଡ ଆନ୍ସର କପି ଦିଅନ୍ତି ଗୋଟେ ଗୋଟେ ଯୋଉ ସ୍କୋର ଦେଇଥାନ୍ତି ଯୋଉ ଇଏରେ ସେ ସ୍କୋରଟା ଆନାଲିସିସ୍ କରେ ଯେ କଣ ପାଇଁ ସ୍କୋରଟା ଏତେ କମିଲା ସାର୍ ଦେଇଥାନ୍ତି ଏଥିରେ ଫିଡବ୍ୟାକ୍ ବି ଦେଇଥାନ୍ତି ତ ସେଇ ଜିନିଷଟା ମୁଁ ଧ୍ୟାନ ରଖେ ଯେ କଣ ଏଥିରେ କଣ ଇମ୍ପ୍ରୁଭ ହେଇପାରିବ ଯେ ମୁଁ ସ୍କୋରଟା ଆଉ ଟିକେ 1 ମାର୍କ 2 ମାର୍କ କେମିତି ବଢେଇ ପାରିବି ସାର୍ ସେଦିନ ଗୋଟେ କଥା କହିଥିଲେ ତମମାନେ ହାରିନ 10 ମାର୍କ ପାଇଁ ତମମାନେ ହାରିଛ ଗୋଟେ ଗୋଟେ ମାର୍କ ପାଇଁ ଗୋଟେ ଗୋଟେ ମାର୍କରେ ଯେମିତି ମାନେ ଯୋଉ ପ୍ରତି କ୍ୱେଶ୍ଚିନରେ ସେ ଗୋଟେ ଗୋଟେ ମାର୍କର ଡିଫରେନ୍ସ ହିଁ କଲେକ୍ଟିଭଲି ର‍୍ୟାଙ୍କ ଡିସାଇଡ୍ କରେ ର‍୍ୟାଙ୍କ ହେଲାନି କି ଇନଫ୍ଲେଟ ହବ କି ତଳେ ଡିଫ୍ଲେଟ ହବ 15ଟା କ୍ୱେଶ୍ଚିନ୍ ହାଫ୍ ମାର୍କ ଗୋଟେ ମାର୍କ नहीं ହାଫ୍ ମାର୍କ ପାଇଁ ହାରିଛ ରାଇଟ୍ ଯୋଉ ହାଫ୍ ଆମେ ମାର୍କ ପାଇଁ କହୁଛନ୍ତି ପର କ୍ୱେଶ୍ଚିନ୍ ରେ ହାଫ୍ ମାର୍କ ବୋଲେ 15ଟା କ୍ୱେଶ୍ଚିନ୍ 7 ମାର୍କ 4ଟା ପେପର 28 ମାର୍କ ସରିଲା ତ ସେଇଠି ର‍୍ୟାଙ୍କ ସରିଗଲା ସେଠି ବିଲକୁଲ ର‍୍ୟାଙ୍କ କୋଉଠି ଇନଫ୍ଲେଟ ହେଇକିନା କୁଆଡେ ଉପରକୁ ପଳେଇବ ଯଦି ଇଏ ଥିବ ଆଉ ସେଟା ଗୋଟେ ବହୁତ ବଡ ଡିସାଇଡିଂ ଫ୍ୟାକ୍ଟର ପିଲା ମୋର ସାଙ୍ଗରେ ଇଣ୍ଟରଭ୍ୟୁ ଯେ କଲ୍ ଯାଇଥିଲେ ତାଙ୍କର ସ୍କୋର ଆସିଛି ବହୁତ କମ ଇଣ୍ଟରଭ୍ୟୁରେ କିନ୍ତୁ ଟପ୍ 20 ଟପ୍ 20 ରେ ଅଛନ୍ତି ସିଏ ବିକଜ ମେନ୍ସ ଟା ଇନଫ୍ଲେଟ ହେଇଛି ତାଙ୍କର ବହୁତ ବଢିଆ କରିଛନ୍ତି ତ ଏଇ ଫିଲ୍ଡ ଏଇ ଯୋଉ ପର୍ଟିକୁଲାର ଯୋଉ ମେନ୍ସ ଯୋଉ ହର୍ଡଲ ଟା ରହିଲା ୟାକୁ ଭଲରେ ଟିକେ ସାଇଜ କରିବାର ଅଛି ଇଣ୍ଟରଭ୍ୟୁ ଟା ମାନେ ଆମର ଗୋଟେ ଜିନିଷ ମୁଁ କହିବି ଫେଟ୍ ଉପରେ କରିଯାଏ ଡିସାଇଡ କରିକିନା ଯେତେବେଳେ ଗୋଟେ ହଁ ମୁଁ କହୁଛି ଗୋଟେ କଥା ଯେମିତି ମୋର ସାଙ୍ଗରେ ଓଆରଏସ୍ ରେ ଅଛନ୍ତି ଏବେ ଯେତେବେଳେ ଆମେ ଡିଭିରେ ଯାଇଥିଲୁ ସେ ଜଣେ ଝିଅଟେ ତାଙ୍କର 4th ଆଟେମ୍ପ୍ଟ ଥିଲା 3rd ଇଣ୍ଟରଭ୍ୟୁ ଥିଲା ତାଙ୍କର ଜଣେ ମ୍ୟାଡମ କରିଥିଲେ ସେ କହିଲେ କଣ ତମେ ଆଚ୍ଛା ତମର 3rd ଇଣ୍ଟରଭ୍ୟୁ ଏତେ ବର୍ଷ ହେଲାଣି ଦେଇଛ ହଉନି ଆଉ ଛାଡ ହଉଛି ଯାଅ ଆଉ କିଛି ପଚାରିଲେନି ତାପରେ ସେ 120 130 ଦେଇଦେଲେ ତାକୁ ଛାଡିଦେଲେ କିନ୍ତୁ ଭଲ ଟିକେ ସ୍କୋର ମେନ୍ସ ରେ କରିଥିଲେ ବୋଲି ର‍୍ୟାଙ୍କରେ ନେଇକିନା ଗଲେ କଥା ମ୍ୟାଟର ହଉଛି ଯେ ସେଇ ମେନ୍ସ ଟାକୁ ସମ୍ଭାଳିବାକୁ ପଡିବ ମୁଁ ଯେମିତି ବି ହେଲେ ସେ ଯୋଉ ହାଫ୍ ମାର୍କ ପାଇଁ ହିଁ ଆମେ କାମ କରୁଥିଲେ ରାଇଟ୍ ବିଲକୁଲ ଏଠି ବିଲକୁଲ ସେ କାହିଁକି ହାଫ୍ ମାର୍କ ଡାଇଗ୍ରାମ ପାଇଁ ଦିଆ ହେଇଥିଲା ହେଲାନି ରାଜେଶ ଏଇଠି କଣ ପାଇଁ ମିଷ୍ଟେକ୍ କଲେ ଏଠି ହେଡିଙ୍ଗ ଉପରେ କାହିଁକି ରାଜେଶ ଏଲାବୋରେଟ୍ କରାହେନି ଏ ଯୋଉ ହୁଁ। ପ୍ରପରଲି ଯୋଉ ହାଫ୍ ମାର୍କ ଟା ମ୍ୟାଟର କରେ ସେ ହାଫ୍ ମାର୍କ ପାଇଁ କାମ କରାଯାଏ ସୋ ଦ୍ୟାଟ କି ତମେ ଲିଡ୍ କରିବ ଲାଷ୍ଟ ମୋମେଣ୍ଟରେ ଏଇଟା ନା ସବୁ ତ ସେଲ୍ଫ ଏଇଟା ଇଭାଲୁଏସନ ରାଇଟିଂ ରୁ ଜଣା ପଡେ ଇଭେନ୍ ମୁଁ କହୁଛି ଡେ 1 ରେ ଫାଷ୍ଟ କଥା ମନେ ପଡୁଛି ଶୁଭଶ୍ରୀଙ୍କର ଫାଷ୍ଟ ରାଇଟିଂ ଫାଷ୍ଟ ଟେଷ୍ଟ ମୁଁ ତାଙ୍କୁ ଫାଷ୍ଟରେ କହିଲି ଶୁଭଶ୍ରୀ 7-8ଟା ନା 9ଟା ନା 10ଟା କ୍ୱେଶ୍ଚିନ୍ ଲେଖିଥିଲି ମୁଁ କହିଲି କାହିଁ 5ଟା ମିସ୍ ଆଉଟ୍ ହେଲା ନା ହଉ ହିଁ ନାହିଁ ଆଉ ଫାଇନାଲ ଏକ୍ଜାମ ବେଳକୁ ଯେତେବେଳେ ଫାଇନାଲ ଟେଷ୍ଟ ବଢି ଗଲା ସେ 50 ପେଜ ଫିଲ୍ଅପ୍ କରିବା ଲେଖିବା ସ୍କିଲ୍ସକୁ ଆଣିବା ବଢିବା ଯୋଡିବା ରାଜେଶ ଯେତେବେଳେ ନୂଆ ନୂଆ ଲେଖୁଥିଲେ ପେଜ ଫିଲ୍ଅପ୍ ଟୁ ନେଇକି ଏଗେନ୍ ଫାଇନାଲ ପର୍ଯ୍ୟନ୍ତ 50 ପେଜ ପର୍ଯ୍ୟନ୍ତ ଟାଣିବା ଏଇ ଯୋଉ ସ୍କିଲ୍ ଟା ବହୁତ ମ୍ୟାଟର କରେ ଆଉ ଏଇ ମାଇନ୍ୟୁଟ ଲେଭେଲର ଜିନିଷ କେହି କହିବେନି ତୁମକୁ ଲେଖିଦବ କିଛି ନା କିଛି ମାର୍କ ମିଳିଯିବ ହେଇଯାଏ ସେଠି କିନ୍ତୁ ତା ପର ଜିନିଷଟା ଉପରେ ନିହାତି ଭାବେ କାମ କରିବାକୁ ପଡେ ତାଠୁ ବି ବେଶୀ ବହୁତ ହାର୍ଡ ମାନେ ହଟ୍ ହୁଏ ଯେତେବେଳେ ଆପଣ ଜାଣିଛନ୍ତି ଯେ ସତଟା କଣ କିନ୍ତୁ ସାମ୍ନା ଲୋକ ଆପଣଙ୍କୁ ମିଛ କହୁଥାନ୍ତି ଯେମିତି ମୋର ହେଇସାରିଲା ପରେ ଇଣ୍ଟରଭ୍ୟୁ ମୁଁ ଗୋଟେ ମକ୍ ଇଣ୍ଟରଭ୍ୟୁ ପ୍ରାକ୍ଟିସ ପାଇଁ ଯାଇଛି ମୁଁ ସେଠି କହୁଛି ନାଇଁ ସାର୍ କେମିତି କଣ ଲେଖା ହେଇଥିଲା ସାର୍ କୁହନ୍ତୁ ଭେରି ଗୁଡ୍ ଫାଣ୍ଟାଷ୍ଟିକ୍ ୟୁ ଆର୍ ୱାନ୍ ଅଫ୍ ଦ ଜେମ୍ ମୁଁ ଜାଣୁଛି ଯେ ମୋର ସେଥିରେ ନାହିଁ ସେ ଇଏରେ କିନ୍ତୁ କହିବି ପାରୁନି ମୋର ମୁଁ ଜାଣିଛି ସତଟା କଣ ଟ୍ରାଇଙ୍ଗ ଟୁ ମେକ୍ ଦ ବ୍ଲଫ୍ ମାରିବାକୁ ଟ୍ରାଏ କରୁଛନ୍ତି ବଟ୍ କଣ ଆଉ କହିବେ ମୁଁ ଜାଣିଦେଲି କହିଲି ଠିକ ଅଛି ଆଉ କଣ ଆଉ କହିବେ ସେଇ ତ ଜିନିଷ ଯେ କେହି ସେଇ ଏଇଠି କଥା ଯେ ଏଇ ମାର୍କେଟରେ ଜର୍ଣ୍ଣି ଏ କଥା କେହି ଏଇ ଜର୍ଣ୍ଣିରେ କହିବିନାହାନ୍ତି କେହି କରିବେନି ଇଭେନ୍ ମୁଁ ଆଜି କେହି କରିବେନି ଏଟା ଏଣ୍ଡ ମୁମେଣ୍ଟ ସୋ ଫର ଦ୍ୟାଟ ରିଜନ କି ଆମେ ଗୋଟେ ପ୍ରୋସେସ ରେ ଥିଲେ ଆଇ ଯେତିକି ଆମର ଏଇ ପ୍ରୋସେସ ଭିତରେ ଇଚ୍ ଆଣ୍ଡ ଏଭ୍ରି ପର୍ସନ୍ସ ମୁଁ କନେକ୍ଟ କରିଛି ଏଭ୍ରି ଟେଷ୍ଟରେ କହିଛି ଏଇଠି ଇମ୍ପ୍ରୁଭ ହବ ଆଣ୍ଡ ଶୁଭଶ୍ରୀ ଯୋଉ କଥା କହୁଥିଲେ ଯେ ପର୍ସନ ଟୁ ପର୍ସନ ଯାହାର ଷ୍ଟ୍ରେନ୍ଥ ଯୋଉଟା ସେ ଷ୍ଟ୍ରେନ୍ଥରେ କାମ କରିବାକୁ କହିଥିଲି ବିନା ନାହାନ୍ତି ବୋଧେ ଅଛି ତାଙ୍କୁ କିଛି ଲେଖି ହିଁ ପାରୁନଥିଲେ ଗୋଟେ ପିଲା ଭାବ 2-3 ଦିନ ଲେଖୁଛନ୍ତି କଣ୍ଟିନ୍ୟୁଅସଲି ପେପର କମ୍ପ୍ଲିଟ ହିଁ ହଉନି ଏଣ୍ଡ କଣ୍ଟିନ୍ୟୁଅସଲି ମିନ୍ସ ଅଟକିଛନ୍ତି ତାଙ୍କର ଡ୍ରବ୍ୟାକ୍ସ କଣ ସିଏ ଯୋଉ ଜାଣିଲେ ନା 50 ପେଜ ଲେଖିଥିଲେ ଆଗକୁ ବଢିଲେ ନିହାରିକାଙ୍କର ଯେମିତି ରାଇଟିଂ ବଡ ହ୍ୟାଣ୍ଡ ରାଇଟିଂ ରେ କୋଉଠି ସ୍ପେସ କମୁଛି କାହିଁକି ଡାଇମେନସନ ହଉନି ସିଏ ହ୍ୟାଣ୍ଡ ରାଇଟିଂ ରେ କଣ କରିହବ କୋଉ ଇନୋଭେସନ ଦେଇହବ ଅନଟିଲ ଅନଲେସ୍ ସେ ଜିନିଷ କେହି କହିବେ ନାହିଁ ଇଭେନ୍ ଯେମିତି ରାଜେଶ କହୁଥିଲେ ସେମିତି ଅନ୍ୟ ଜାଗାରେ ତମେ ୟୁ କ୍ୟାନ୍ କଲ୍ ଦେମ୍ ଲାଇକ୍ नो बडी विल रेस्पॉन्ड ମୁଁ ତ ଲାଇକ୍ ଫୋନ କଲେ ଲାଇକ୍ ନିହାରିକା ନ ଉଠେଇଲେ ତାଙ୍କୁ ଲାଗେ ଯେ ସାର୍ ଫୋନ କରିଥିଲେ ମୁଁ ଉଠେଇଲିନି ମୁଁ ଆଉ କରିବିନି ମୁଁ ବି ବ୍ୟସ୍ତ ରହିଯାଏ ତାପରେ ମୁଁ ଟ୍ରାଏ କରିଛି ଇଭେନ୍ ବହୁତ ଜଣ କନେକ୍ଟ ବି କରିଛି ବହୁତ ଜଣ କାହାର ନମ୍ବର ଲାଗେ କାହାର ନମ୍ବର ଲାଗେନି କୋଉ ଜଣ ରେସ୍ପଣ୍ଡ କରନ୍ତିନି ଜିନିଷ ଭିତରେ ଏଇଠି ତମର ପ୍ରୋବ୍ଲେମ ରାଇଟ୍ ଆଜି
ଆମେ ଖୋଜୁଛନ୍ତି ଏଣ୍ଡ କାଲି ଟାଇମରେ ଆମେ ଖୋଜିଲା ବେଳକୁ ଲୋକ ଟାଇମ ନଥାଏ, ଯୋଉଠି ଯାଉଛ ଯାଅ, କେହି କରିବେନି ଏଇ ଜର୍ଣ୍ଣିରେ ଆଗକୁ ବି କେହି କରିବେନି, ତମକୁ ନିଜକୁ ହିଁ ଲଢିବାକୁ ପଡିବ। ମୁଁ ସେଇଟା ଲଢିବାଟା ତମକୁ ଶିଖେଇଥିଲି ପ୍ରୋସେସରେ। ରିଏଲ ଏକ୍ସାମରେ ଯୋଉ ସିଚୁଏସନ ଆସିବ ଆମେ ଆଗରୁ ଜାଣିଥିଲେ, ଭାଷ୍ଟ ଆସିବ, ଆଡଭର୍ସ କଣ୍ଡିସନ ଆସିବ, ସାଇନ୍ସର ଏମିତି କ୍ୱେଶ୍ଚିନ୍ ପଚାରିଲେ ତମେ କେମିତି କରିକି ନବ, এই ଜିନିଷ ଉପରେ ଆମେ ଆଗରୁ ରେଡି ଥିଲେ ମେଣ୍ଟାଲି। ଏଣ୍ଡ ଥରେ ଫିଲ୍ ଏଇଟା କେହି କରିବେନି, ତମକୁ ଯୋଉ ଏଇ ଜର୍ଣ୍ଣିରେ ତମେ ନିଜେ ହିଁ ଲଢିବ, ତାର ଅଲ୍ଟରନେଟିଭ ନାହିଁ କିଛି। ଆଉ ବେଟର କି ଯୋଉମାନେ ପାର୍ଟ ଅଫ ପ୍ରୋସେସ ଥିଲେ ଯଦି ଯଦି ଲର୍ଣ୍ଣିଂ କରିନେଲ ସେଇଟା ହିଁ ବହୁତ ବେଟର ତମ ପାଇଁ ଗୋଟେ ଆଗକୁ କାମରେ ଆସିବ। ଆଉ ଏଇଟା ହିଁ ଏକ୍ସାକ୍ଟ ପ୍ରୋସେସ। ତ ଏଇଟା ଥିଲା ଓଭରଅଲ ବାଲା, ଠିକ ଅଛି ଗାଇସ୍। ଏଗେନ୍ ଲେଟ୍ସ ୱେଟ୍ ଫର ଦ ରିଜଲ୍ଟ ଏଣ୍ଡ ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗସ୍, ଗୋଟେ ହ୍ୟୁଜ ଭ୍ୟାକେନ୍ସିଜ ଅଛି ଓଭର ଦ ଟାଇମ୍ସ। ମୁଁ କହିବି ଟାଇମ ନାହିଁ, ମୁଁ ଏଗେନ୍ ରିପିଟ୍ କରୁଛି ଟାଇମ ନାହିଁ। ଫେବୃଆରୀ ସରିଲା ବୋଲେ ସରିଗଲା କହିଲେ ଚଳେ, 15 ହେଇଗଲା ବୋଲେ 10 ଦିନ ପରେ ସରିଗଲା। ସୋ ମାର୍ଚ୍ଚ ଏପ୍ରିଲ 2 ମାସ ଅଛି, 60 ଦିନ। ମେ ମାସରେ ରିଭିଜନ କରିବ, ଜୁନରେ ଏକ୍ସାମ ଦବ। ସେ ବିଟୱିନ୍ ଯୋଉମାନେ ମେନ୍ସ ପ୍ରିପେୟାର କରିଛ ସେମାନଙ୍କର ଅପ୍ ଆଣ୍ଡ ଡାଉନ୍ ମୁଭମେଣ୍ଟସ ଆସିବ, ଏଇଦର ଇଣ୍ଟରଭ୍ୟୁ କଲ୍ ନହେଲେ ଯାହା ବି କିଛି ରିଜଲ୍ଟ ଯାହା ବି ହବ। ଡିପ୍ରେସନ, ଏନଜାଇଟି, ହ୍ୟାପିନେସ ଏ ଭିତରେ ଚାଲିବ, ଟାଇମ ନାହିଁ। ସୋ ଫର ଦ୍ୟାଟ ରିଜନ କି ବି କନସିୟସ୍, ଏକ୍ସାମ ଆଉଥରେ ଦେବାକୁ ହିଁ ପଡିବ ତମକୁ, କାରଣ ଏ ବର୍ଷ କ୍ଲାସ 1 ପୋଷ୍ଟ ଏତେ ନାହିଁ। ଗ୍ରୁପ ବି ପାଇଗଲେ ବି ଦବ, ରାଇଟ୍, ମେନ୍ସ ପିଲାଙ୍କ ପାଇଁ। ସେମିତି ଯଦି କିଛି ଏପଟ ସେପଟ ହେଲା ବି ଏକ୍ସାମ ଏପିୟର କରିବାକୁ ପଡିବ। ସୋ forget about what has been gone, but before result publish ଆଗରୁ ଥରେ ମେନ୍ସ ପ୍ରିଲିମ୍ ସାରିଥିବ, that is your primary task। କାହିଁକି ପ୍ରିଲିମ୍ ନ ହବାର probability ବହୁତ ହାଇ, do not neglect it, repeat do not neglect it। ଏଇଟା 100%। ଯୋଉମାନେ ସେଥିପାଇଁ ମୁଁ କହୁଛି ଏଇଦର ମେନ୍ ପଢନି ଚଳିବ, ଯୋଉମାନେ ବି ଡବଲ ଭାବିଛନ୍ତି ଆମେ ଏତିକି ମାସ ନେଇଯିବୁ ସେମିତି ହେଇଯିବ, ଆମର ଏଇଟା ଷ୍ଟ୍ରଙ୍ଗ ଅଛି। ଯଦି ଷ୍ଟ୍ରଙ୍ଗ ଅଛି ଆମେ ଡାଇରେକ୍ଟ କ୍ୱେଶ୍ଚିନ୍ ହିଟ୍ ହେଲା ପରେ ବି ପିଲାଙ୍କର ଏକ୍ସାମ ହେଲାନି, କେମିତି? ପ୍ରିଲିମ୍ ସେମିତି ନୁହଁ। ଏଗେନ୍ ବି ସିରିୟସ୍ ଅନ୍ ଦ୍ୟାଟ୍, ବିଫୋର ରିଜଲ୍ଟ ପବ୍ଲିଶ ଆଗରୁ ଥରେ କୋର୍ସ ସାରିଥିବ, ରାଇଟ୍। ଏଇଦର ଇଣ୍ଟରଭ୍ୟୁରେ ଦୌଡୁ ଦୌଡୁ ମାସେ ପଳେଇବ, ଯଦି ବି କିଛି ପ୍ରୋବ୍ଲେମ୍ସ ହେଲା ଦେନ୍ ଡିପ୍ରେସନରୁ ବାହାରୁ ମାସେ ପଳେଇବ, ରାଇଟ୍। ଫର ଦ୍ୟାଟ୍ କି ଏଇ ଜିନିଷ ଉପରେ କାମ କରିବାର ଅଛି। ଏଣ୍ଡ ଅନ୍ୟମାନଙ୍କ କଥା ବି କହିବି, ରାଇଟ୍। ଏମାନେ ସିନା ମିନ୍ସ ଲେଖୁଥିଲେ, ଇଭେନ୍ ଆଇ ଫରଗେଟେନ୍ ଟୁ ଆସ୍କ ଲାଇକ୍ ଅଦରମାନେ ବି ଯେମିତି ଥିଲେ, ସନ୍ତୋଷ ଅଛନ୍ତି, ରଶ୍ମି ଅଛନ୍ତି, ଲିପ୍ତେଶ୍ୱର, ଓକେ ଲିପ୍ତେଶ୍ୱରଙ୍କ କଥା କହିବି, ରାଇଟ୍। ଆଣ୍ଡ ସେ ରିମୋଟ ଏରିଆରେ ଗୋଟେ ବିଲଙ୍ଗସ୍ କରନ୍ତି ୱେଷ୍ଟର୍ଣ୍ଣ ଓଡ଼ିଶାରେ, ଆଣ୍ଡ କନେକ୍ଟ କରିଥିଲେ, ସେ ବି ସେ କଥା କହୁଥିଲେ। ସାର୍ ନମସ୍କାର। କଣ କହିଲ ଲିପ୍ତେଶ୍ୱର? ସାର୍ ନମସ୍କାର। ନମସ୍କାର ନମସ୍କାର। ସିଏ ଗୋଟେ ରିମୋଟ ଏରିଆରେ ବିଲଙ୍ଗସ୍ କରନ୍ତି, ଅଲଦୋ ତାଙ୍କ ପାଖରେ ରିଜର୍ଭେସନ ଥାଇକି ଯେତେବେଳେ ସୁଯୋଗ ଥିଲା ହାତରେ, ସେ ଯୋଉ କହୁନଥିଲେ ଓମ ଭାଇ ଯେ 22 ମସିହାରେ ଗୋଟେ ସ୍କୋପ ପଳେଇଲା ତାଙ୍କ ହାତରୁ। ଦ୍ୟାଟ୍ ଓନ୍ଲି ଥିଙ୍ଗସ୍ ହେଲା ଯେ ଡିରେକ୍ସନ ନଥିଲା, ବୁଝି ହିଁ ପାରନ୍ତିନି ଲୋକଙ୍କୁ ପାଖରେ। ଭାବ ଗୋଟେ ପ୍ରୋସେସଟା ଏତେ କମ୍ପ୍ଲିକେଟେଡ ଥାଏ ଯେ ସେ ପ୍ରୋସେସରେ ଅଟକି ହିଁ ଗଲେ ସେ ଟାଇମରେ। ଆଉ ଏଇଥର ଏଗେନ୍ ତାଙ୍କର ପ୍ରିଲିମର ସେ ପ୍ରୋବ୍ଲେମ୍ସ ହେଇଗଲା। ଭାବ 22ରେ ଇଜିରେ ପାଇଥାନ୍ତେ ସେ ସେତେବେଳକୁ। ସେ କହୁଥିଲେ ସାର୍ ଏମିତି ମୁଁ ଜାଣି ହିଁ ନଥିଲି, ଏଇ ଜିନିଷ ପାଇଁ ମତେ କେତେ କାନ୍ଦିବାକୁ ପଡିଥିଲା, ରାତି ଗୋଟେ ଷ୍ଟ୍ରଗଲ ହେଇଯାଇଥିଲା। ହଁ ଲିପ୍ତେଶ୍ୱର କଣ କହୁଛ? ହଁ ସାର୍ ସେଟା ଏକା ସେ କିଛି ମାନେ ମିସଗାଇଡ ହେଇଗଲି ସାର୍ ମାର୍କେଟରେ ଆସିକି ତ ସେ ସେଇଟା ସେ ଗାଇଡ ନାହିଁ, ମେନ୍ ହେଲା ସେ ପାଇଯାଇଥାନ୍ତେ ସେ ବର୍ଷ। ଆନ୍ସାର ବି ବଢିଲେ ବୁଝି ପାରନ୍ତିନି। ସେ 22ରେ ଭଲ ସ୍କୋପ ଥିଲା, ତାଙ୍କ ରିଜର୍ଭେସନ ବି ଥିଲା, କଟଅଫ କମ ଥିଲା, ଡିରେକ୍ସନ ନଥିଲା। ଆଉ ଏ ବର୍ଷ ଯଦି ମୁଁ ପଚାରୁଥିଲି କେମିତି ଇମ୍ପ୍ରୁଭମେଣ୍ଟ ନାହିଁ ସାର୍, ସବୁ ଜାଗା ମତେ ଏଥର ଜଣା ପଡିଲା ଯେ ଏଇ ମଡେଲ ମୁଁ ଖୋଜୁଥିଲି, ଆଉ ଯୋଉ ମଡେଲରେ ମତେ ଫିଟ୍ ହେଲା ଯେ ମୁଁ ଜାଣିପାରିଲି ଯେ ଏତିକି ମତେ କରିବାର ଥିଲା। ସେ ଟାଇମରେ ସାର୍ ପଢି ଦେଇଥିଲି ଯେ ରିଭିଜନ ପାଇଁ ମତେ ପ୍ରୋବ୍ଲେମ ହୋଇଥିଲା ସାର୍। ମାନେ ବୁକ୍ ମାନେ ଏତେ ମୋଟା ମୋଟା କେମିତି ରିଭିଜନ କେମିତି କରବାଟା, ସେଟା ମତେ ସବୁଠୁ ମାନେ ମେନ୍ସ ଟାଇମରେ ମାନେ ପ୍ରୋବ୍ଲେମ ହେଇଯାଉଥିଲା। ଆଉ ରିଭିଜନ ତା ସହିତ ଏନ୍ସର ରାଇଟିଂ ରେ ବି କି କେମିତି ଲେଖବାଟା କିଛି ମାନେ ଏତେ ସାରା ଜିନିଷ କେମିତି କନସିଡର କରିକି ଲେଖବାଟା ମତେ ମାନେ ଆଇଡିଆ ଆସୁନଥିଲା, କେମିତି ଲେଖବାଟା କଣ ଏତେ ସାରା ଜିନିଷ ଗୋଟେ ସାଙ୍ଗରେ। ସେଇ କଥା ହିଁ କହୁଛି ଯେ ଆମକୁ ଏଇ ଜିନିଷ ଉପରେ ନିହାତି ଭାବେ କାମ ହିଁ କରିବାକୁ ପଡିବ। ଆଣ୍ଡ ଏଗେନ୍ ସେ ଭୁଲ ନ ହଉ, ସି ସାର୍ଟରେ ଜଗିବାକୁ ପଡିବ। ଏଗେନ୍ ମୁଁ ଯେମିତି ସେଦିନ ବି ମନେ ଅଛି, ଯୋଉଦିନ ମୁଁ କହିଥିଲି ଯଦି ଅକ୍ଟୋବର 12 ମିସ୍ ହଉଛି 2027,
एंड यू आर लकी कि से भितर शुभसिनी हेरिका फेरिका समस्ते एंट्री कल एगेन जून 7 मिस हेले 2029 मसीहा आउथरे देखा हबो 28 मसीहा रे आ मझिरे नहीं तुमको लगे से पढ़ुथा से मेन्स बनाऊथा 10 ଯିବା सिनियर को हेल्प मागिबा ये पाइला ता नोट आनो बनाओ चलथिबो इट्स नॉट इजी अगेन आई एम रिपीटिंग ओपीएससी जो टाइप रो मेंस बनैछि ओपीएससी लास्ट टाइम रो प्रीलिम जो वे रे कोइछि ट्रेडिशनल प्रीलिम्स एग्जाम रे क्वेश्चन हबो ही नहीं आसीबो ही नहीं फॉर दैट रीजन की बी कॉन्शियस ताकू ताई लेवल रे खेलिबा नहीं अछि तुमको राइट सी जो पर सी शार्ट को गलानी एको थरे सारिबो दैट इज योर प्राइमरी टास्क आउ टाइम नहीं कहले चले एंड एबर मोमेंट हला जे टिके ब्रेक नियो जदि नबार अछि गोटे 2 दिन 3 दिन एंड बी स्टार्ट राइट स्टार्ट करनियो आराम से लास्ट टाइम सिमती पढुतलो बस सेल्फ स्टडी करो राइट जदि किछि इश्यूज नहीं जो माने पढुछो लाइक ऑलरेडी लाइक आमे भी प्रोग्राम स्टार्ट करिछु सेते पार्ट रो नले सेल्फ स्टडी भी करि पारियो किछि इश्यूज नहीं सेते करो किंतु कंटिन्यूटी करो आउ प्रीलिम्स आनो हाथ को मेंस जो माने काम जहा अछि नाही जदि रखि दियो से गैप रे होई पारियो गैप रे तो एमाने जीरो स्टार्ट करि करछन 2 मास भीतर एबे प्रीलिम हेलानी तो सरी गला उथरे तमे प्रीलिम्स नॉलेज रो एग्जाम हो नॉलेज रे एटी बहुत सीनियर पिला अटकी छथि राइट श्री हरिका माने ऑलरेडी एपीआर इंटरव्यू एपीआर पिला लाइक पर वर्ष असुविधा हो गला बिकॉज़ की ए जो डायरेक्शन ए जिंस भीतर एंजाइटी जानि थिबा जिंस हला ही नै मतलब बहुत सीनियर पिला करे अटकी जायछि प्रीलिम्स एमती नुहो जेमती हम भाबुचंदी एटा गोटे बिगेस्ट टास्क रहबो बेटर की ताकू हाथ को मेंस इज इजी हम करि परिबा करि चंती एटा ही मॉडल हमें डिकोड करथिला जो देखैथिली तुमको एंड इतमे एबे प्रॉपर प्लानिंग से तो मूव ऑन हो एंड बिफोर रिजल्ट्स आसीबा आगुरु थरे प्रीलिम्स आर नेथिबो समस्ते मतलब जो माने मेंस लेखिछो कारण तुमको दौड़िया पड़ो इंटरव्यू कॉल रे राइट सीठू आते मासे 1.5 मास पड़ेबो तापरे टाइम स्लॉट्स नहीं विंडो नहीं आउ एटा ही प्लानिंग बनाओ आउ लेट्स मीट अप आ मझे मझे आम सेशन रखा जोटा कि नेशनल इंटरनेशनल न्यूज को कवर अप करथबा जोटा कि तुमको गोटे बूस्ट अप दब जर्नी भितर अगेन जिंदा आज ऑप्शनल रे देखलो ट्रेडिशनल ऑप्शनल पडुनी राइट सी शार्ट हम जतले देखिले जे ट्रेडिशनल सी शार्ट पडुनी जीएस देखले जे ट्रेडिशनल जीएस पडुनी प्रीलिम्स भी ट्रेडिशनल पड़ो नहीं पुराना नॉलेज रे प्रीलिम्स हम नहीं ए प्रीलिम्स को खेलिबार अच्छे जति अगेन से अप्रोच को डेवलप करिया पड़ो जो अप्रोच को तुमको कहूची राइट हाँ सागर सो प्री रो टिप्स हला सेही जिंस जे हमें सी आर भी शॉर्टकट नहीं जे शॉर्टकट चक्कर तो मेंस रे जिंत असुविधा हेतला जे हमें हेती क्वेश्चन करले पीसी हबो सिंती शॉर्टकट नहीं आर शॉर्टकट हला जे फाउंडेशन तमर फंडा जति क्लियर अछि एंड इंस्टीट्यूशनल गेस रो लर्निंग सिखियो पड़ो तुमको अटेम्प्ट ये दीटा को जदि जते दिन डेवलप करबो सेतले प्रीलिम होबो इंक्लूडिंग सीसेट एंड ओपीएससी आ से ट्रेडिशनल पॉलिटी पढ़ी गले पॉलिटी 3टा क्वेश्चन थाउची ज्योग्राफी पढ़ी गले लास्ट टाइम सब 4टा क्वेश्चन थाउची करबो कोन से भितरे ता भितरे भी हमको फाइट करिया पड़िबो ऑन टच एरिया भितरे हिडन टॉपिक्स ऊपर कोठी कॉल नबा कोठी कॉल ने कि छाड़ीबा राइट ए माइन्यूट लेवल जिंस ऊपर काम भी करिवार अछि आउ हलवा वाला एग्जाम्स क्वेश्चन नुह आगु को आसीबो नहीं ये जो ए पैटर्न तो से देखौची राइट सो आम सीरियस हवा एंड शिखिबा दैट इज मोर इंपोर्टेंट अगेन लास्ट ईयर हाँ राजेश जेतबेले मु जो 23 रो जो क्वेश्चन देखिले मेंस रो देखिला परे जीएस 1 2 जेतल देखि देली तो रहला जे हां ठीक अछि तो जो सिलेबस जेमति देथिले तो पूरा लाइन रे ही पकई छन एमएसएमई सेही प्रेशर ग्रुप ये तो कीवर्ड्स रो उठे किना पकई छन ओके पड़ी गला एतर तो जीवा को माने माने गल माने एतर पढ़ा पड़े रिवीजन तो करथले एई वर्ष तो भाबिली गोटे नहीं लास्ट ईयर तो सेरा सब याक पकई दी छन ए वर्ष कोन करिवे ए वर्ष तो सेमति तो पकईबेनी कारण पोस्ट कम अछि दे विल डेफिनेटली ट्राई टू ट्रिक किछ गोटे ट्विस्ट करिवे जेतले एसए रो जेतले देखि देली तो लागला जे नहीं एथरो ट्विस्ट हबो जहा भी हेले थ्रू आउट द पेपर हबो मतलब किछड़ा पेपर हबो किंतु हबो एथरो तो सेही गोटे जिंस एथरो एमिति बैलेंस करिना पकई छथि क्वेश्चन रो सेही क्वेश्चन आ जेंति जो इथेनॉल ब्लेंडिंग रहला सेरा न्यूज रे थिला कारण जो कंट्रोवर्सी होतिला लोगोर इंजन सीज ही जाउची से पकेला बेले इंश्योरेंस क्लेम रिजेक्ट ही जाउची ये रहला तो से सब जिंस गोटे न्यूज रे थिला पडुथिला तापर जो एएसआई रो जो क्वेश्चन रहला सर जीएस1 हाँ हाँ हाँ
ସିଏ ବି ଗୋଟେ ସେମିତି ନ୍ୟୁଜ ରେ ଥିଲା ସେ କ୍ୱେଶ୍ଚିନ୍ ଟା ସେମିତି ପଡିଲା କାରଣ ଯୋଉ କୋଣାର୍କ ମନ୍ଦିର ଯୋଉ ଏକ୍ସକାଭେଟ୍ ଯୋଉ ବାଲି କଢା ଯୋଉ ହଉଛି 113 ବର୍ଷ ପରେ ତ ଏଏସଆଇ ର ଗୋଟେ କ୍ୱାଲିଫାଇଡ୍ ଏଣ୍ଟିଟି ର ଉପରେ ଗୋଟେ କ୍ୱେଶ୍ଚିନ୍ ଆସୁଛି ସେ କେତେ ଏଫିସିଏଣ୍ଟଲି ସେମାନେ କରିବେ ତ ସେଇଥିପାଇଁ ସେଇ କ୍ୱେଶ୍ଚିନ୍ ଟା ପଡିଲା ଇଏରେ ट्राए करछन से माने थ्रू आउट द पेपर माने कनेक्ट करिया पे करंट अफेयर्स रे सब पेपर रे किछ ना किछ जगह लास्ट टाइम अपेक्षा कन्वेंशनल जेमती पडुथिला वर्ष सेमती माने सेट पैटर्न को शिफ्ट हे किना गोटे कंप्लीटली डिफरेंट पैटर्न को से माने अडॉप्ट करछन कोन ना कोन कहछन सर ना निहाती पूरा लाइक सेटा तो आगु को डेवलप कर छलन इवन देखिबो सी सैट को मो इवन प्रीलिम रे भी देखिबो लास्ट टाइम पैटर्न को सी सैट लेवल को देखो पैसेज राइटिंग बा रीडिंग रो स्किल्स अछि आई विल टेल यू द सेशन मझे गोटे सेशन नहीं कहबी जे से सेशन इजीली ही पारथंता सी सैट रो एंटायर जो रीडिंग कंप्रेहेंशन इज वेरी इजी थिला सेठी जोटी खेलिबार थिला सेठी हमें खेली पारलेनी जोटी सब बेले कहनी जोटी 5 पॉइंट देबार थिला तुम सेठी 15 पॉइंट हराई के आसो लास्ट टाइम मेन से सेटा ही सिखौतली समस्त को जे हमें 5 पॉइंट जोटी लीड करथाते सेठी हां से सर राजेश सर जो कथा कहले भी करंट अफेयर्स क्वेश्चन सर हम पॉलिटी रे भी जते माने मोस्टली पेपर 2 रे जहां भी क्वेश्चन सर आस्तिला माने पीएसआई ऑप्शनल रे प्राय सब सर आस्तिला माने करंट अफेयर्स मतलब 2 मंथ्स रो करंट अफेयर्स सर इवन के जो क्वेश्चन पड़तिला हमरो जो एसए पेपर रे जो व्हाट इज सीन एज टेकन एज वैल्यू सेटा भी सर जो एग्जैक्ट लाइन ता सर एग्जाम रो 2-3 मंथ्स आगुरु बहुत इंस्टाग्राम और लिंक्डइन जो अछि हमरो दीटा प्लेटफॉर्म से बहुत फेमस थिला इवन कि जस्टिस इन होयर मु देखु सर चैट जीपीटी रे पकई की सब एसे रा जो से दीटा क्वेश्चन सर ऑलरेडी 2 मंथ्स रो हबो तो ऑलरेडी करंट अफेयर्स थिला जे भी क्वेश्चन सर फेमा कोतन करछंती माने एक्चुअली सर बहुत माने बहुत ट्राई करछन पिला को ट्रैप करिया पे ने सेही जिंस मु कहली जे एपर जो पैटर्न चली अगेन प्रॉपर्ली हमको पढ़िबा को पड़िबो एंड अगेन रिपीट करबी रैंडम राइटिंग करबोनी रैंडम रो मीनिंग बुझी परछो जोठी भी तमे उठेबा जे दिरा राइटिंग करबी टेस्ट राइटिंग करबी केनी एनी किछि रैंडम राइटिंग नो फास्ट कथा सिलेबस सारिबो सिलेबस साला परे गोटे माइंडसेट डेवलप करबो टॉपिक्स ऊपर देन तमे यू कैन राइट एनी क्वेश्चन ऑन दैट जो सेंस हमें करितलु सिमती तमे करबो रैंडम कोठी भी तमे क्वेश्चन सानी के 15 टा क्वेश्चन लिखि दिबी इमती सिमती नो के ये टेस्ट रू पड़िबो सेटा तो मन रू काढी भारी थिला मु तो सब बेले को टेस्ट रू पड़िबो नि केबे फॉर प्रोसेस जानिबा को पड़िबो सिमती जिमती श्री कहले पे राजेश कहउछन जिमती जे ए जो पैटर्न ए माने देखौछंती नॉर्मल ओपीएससी नो अगेन दिस प्रीलिम विल बी ट्रैप 683 जेन ट्रैप थिला कट ऑफ कम थिला बहुत भल पिला अटकी थिले तमे जेते जानि थाओ एग्जाम रे यूटिलाइजेशन होबनी अंटिल अनलेस जदी तमे लाइटली नोछ रिपीट करूची अगेन लाइटली नबो ही नाही प्रीलिम कटी गला जून 7 रे अगेन हम अठिवा 2029 मसिया को जिबा मझरे नाही 28 जीवनी 28 नहीं 26 28 जून जुलाई रो कथा होतरे 2 वर्ष हजि जीवो मार्केट रे नॉलेज पळेबो से मीन्स राइटिंग पळेबो से ऑप्शनल पळेबो प्रीलिम आनो लढी परिबो मैदान रे रहले लढिबो अगेन टाइम नाही औ एठी इमती गुडे लेवल प्लेइंग फील्ड रखुचंदी तमे पढिबा पिला न पढिबा पिला समान राइट एथर पैटर्न से सिखोतला मीन्स रे तमे वर्ष सारा पढी की जो पिला लेखिबा जहा एग्जाम हॉल रे लेखिबा था मीन्स इमती थिला ना राइट तमे करेंट को लास्ट मोमेंट पढिबा लास्ट मोमेंट वाला दी मास रो क्वेश्चन जे पढिन तो करि पारिबो सिमती वाला जिमती ऑप्शनल वाला तुम जिमती कहउछो कि सी जिमती कहउछंदी जिंस हला जे एठाला थॉट प्रोसेस ए थॉट प्रोसेस रे ही तुमको एग्जाम क्रैक करिया पड़िबो फॉर दैट की स्टैटिक को स्ट्रांग करो सब बेले मु कहि जे स्टैटिक इज द किंग सिलेबस इज द बाइबल सेटू विजुअलाइज होबो तुमको कोन करा जेबो पड़े मेंस रो पीआई को देखिबो कोन करूचो आगु को डायरेक्शन रे जीवो स्टैटिक को स्ट्रांग बनबो सेटा होला मेजॉरिटी प्रीलिम भी क्रैक करिया गोटे ही ओनली वन सॉल्यूशन हला स्टैटिक को एते माइन्यूट लेवल रे धरतिबो जे क्वेश्चंस बीट हबो ही नाही से 30 टा क्वेश्चन रु 28 टा ठीक करिवि राइट ज्योग्राफी एंड पॉलिटिक एनवायरनमेंट जदी आसिला 35 40 टा क्वेश्चन से 40 टा क्वेश्चन मोर 39 टा ठीक हो तुम लीड करि पारिबो देन कि 35 टा ठीक हो ताहिरु जदी तुम माइन्यूट लेवल रे 10 टा भूल करछो देन हबो ही ना एग्जाम सो सिमती सो माइन्यूट लेवल रे खेलिबा सब्जेक्ट स्पेसिफिक देखिबा आ करेंट रो प्रायोरिटीज को से माने एते बढ़ाई छथि आ पढिबा न पढिबा पिला राइट ओवर द टाइम 3 वर्ष भितरे गोटे पैटर्न देखुची वर्ष सारा पढ़ी की गोटे पिला प्रीलिम क्रैक न करि पारे मासे या 15 दिन पढ़ी क्रैक करि पारे सिमता मॉडल मान नै छथि सो पैटर्न को ऑब्जर्व करबा इज इंपोर्टेंट
CSAT ର वेटेज बढ़ुची ताकू भी तो प्रैक्टिस रखुथबो ओके इवन तमे जो माने भी सीनियर रिसोर्स हुंतु जार होउची बा जार होउनी जो माने प्रो भी थांतु भी प्रैक्टिस ऑन CSAT जेमती यूपीएससी धीरे धीरे शिफ्टिंग वाला नंबर सिस्टम आड़को ओपीएससी धीरे धीरे कॉम्प्रिहेंशन रे खेलीची दिस कॉम्प्रिहेंशन स्टाइल इज वेरी मच सिमिलर राइट मतलब बहुत टाइम कही नेबे ये इस स्टाइल टा गोटे इजी लाइक चुटकी रे तुम करिथांत विथआउट रीडिंग द थिंग्स सी जो जेमती मेंस रे डेवलप करथले सेंस ऊपर से ऊपर गुडाय जिंस अछि ए जिंस धीरे धीरे तुमको विजुअलाइज हबो आगो ओपीएससी पैटर्न रे बे एते लेवल को जाही नहीं इट्स नॉट अबव दैट यूपीएससी बट नॉट की ओपीएससी योड मिडिल पाथ को जाईची से मिडिल पाथ रे टक्के लेवल करी हबो सेठी राइट तो तमे स्टैटिक को पढ़ अगेन जेतु आगो को टाइम नहीं काहे की कहूची ए वर्ष जो माने मेंस अपेयर करिसो जल्दी रिजल्ट काटिबे सो मास डेढ़ मास भीतर तुमको कोर्स सारी की थोड़े बसी था प्रीलिम रो अगेन रिपीटिंग जमार नेग्लेक्ट करिबोनी काहे कि ना बाउंसर हबो बुमेरांग हबो प्रेशराइज हबो से भीतर समय हबोनी आउ एटा प्रोसेस जणा भी पड़िबोनी राइट जून 7 पर सेप्टेम्बर सुधा आउट प्रोसेस सरी जाइथियो एबे मेंस लेखिलो फेब्रुआरी आ तो सेप्टेम्बर ओडे मेंस लेखितो सरी जाइथियो प्रोसेस सरला 500 पोस्ट राइट 400 वाला पोस्ट अब हार्डली 6 मास पढ़िबार अछि तुमको 7 मास तापर आप न पढ़ले भी चलला किंतु जदि जून 7 मिस आउट होची देन अगेन यू हैव टू बैक टू ईयर 28 29 रो मसियार कथा राइट सो इट वेरी प्रेशराइज कंडीशन हे जिवो जियो मान पे मैरिज होइसु पो मान को भाई जॉब रहिसु ओ ए भितरे सोसाइटी रहिसु एंड इवन दो से सोसाइटी रहिसु सेते पेन हबोनी जति पेन लागे जे पेरेंट्स को पेन ता एमाने जो विजुअलाइज करंती तुमको नेक ड्रीम देखंती से माने कहि पारंती जे एते स्ट्रगल होची आउटपुट काहे आसुनी सो आ पई अभी सीरियस ऑन दैट इधर प्रोसेस छाड़ी देबा भलो किछि दुख नै हां हला नेला ना अन कला एंड जीवी उनी ताको जदी आइथिले स्टिक हबार अछि ताको लागे पड़ो आ तमे जदी कहिबो मु आरआई भी नेबी सीजीएल भी नेबी ओएस भी नेबी मे बी ऐसे ओपीसी सिमते मॉडल रे नाही वेरी डिफिकल्ट बहुत डिफिकल्ट सिमते कोट ना कोटी अटकिबो इधर तीनटा जगह अटकी जीवो नहले इधर गोटे कोटा क्लिक हला हो नहले ए जगह हो हम सिमते क्वेश्चन पको भी नांथे माने तुम जते नोट्स बने के रखिताओ नोट्स यूटिलाइजिंग होनी मेंस रे राइट होम साइंस कोटी इजी पेपर भाउतले से होम साइंस रो पेपर रो वेटेज लाइक आज डायनामिक को पळेले ए वर्ष राइट मे बी के निहारिका तो छुंदा बाकी सुबसे नांती ओके सो मे बी ए वर्ष सिमथि करथिले ना होम साइंस ट्रेडिशनल पेपर रो बाहर पकेथिले सिलेबस विषय नथिला जिंस राइट सो से ऊपर तुमे काम करिवो एंड बी सीरियस ऑन की सिंगल अटेम्प्ट रे आगो को इन पार करिवो दैट इज से ऊपर फोकस रखो एंड बी स्टार्ट ऑन दैट ए ठीक अछि एथर गोटे आ गोटे कथा सुन सर एक कथा कहबी जे कोनसेंती ऑलमोस्ट सब पिले जानी थिबे प्राय न्यूज़ विषय जो यूपीएससी जो एथर जो रूल टाइप एथर जो चेंज करछन जो माने सब इन सर्विस कैंडिडेट जो माने सब अछंती सेमानो पई तो परहैप्स आई गेस 4-5 इयर्स भीतर ओपीएससी भी सेमते रिफॉर्म्स माइट बी इंट्रोड्यूस करि पारे तो जॉब गोटे गोटे इवन तो ग्रुप बी हो ए हो व्हाटएवर इट इज एंट्री करि जानतु सर्विस रे गोटे गोटे कहबी तबरे तो ता परे कोन हबो के कोड नोस आ प्रोसेस जत्ते थरो अगु जत्ते अधिका जाउची सेते कॉम्पिटिटिव हे जाउची द रीजन होची रिसोर्सेस एंड रिसोर्सेस एक्सेसिबिलिटी समस्त हो गलानी ऑनलाइन रे चैट जीपीटी एलएलएम जो मॉडल सब आसीरा फार्मूला माने आंसर क्वेश्चन पक्को पक्को कि ना 300 वर्ड तो 250 वर्ड सब थरे से रेडीमेड फॉर्मेट से दे दूछन तो थिंक भी कुछ करिया को भी पड़ुनी सेते ये तो सेति पे कोन होची ना माने प्रोसेस टा आपण पे जो माने सब अछन माने अधिक और अधिक डिफिकल्ट हे जाउची क्रैक करिवा आ से कथा सर जेंति कहउतले ए प्रोसेस रे थरे पसी गला माने एकातरे निजर बेस्ट देखना बाहर की पळा आ किछ आ ये होवन आ सेमति रे जेंति मेंस तो सरी गला ता परे परे बे जेंति रहिला प्रीलिम तो ए जो मेंस रहिला रो केते अप्रैल सेकंड वीक सुधा आज जीव रिजल्ट आदि मास रहिला ना आउ 50 डेज रे पळे आसीबो 50 डेज मे सेकंड वीक सुधा प्राय पूरा रिजल्ट काढी ना ओके तारा 10 रु 12 दिन पर हबो प्री तो हमें रेडी थिबा सब जिंस पई कारण जो प्रोसेस हम जत्ते भी चाहिले भी माने भाबियो जे प्रोसेस ता हमर माने एग्जाम फॉलो हेची
କିନ୍ତୁ at the end it is OPSC, it's a competitive exam, କିଛି କହି ହଉନି ତ ତ ରେଡି ଥିବା ପ୍ରିଲିମ୍ ପାଇଁ ଯେପର୍ଯ୍ୟନ୍ତ ସେ ଯୋଉ ପ୍ରୋସେସଟା ଆମର କ୍ଲିୟର ନ ହେଇଛି। ସେଥିପାଇଁ ରେଡି ହେଇକି ରୁହ। ତଥାପି ହବ ସାର୍, ହବ ଆମ ହବ ପିଲା ବି କରିବେ ସାର୍, ଭଲ କରିବେ ରାଇଟ୍, ଯୋଉମାନେ ଭଲ ଜାଣିଛନ୍ତି କରିବେ ଏମିତି ସାର୍। ନାହିଁ ବଟ୍ ସି ମୁଁ ୱାଇ ଆମ୍ ଲାଇକ୍ ସିରିୟସଲି ମୁଁ ଡରାଏ ଏଇଥିପାଇଁ ବେଶୀ ସିରିୟସ୍ ହେଇଯିବା ଆମେ ଆଟଲିଷ୍ଟ ରାଇଟ୍, ଲାଇଟଲି ନେବାନି, ସିରିୟସ୍ ହେବା ଜଗିବା ବିଲକୁଲ ତାକୁ, ବିଲକୁଲ ସେଇଥିପାଇଁ ଲାଇଟଲି ନେବାର ଟାଇମ୍ ନୁହଁ, ଏଣ୍ଡ ପ୍ରପର ପ୍ଲାନିଂ ର ଟାଇମ୍। ତମ ନିଜ ମୁଣ୍ଡ ଲଗାଅନି, କାହିଁକି ଏଠି ମୁଣ୍ଡ ଲଗେଇଲେ ଫସିଯିବ ଭିତରେ। ଏଇଥିପାଇଁ ମୁଁ ବାରମ୍ବାର ମାନେ ରାଜେଶ ନିଜର ନାହିଁ ରାଜେଶ, ଆମେ ଆମ ହିସାବରେ ଯିବା, ଏଇ ପ୍ରୋସେସରେ ହବ, କାହିଁକିନା ନିଜର ଆଇଡିଆରେ ହବନି। ଏବେ ହେଲା ଯେ ପ୍ୟୁରଲି ମୁଭ୍ ଅନ୍ ହେବାକୁ ପଡିବ ପ୍ରିଲିମ୍ସ ମୋଡକୁ। ତମେ ଯଦି ଏଗେନ୍ ମେନ୍ସକୁ କିଛି ସାରିବି ପ୍ରିଲିମ୍ ଯିବି ଭାବୁଛ, ଦେନ୍ ଷ୍ଟପ୍ ଇଟ୍, କରନି, ସେ ଜିନିଷ ଫସିଯିବ। ଆଣ୍ଡ ଆମକୁ ଆଣିବାକୁ ହିଁ ପଡିବ ମଇଦାନରେ, ଏଥର ଛଡେଇକି ନେବାକୁ ପଡିବ ରାଇଟ୍। ସୋ ଏଇ ଯୋଉ ମଡେଲ ଆଜିର ଟାଇମ୍ ସେମାନେ ନେଇଛନ୍ତି ତାକୁ ଆରାମସେ ଡିକୋଡ୍ କରିବା ପାଇଁ ପଢାଯାଉ, ଆଉ ବି ସିରିୟସ୍ ସହିତ ପଢିବା ହେଲା। ସବୁ ଜିନିଷରେ ହାତ ମାରିବାନି, ଗୋଟେ ଜିନିଷରେ ହାତ ମାରିବା, ବେଟର ୱେରେ କରିବା, ଠିକ ଅଛି। ସୋ ଏଇଟା ଥିଲା ଏଣ୍ଡ ଅଫ୍ ଦ ସେସନ୍, ଆଣ୍ଡ ଅଗେନ୍ ୱିଲ୍ ମିଟ୍ ଅପ୍ ଇନ୍ ଦ୍ୟାଟ୍ ମିଡିଲ୍ ଅଫ୍ ଦ ଟାଇମ୍ ଯେତେବେଳେ ଆମେ କରେଣ୍ଟ ଟପିକ୍ସ ଡିସ୍କସନ୍ କରୁଥିବା। And till then, be motivated, be conscious on that. And thank you all.